हाय एवरीवन। ମୁଁ ତୁମର ପ୍ରିୟ ସଞ୍ଜିତ ସାର୍ ୱେଲକମ୍ କରୁଛି ଆଉ ଗୋଟେ ନୂଆ ଫ୍ରେଶ ଭିଡିଓରେ। ତ ପିଲେ ଆଜି ଆମେ ପଢିବା ଦଶମ ଶ୍ରେଣୀର ଭୌତିକ ବିଜ୍ଞାନ ବହିର ସବୁଠୁ ସହଜ ଚାପ୍ଟର ଆଉ ହଉଛି ଏଇଟା ମଧ୍ୟ ଇମ୍ପୋର୍ଟାଣ୍ଟ ଚାପ୍ଟର ହେଲା। ଏଇଠି ବି କ୍ୱେଶ୍ଚନ ଆସେ ପରୀକ୍ଷାରେ। ତେବେ ହଉଛି ଏଇଟା ହଉଛି ସବୁଠୁ ସହଜ ବିଷୟ ବୁଝିହେଲା। ବଡ ବିଷୟଟା କିନ୍ତୁ ହଉଛି କିସ ସହଜ ଲାଗିବ। ଆଗରୁ ତୁମକୁ କଡା ଲାଗୁଥିବ, ମୁଁ ପଢେଇ ସାରିଲା ପରେ କିସ ବିଷୟଟା ପୁରା ସହଜ ଲାଗିବ ବୁଝିହେଲା। ବିଷୟଟିର ନାମ ହଉଛି ଆଲୋକ ପ୍ରତିଫଳନ ଓ ପ୍ରତିସରଣ ବୁଝିହେଲା। ଆଲୋକ ପ୍ରତିଫଳନ ଓ ପ୍ରତିସରଣ। ଚାଲ ଲେଟ୍ ନ କରି ଷ୍ଟାର୍ଟ କରିବା ହେଲା। ତୁମେ ଡେଲି ଲାଇଫରେ ଆଲୋକ ବିଷୟରେ ତ ଶୁଣିଥିବ। ଆଲୋକ ଆଲୋକ ଶୁଣିଛ ନା ନାଇଁ? ଆମେ ଆଲୋକ କୋଉଠୁ ପାଉ? ଆମେ ଆଲୋକ ହଉଛି ସୂର୍ଯ୍ୟଙ୍କଠୁ ପାଉ। ତାପରେ ଆଉ କୋଉଠୁ ପାଉ? ଆମେ ଆଲୋକ ହଉଛି ଟର୍ଚ ଲାଇଟ ରୁ ପାଉ। ଆଉ କୋଉଠୁ ପାଉ? ଆଲୋକ ହଉଛି ଆମର ଇଲେକ୍ଟ୍ରିକ ବଲ୍ବ ରୁ ପାଉ। ସେଇ ଆଲୋକ କଥା କହୁଛି ହେଲା। ସେଇ ଆଲୋକ ବିଷୟରେ ପଢବା। ପ୍ରତିଫଳନ କିସ ଜିନିଷ, ପ୍ରତିସରଣ କିସ ଜିନିଷ ବୁଝିହେଲା। ଆଲୋକ କୋଉଠୁ ପାଉ ଜାଣିଲ? ସୂର୍ଯ୍ୟଠୁ ହେଲା। ତୁମେ ଜାଣିଛ ବାୟୁ ଜଳ ଆଲୋକ ଏଗୁଡା କିସ ଗୋଟେ ଗୋଟେ ଶକ୍ତି ବୁଝିହେଲା। ଏଗୁଡା କିସ ଗୋଟେ ଗୋଟେ ଶକ୍ତି। ସେମିତି ଆଲୋକ ବି ଗୋଟେ ଶକ୍ତି ହେଲା। ଶକ୍ତି ଏହା ହଉଛି ଦେଖିବାରେ ସାହାଯ୍ୟ କରେ। ଆଲୋକ ଶକ୍ତି କିସ ଆମକୁ ଦେଖିବାରେ ସାହାଯ୍ୟ କରେ। ଯଦି ଆଲୋକ ନଥାନ୍ତା କିସ ହେଇଥାନ୍ତା? ଆଲୋକ ଯଦି ନଥାନ୍ତା, ସୂର୍ଯ୍ୟ ଯଦି ନଥାନ୍ତେ ଆମକୁ ଆଲୋକ ମିଳିନଥାନ୍ତା। ଆଲୋକ ଯଦି ନଥାନ୍ତା କିସ କହନା, ଆମେ କୌଣସି ଜିନିଷ ଦେଖି ପାରିନଥାନ୍ତେ। ସବୁବେଳେ ରାତି ହେଇଥାନ୍ତା ହେଲା। ସବୁବେଳେ ପୁରା କିଟିମିଟିଆ ଅନ୍ଧାର ହେଇକି ରହିଥାନ୍ତା। ତ କିଟିମିଟିଆ ଅନ୍ଧାର ହେଲେ ଆମର ଅସୁବିଧା କିସ ହେଇଥାନ୍ତା କହନା? କିଛି ଦିନ ପରେ ଆମର ଖାଦ୍ୟ ସରିଯାଇଥାନ୍ତା। ଯେମିତି ହଉଛି ଆମେ ଜାଣିଛେ ଆଲୋକ ଦ୍ଵାରା ହଉଛି କି ସବୁ ଗଛ ମାନେ ଖାଦ୍ୟ ପ୍ରସ୍ତୁତ କରନ୍ତି। ଯଦି ଆଲୋକ ହିଁ ରହିଲାନି ତେବେ ହଉଛି ଗଛ କେମିତି ଖାଦ୍ୟ ପ୍ରସ୍ତୁତ କରିବ? ଗଛ ମାନେ ମରିଯାଇଥାନ୍ତେ। ଆଉ ଗଛ ମାନେ ଯଦି ମରିଯାଇଥାନ୍ତେ ତେବେ ଆମେ କଣ ଖାଦ୍ୟ ପାଇନଥାନ୍ତେ। ଆମେ ହଉଛି କି ଆମେ ବି ଧୀରେ ଧୀରେ ଭୋକରେ ମରିଯାଇଥାନ୍ତେ ବୁଝିହେଲା। ତ ଆଲୋକ ବିଷୟଟା ଇମ୍ପୋର୍ଟାଣ୍ଟ ହେଲା। ତ ହଉଛି ଯୋଉମାନେ ବି ଦେଖୁଛ ଭିଡିଓ ସେମାନେ ହଉଛି ବସିକି ଦେଖ। ଆଉ ହଉଛି ଯୋଉମାନେ ଦେଖି ଦେଖି ଲେଖୁଛ ସେମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଆଉ ଯୋଉମାନେ ହଉଛି ଖାଲି ଦେଖୁଛ ଭିଡିଓ ସେମାନଙ୍କ ପାଇଁ ହଉଛି ଡେସ୍କ୍ରିପସନ ରେ ହଉଛି ଲିଙ୍କ ଅଛି, ତାକୁ ଡାଉନଲୋଡ କର ତାପରେ ହଉଛି ଲେଖିବ ହେଲା। ତ ହଉଛି ଦେଖ ଏଇ ବିଷୟରେ କଣ କଣ ପଢବା ହେଲା। ମାନେ ବିଷୟଟାରେ କଣ କଣ ହେଡିଙ୍ଗ ଦବା। ଫାଷ୍ଟ ପଢବା ହଉଛି ଆଲୋକ। ଆଲୋକର କିଛି କିଛି ଧର୍ମ ରହିଛି ହେଲା। ତାପରେ ଆଲୋକର ଦୁଇଟା ନିୟମ ବିଷୟରେ ପଢବା ବୁଝିହେଲା। କି କି ନିୟମ ରହିଛି ସେଇଟା ପଢିଦବା। ତାପରେ ଦର୍ପଣ ବିଷୟରେ ପଢିଦବା, ଲେନ୍ସ ବିଷୟରେ ପଢିଦବା। ଏତିକି ପଢିଦେଲେ ଆମର ବିଷୟ ସରିଯିବ ବୁଝିହେଲା। ତ ଏଇଟା ଗୋଟେ ମ୍ୟାଥମେଟିକାଲ ବିଷୟ ହେଲା। ମ୍ୟାଥମେଟିକାଲ ବିଷୟ ମାନେ ଏଇଠି ଗଣିତ ଟାଇପ ର ଆସିବ ବୁଝିହେଲା। ଗଣିତ ଆସିବ ବୁଝିପାରିଲ। ସେ ଗଣିତ ଗୁଡାକୁ ବି କସବା ପରୀକ୍ଷାରେ ବି ପଡେ ଗଣିତ ବୁଝିହେଲା। ତାର ଫର୍ମୁଲା ଥିବ, ଗଣିତ ଦେଇଥିବ। ଫର୍ମୁଲାରେ ପୁଟ କରିବ ହେଲା। ତାପରେ ଆନ୍ସର ବାହାରିବ। ତ ଚାଲ ହେଡିଙ୍ଗ ଦିଅ ଆଲୋକ। ଆଲୋକ ହଉଛି ସାର୍ କିସ? ଆଲୋକ ହଉଛି ଗୋଟେ ଶକ୍ତି ଯାହା ଆମକୁ ଦେଖିବାରେ ସାହାଯ୍ୟ କରେ ହେଲା। ଆଲୋକ ହଉଛି ଗୋଟେ ଶକ୍ତି ଯାହା ଆମକୁ ଦେଖିବାରେ ସାହାଯ୍ୟ କରେ। ତୁମେ ଜାଣିଛ କେମିତି ଆମେ ମଣିଷ ଦେଖିପାରୁ? ଦେଖ ଏଇଟା ହଉଛି ଆଖି ହେଲା। ଆଖିର ଚିତ୍ରଟା ଏମିତି ବନୁଛି। ଏଇଟା ହଉଛି କିସ? ଆଖି ବୁଝିହେଲା। ଏଇଟା ହଉଛି ଆଖି, ଏଇଟା ହଉଛି ଆଖି ହେଲା। ଏଇଟା ହଉଛି ଆଖି। ଏଇଠି ଧରାଯାଉ ଏଇଠି ବହି ଅଛି ବୁଝିହେଲା। କିସ ଅଛି? ବହି ଅଛି। ତୁମର ସାଇନ୍ସ ବୁକ୍ ଅଛି। SCIEN ସାଇନ୍ସ ବୁକ୍ ହେଲା। ତେବେ ଏଇ ସାଇନ୍ସ ବୁକ୍ ଟାକୁ ଦେଖିକି ତୁମେ ଜାଣିପାରୁଛ ଯେ ଏଇଟା ସାଇନ୍ସ ବୁକ୍। କେମିତି ଦେଖୁଛ କଣ? ଏଇଠି ସୂର୍ଯ୍ୟ ଅଛନ୍। ତୁମେ ସୂର୍ଯ୍ୟଙ୍କଠୁ ଆଲୋକ ପାଉଛ ନା ନାଇଁ? ପାଉଛ ହେଲା। ସୂର୍ଯ୍ୟଙ୍କଠୁ ଆଲୋକ ଆସୁଛି। ଖାଲି ଗୋଟେ ଆଲୋକ ଆସୁଛି କି? ବହୁତ ଗୁଡା ଆଲୋକ ଆସୁଛି। ବହୁତ ଗୁଡା ଆଲୋକ ଆସୁଛି ହେଲା। ସେଇ ଆଲୋକ ଗୁଡା ଏଇଠି ପଡିକି କିସ ଏମିତି ପୁରା ରିଫ୍ଲେକ୍ଟ ହେଇଯାଉଛନ୍ ବୁଝା। ରିଫ୍ଲେକ୍ଟ ହେଇଯାଉଛନ୍। ଯେମିତି ହଉଛି ଗୋଟେ ରବର ବଲ ଟାକୁ ଫିଙ୍ଗି ଦେଲେ ଆଉ ଥରେ ଏଇଠି କାନ୍ଥରେ ଗୋଟେ ରବର ବଲ ଟାକୁ ଫିଙ୍ଗି ଦେଲେ କିସ ପଳେଇ ଆସେ। ସେମିତି ଆଲୋକ ରଶ୍ମିଟା ଏଇଠି ବାଜିକି ପଳେଇ ଆସୁଛି। ଏପଟେ ସେପଟେ ହଉଛି କିସ ଯାଉଛି। ତେବେ ହଉଛି ସେଇ ଆଲୋକ ରଶ୍ମିଟା ତୁମର ଆଖିରେ ପଡିଲା ପରେ ଯାଇକି ତୁମେ ବହିଟା ଦେଖିପାରୁଛ ବୁଝିହେଲା। କେମିତି ବହିଟା ଦେଖୁଛ ଜାଣିଲ। ତାହେଲେ ଆଉ ଥରେ ବୁଝଉଛି। ଏଇଟା ହଉଛି କିସର ବାବୁ? ଏଇଟା ହଉଛି ତୁମର ଆଖି ବୁଝିହେଲା। ଏଇଟା ହଉଛି ତୁମର ଆଖି। ତେବେ ହଉଛି ଏଇଠି ଗୋଟେ ଜିନିଷ ଅଛି ହେଲା। ଏଇଠି ଅଛି ତୁମର କିସ କି ନା, ଏଇଠି ବୁକ୍ ଅଛି, ବହି ଅଛି ହେଲା। ତେବେ ଏଇ ବହିଟାକୁ ତୁମେ ଜାଣୁଛ କେମିତି ଏଇଟା ବହି ବୋଲି? କେମିତି ଦେଖିପାରୁଛ ଯେ ସେଟା ବହି ବୋଲି? ଫାଷ୍ଟ ହଉଛି ସୂର୍ଯ୍ୟଙ୍କଠୁ ଆମେ ଆଲୋକ ପାଉଛୁ। ସୂର୍ଯ୍ୟଙ୍କଠୁ ଆସୁଥିବା ଆଲୋକ ରଶ୍ମି, ଆସୁଛି ଆଲୋକ ରଶ୍ମି ହେଲା। ସୂର୍ଯ୍ୟଙ୍କଠୁ ଆଲୋକ ରଶ୍ମି ଆସୁଛି ବହୁତ ଗୁଡା ଆସୁଛି। ତାପରେ ଏଇ ବହିରେ ପଡିକି କିସ ଏପଟେ ସେପଟେ ବିଛେଇ ହେଇଯାଉଛି ହେଲା। ଏପଟେ ସେପଟେ ହଉଛି କିସ ରିଫ୍ଲେକ୍ଟ ହେଇଯାଉଛି। ରିଫ୍ଲେକ୍ଟ ରିଫ୍ଲେକ୍ଟ ତ ଶୁଣିଥିବ ହେଲା। ରିଫ୍ଲେକ୍ଟ ମାନେ ହଉଛି ପ୍ରତିଫଳନ ବୁଝିହେଲା। ଏପଟେ ସେପଟେ ଯାଉଛି। ଏଠି ବାଜିକି ଏପଟେ ସେପଟେ ଫେରି ଯାଉଛି ହେଲା। ଯେମିତି ରବର ବଲ ଟା ଫିଙ୍ଗି ଦେଲେ, ଗୋଟେ ରବର ବଲ ଟାକୁ କାନ୍ଥରେ ଫିଙ୍ଗି ଦେଲେ ଏଇଠି ପଡିଲା, ପୁଣି ବାଜିକି ଘୁରି ଆସେ। ସେମିତି ଆଲୋକ ରଶ୍ମି ଏଇଠି ବାଜିଲା, ତାପରେ ଏପଟ ସେପଟ ହଉଛି କି ସବୁ ବହୁତ ଗୁଡା ରଶ୍ମି ନା ଏପଟ ସେପଟ ହଉଛି ଯାଉଛି। ତ ସେଇଠୁ କିଛି ରଶ୍ମି ତୁମର ଆଖିରେ ପଡୁଛି ନା ନାଇଁ?
ଆଖିରେ ପଡୁଛି, ଯାହା ଫଳରେ ତୁମେ ଜାଣିଲ ଯେ ଏଇଟା ହଉଛି କି ସାଇନ୍ସ ବୁକ୍ ବୋଲି ବୁଝିହେଲା। ଏମିତି ଦିଶେ, ବୁଝିପାରିଲ। ଯଦି ହଉଛି ରାତିରେ ଜିନିଷ ଦିଶୁନି କି ପାଇଁ, ରାତିରେ ହଉଛି ଧରାଯାଉ ଏଇଟା ସାଇନ୍ସ ବୁକ୍ ହେଲା, ଏଇଟା ହଉଛି ସାଇନ୍ସ ବୁକ୍। ତୁମେ ଲାଇଟ୍ ପଡୁନି ଏଠି ହେଲା, ଲାଇଟ୍ ପଡୁନି, ଆଲୋକ ପଡୁନି, ଯାହା ଦ୍ଵାରା ହଉଛି କି ପ୍ରତିଫଳନ ହେଇକି ତୁମ ଆଖିରେ ପଡୁନି। ସେଇ ପାଇଁ ହଉଛି କି ରାତିରେ ତୁମକୁ ଜିନିଷ ଦେଖାଯାଏନି, ବୁଝିପାରିଲ। ଏଇଟା ହଉଛି ଆମର ହଉଛି କେମିତି ଦିଶେ, ସେଇଟା ହଉଛି ତାର ଇଏ ପ୍ରକ୍ରିୟା ହେଲା। ତ ଆଲୋକ ହଉଛି ଏକ ଶକ୍ତି ଯାହା ଦ୍ଵାରା ଆମେ ଦେଖିପାରୁ, ବୁଝିହେଲା। ତ ଆଲୋକ ହଉଛି ସବୁଠୁ ହଉଛି କି ସ୍ପିଡ ଯାଉଥିବା ଶକ୍ତି ହେଲା, ସ୍ପିଡ ଯାଉଥିବା ଶକ୍ତି। କେମିତି କୁହ ନା, ଆଲୋକର ବେଗ କେତେ ଜାଣିଛ? ଆଲୋକର ବେଗ ହଉଛି ଏକ ସେକେଣ୍ଡ ହଉଛି 3 ଲକ୍ଷ କିଲୋମିଟର, ବୁଝିହେଲା। ଏକ ସେକେଣ୍ଡ 3 ଲକ୍ଷ କିଲୋମିଟର। ଆଲୋକ ହଉଛି ତୁମେ ଯଦି ଏଇଠି ଛିଡା ହେଇକି ତୁମର ବାବୁ ଛାତ ଉପରେ ଯଦି ଛିଡା ହେଇକି ଲାଇଟ ମାରିଲ ହେଲା, ଲାଇଟ ପୁରା ପାୱାରଫୁଲ ଲାଇଟ ମାରିଲ, ଏକ ସେକେଣ୍ଡରେ ସେ ହଉଛି କି 3 ଲକ୍ଷ କିଲୋମିଟର ଯାଇ ପହଞ୍ଚିଯିବ ହେଲା। ମାନେ ହଉଛି ତୁମେ ଏଇଠି ଛିଡା ହେଇଛ ହେଲା, ତୁମର ସାଙ୍ଗ ଅଛି 3 ଲକ୍ଷ କିଲୋମିଟର ଦୂରରେ, ଏଇଠି ତୁମର ସାଙ୍ଗ ଅଛି ହେଲା, ଏଇଠି ତୁମର ସାଙ୍ଗ ଅଛି, ଏଇଠି ହଉଛି କି ତୁମର ଘର, ଏଇଠି ହଉଛି ତୁମର ସାଙ୍ଗ ଛିଡା ହେଇଛି, କେତେ କିଲୋମିଟର ଦୂର? 3 ଲକ୍ଷ କିଲୋମିଟର। ଭାବି ପାରୁଛ ତ, 3 ଲକ୍ଷ କିଲୋମିଟର ହେଲା, ମିଟର କହିନି କିଲୋମିଟର, ବୁଝିହେଲା। ତେବେ ଏଇଠୁ ଯଦି ତୁମେ ଟର୍ଚ ମାରିଲ ଏକ ସେକେଣ୍ଡରେ ହେଲା, ଏଇ ତୁମର ସାଙ୍ଗ ପାଖକୁ ପହଞ୍ଚିଯିବ, ବୁଝିହେଲା। ତୁମର ସାଙ୍ଗ ପାଖକୁ କି ଲାଇଟ ପହଞ୍ଚିଯିବ, ବୁଝିହେଲା। ତୁମେ ଖାଲି ସୁଇଚ ଟିପି ଦେଲ, ଏକ ସେକେଣ୍ଡରେ ତୁମର ସାଙ୍ଗ ପାଖକୁ ଲାଇଟ ପହଞ୍ଚିଯିବ, ବୁଝିପାରିଲ। ଏଇଟା ହଉଛି ଆଲୋକର ହଉଛି କି ବେଗ, ବୁଝିହେଲା। ଏକ ସେକେଣ୍ଡ ହଉଛି 3 ଲକ୍ଷ କିଲୋମିଟର, ବୁଝିହେଲା। ଆଉ ହଉଛି 3 ଲକ୍ଷ କିଲୋମିଟର ଟାକୁ ଏମିତି ବି ଲେଖିପାରିବି 3 × 10⁸ ବୁଝିହେଲା। ହେଲା, ତ ହଉଛି ଏଇଟା ହଉଛି ଆଲୋକର ବେଗ। ତୁମେ କହିବ ତେବେ ସବୁଠୁ ଦ୍ରୁତ ମାନେ ଗତିରେ ଯାଉଥିବା ଜିନିଷ କି ଆଲୋକ, ବୁଝିହେଲା। ସବୁଠୁ ଦ୍ରୁତ ବେଗ କାହାର? ଆଲୋକ। ତୁମେ କହିବ ସାର୍ ସବୁଠୁ ଦ୍ରୁତ ବେଗ ତ ଆମର ମନ, ଏଇନା ଏଇଠି ଅଛି, ଏକ ସେକେଣ୍ଡରେ ଆମର ଚନ୍ଦ୍ର ପୃଷ୍ଠରେ ପହଞ୍ଚିଯିବ, ବୁଝିହେଲା। ଏମିତି କହିବ। ତ ମନେ ରଖ, ସବୁଠୁ ହଉଛି କି ଦ୍ରୁତ ବେଗ ଯାଉଥିବା ହଉଛି କି ଆଲୋକ। ଆଉ ଯାହାର ଯଦି ପଡବନି ମନେ, ତେବେ ପରୀକ୍ଷାରେ କିସ ଲେଖିଦବ? ସବୁଠୁ ଦ୍ରୁତ ବେଗରେ ଯାଉଥିବା ଜିନିଷ ହଉଛି ଆମର ମନ, ବୁଝିହେଲା। କାହିଁକି? ସାର ହଉଛି ମନ ହଉଛି ଏଇନା ଏଇଠି ଅଛି, ଏକ ସେକେଣ୍ଡ ବି ଲାଗିବନି ତାକୁ ହଉଛି କି ଚନ୍ଦ୍ର ପୃଷ୍ଠରେ ପହଞ୍ଚିଯିବ, ଏକ ସେକେଣ୍ଡ ବି ଲାଗିବନି ତାକୁ ହଉଛି ବୃହସ୍ପତି ଗ୍ରହରେ ପହଞ୍ଚିଯିବ, ବୁଝିହେଲା। ତ ତୁମର ପାଇଁ ହଉଛି ଯୋଉମାନେ ହଉଛି କି ବେକ୍ ବେଞ୍ଚର୍ସ ବା ହଉଛି ଯୋଉମାନେ ଗଧ ଛୁଆ, ତାଙ୍କର ପାଇଁ ହଉଛି ସବୁଠୁ ଦ୍ରୁତ ଜିନିଷ ହଉଛି ତାଙ୍କର ମନ। ଆଉ ହଉଛି ଟପର ଛୁଆ ମାନଙ୍କର ପାଇଁ ହଉଛି ସବୁଠୁ ଦ୍ରୁତ ଜିନିଷ କି ଆମର ହଉଛି ଆଲୋକ, ବୁଝିପାରିଲ। ଆଲୋକ ଏକ ସେକେଣ୍ଡରେ କେତେ କିଲୋମିଟର ଯାଏ? 3 ଲକ୍ଷ କିଲୋମିଟର। ବାହାର ତାକୁ କିସ ଲେଖାଯାଇ ପାରୁ? 3 × 10⁸ ଏଇଟା ଯାହା 3 ଲକ୍ଷ ସେଇଟା ଦେଖ ନା, 3 × 10⁸ ମାନେ କିସ? ତିନି ପରେ କେତେଟା ଶୂନ? ଆଠଟା ଶୂନ। ଏକ ଦୁଇ ତିନି ଚାରି, ତିନି ଚାରି ପାଞ୍ଚ ଛଅ ସାତ ଆଠ, ଆଠଟା ମିଟର। ଏଇଟାକୁ କିଲୋମିଟରରେ ପ୍ରକାଶ କଲେ କେତେ ହବ ରେ? ଏଇଟାକୁ କିଲୋମିଟରରେ ପ୍ରକାଶ କଲେ 3 ଲକ୍ଷ ହବ, ବୁଝିହେଲା। ତାପରେ ହଉଛି ମନେ ରଖିବ, ଆଲୋକ ସରଳ ରେଖାରେ ଗତି କରେ। କୋଉଠି? ସରଳ ରେଖାରେ ଗତି କରେ, ବୁଝିହେଲା। ଆଲୋକ କେବେ ଦେଖିଛୁ କି ବାଙ୍କା ବାଙ୍କା ଯାଏ? ନା, ଆଲୋକ ସବୁବେଳେ ସିଧା ଯାଏ ହେଲା। ଲେଖିଦବା ଏଇଠି ପଏଣ୍ଟ, ଆଲୋକ ସରଳ ରେଖାରେ ଗତି କରେ। ଆଲୋକ ସରଳ ରେଖାରେ ଗତି କରେ, ତା ମାନେ କିଛି ବୁଝିହେଲାନି। ମୁଁ ବୁଝେଇ ଦଉଛି। ତୁମେ କେବେ ଦେଖିଛ କି ଆଲୋକ ଏମିତି ସାପ ହେଇକି ବାଙ୍କି ବାଙ୍କି ଯାଏ? ନା, ଆଲୋକ ସାପ ପରି ବାଙ୍କି ବାଙ୍କି ଯାଏନି ହେଲା। ଆଲୋକ ସରଳ ରେଖାରେ ଗତି କରେ। ଦେଖିଥିବ ଲେଜର ଲାଇଟ କି ଆଲୋକ ରଶ୍ମି ଗୁଡା ପୁରା ସିଧା ଯାଉଥିବ, ପୁରା ସିଧା ଯାଉଥିବ। ସେଇଟା କୋଉ କିସ କୁହାଯାଏ? ଆଲୋକର ସରଳ ରୈଖିକ ଗୁଣ, ବୁଝିହେଲା। ଏକ ମାର୍କ କ୍ୱେଶ୍ଚନ ପଡିଯିବ, ଆଲୋକ କିପରି ଗତି କରେ? ଆଲୋକ କିପରି ଗତି କରେ? ସରଳ ରେଖାରେ ଗତି କରେ, ବୁଝିହେଲା। ତାପରେ ମନେ ରଖିବ, ଆଲୋକର ଉଭୟ ତରଙ୍ଗ ଆଉ କଣିକା ଗୁଣ ରହିଛି ହେଲା। ଆଲୋକର ଉଭୟ ତରଙ୍ଗ ଆଉ କଣିକା ଗୁଣ ରହିଛି। ଏକ୍ସାମ୍ପଲ ଦେଇକି ବୁଝିବା। ଦେଖ, ଏଇଟା ହଉଛି ଗୋଟେ ହଉଛି କି ବହି ହେଲା। ଏଇଟା ହଉଛି ଗୋଟେ ବହି। ଏଇଠି ତୁମେ ଲାଇଟ ମାରୁଛ, ଅନ୍ଧାର ଅଛି ରୁମ ଟା ହେଲା, ଅନ୍ଧାର ଅଛି ରୁମ। ଏଇଟା ହଉଛି ବୁକ୍ ଗୋଟେ। ତେବେ ହଉଛି ଲାଇଟ ଟା ହଉଛି ଏଇ ବହି ଉପରେ ପଡିଲା ହେଲା। ଏ କାନ୍ଥ ଉପରେ ତ ପକେଇନ ତୁମେ, ଏପଟେ ହଉଛି କାନ୍ଥ ଅଛି, କାନ୍ଥ ଉପରେ ପକେଇନ, କିନ୍ତୁ ହଉଛି ଏପଟେ ବି ଟିକେ ଆଲୁଅ ଦିଶୁଥିବ ନା ନାଇଁ? କମ ହେଲେ ବି ଟିକେ ଦିଶୁଥିବ ନା ନାଇଁ? ଦିଶୁଥିବ। ତ ଜାଣିଲୁ କେମିତି ଏପଟେ ଆଲୁଅ ଆସୁଛି ବୋଲି? ଦିଶୁଛି ହେଲା। ତ ଆଲୋକଟା କେମିତି ଆସୁଛି? ଆଲୋକଟା ଏମିତି ପଡୁଥିଲା, କିନ୍ତୁ ହଉଛି କି ସବୁ ନା ଏଇଠି ଟିକେ ଖାଲି ବାଙ୍କି ଗଲା, ବୁଝିହେଲା। ଏଇଠି ଟିକେ ବାଙ୍କି ଗଲା, ବୁଝିହେଲା। ଏଇଟାକୁ କିସ କୁହାଯାଏ? ଏଇଟାକୁ କୁହାଯାଏ ଆଲୋକର ତରଙ୍ଗ ଗୁଣ, ବୁଝିହେଲା। ମାନେ ହଉଛି ଯେଠି ବାଧା ପାଇବ ସେ ହଉଛି କି ଟିକେ ବାଙ୍କି ଯାଏ, ଏଇଟାକୁ କୁହାଯାଏ କି ଆଲୋକର ବିକିର୍ଣ୍ଣ, ବୁଝିହେଲା। ଆଲୋକ ବାଙ୍କି ଯାଏ, ଏଇଟାକୁ କିସ କୁହାଯାଏ? ଆଲୋକର ବିକିର୍ଣ୍ଣନ ବା ହଉଛି ଏଇଟାକୁ ତରଙ୍ଗ ଗୁଣ କୁହାଯାଏ, ବୁଝିହେଲା। ଯାହା ପରେ ହଉଛି ତୁମକୁ ଏଇଠି ଦିଶୁଛି ହେଲା। ତ ମନେ ରଖିବ, ବେଶୀ କିଛି ନାହିଁ, ତୁମେ ଖାଲି ମନେ ରଖ ଆଲୋକର ତରଙ୍ଗ ଆଉ କଣିକା ଗୁଣ ରହିଛି, ବୁଝିହେଲା। ଆଲୋକର ତରଙ୍ଗ ଆଉ କଣିକା ଗୁଣ ରହିଛି, ଏହାକୁ କିସ କୁହାଯାଏ? ଏହାକୁ ହଉଛି ଆମର କୁହାଯାଏ ଆମର ଆଲୋକର ଦ୍ୱୈତ ପ୍ରକୃତି ହେଲା। ତ ଏଇଟା ଯଦି ମନେ ରଖିପାରିବ, ମନେ ରଖିବ। ତରଙ୍ଗ ଗୁଣଟାକୁ କିଏ ଦେଇଥିଲେ? ଆଲୋକର ତରଙ୍ଗ ଗୁଣଟାକୁ ଆମର ଦେଇଥିଲେ ଡି ବ୍ରୋଗ୍ଲି ହେଲା। ଆଉ କଣିକା ଗୁଣଟାକୁ ଦେଇଥିଲେ ଆଇନଷ୍ଟାଇନ।
ସରି ପ୍ଲାଙ୍କ ହେଲା। ବୁଝିପାରିଲ? ତାପରେ ହଉଛି ନେକ୍ସଟ ପଏଣ୍ଟ ହଉଛି ଆଲୋକର ଦୁଇଟା ଗୁଣ ରହିଛି ହେଲା, ଦୁଇଟା ଧର୍ମ ରହିଛି। ଯେମିତି ଆମର ହଉଛି ଆଲୋକର ଦୁଇଟା ଗୁଣ ରହିଛି, କିସ କିସ? ତରଙ୍ଗ କଣିକା ଗୁଣ, ଏଇଟାକୁ କିସ କୁହାଯାଏ? ଆଲୋକର ଦ୍ୱୈତ ପ୍ରକୃତି। ବୁଝିଲା, ଦୁଇଟା ପ୍ରକୃତି ରହିଛି ମାନେ ଦ୍ୱୈତ ପ୍ରକୃତି କୁହାଯାଉଛି। ସେମିତି ଆଲୋକର ଦୁଇଟା ନିୟମ ରହିଛି ହେଲା, ଦୁଇଟା ନିୟମ ରହିଛି, କିସ କିସ? ପ୍ରତିଫଳନ ନିୟମ, ପ୍ରତିସରଣ ନିୟମ। ବୁଝା ହେଲା? କିସ କିସ ପଢେଇଲି ଦେଖ ହେଲା, ଆଉ ଥରେ ରିଭିଜନ କରିଦଉଛି। ମୁଁ କହିଲି ଯେ ଆଲୋକ ହଉଛି କିସ? ଏକ ଶକ୍ତି ଯାହା ଆମକୁ ଦେଖିବାରେ ସାହାଯ୍ୟ କରେ। ଆଉ କିସ କହିଲି? ଆଲୋକ ହଉଛି ଶୂନ୍ୟରେ କେତେ ସ୍ପିଡରେ ଯାଏ? ଆଲୋକ ଶୂନ୍ୟରେ ମାନେ ହଉଛି ଯୋଉଠି ହାୱା ନଥାଏ ହେଲା, ଶୂନ୍ୟ ମାନେ କିସ? ବାୟୁରେ କିମ୍ବା ହଉଛି ଯୋଉଠି ହାୱା ନଥାଏ ହେଲା। ମନେ ରଖ ଆଲୋକର ବେଗ କେତେ? 3 × 10⁻⁸ ହେଲା, ମାନେ 3 ଲକ୍ଷ କିଲୋମିଟର ପାର ସେକେଣ୍ଡ। ବୁଝିହେଲା? 3 ଲକ୍ଷ କିଲୋମିଟର ପାର ସେକେଣ୍ଡ ବା ହଉଛି କିସ 3 × 10⁻⁸ ଯୋଉ ଅପସନ ଟା ପଡିଥିବ ସେଇଟାରେ ମାରବ। ବୁଝିହେଲା? ଏଇଟାରେ ଦେଖ ମିଟର, ମିଟରରେ ବାବୁ ହେଲା, ଏଠି ଭଲସେ ନହେଲେ କିଲୋମିଟର 3 × 10⁸ କରିଦେଇଥିବ, ଭୁଲ ହେଇଯିବ ହେଲା। ତାପରେ କିସ କହିଲି? ଆଲୋକ ସରଳ ରେଖାରେ ଗତି କରେ। ଆଲୋକ କିସ ପୁରା ସରଳ ରେଖାରେ ଗତି କରେ ହେଲା। ତାପରେ କିସ କହିଲି? ଆଲୋକର ଦୁଇଟା ଧର୍ମ ରହିଛି ବା ଦୁଇଟା ପ୍ରକୃତି ରହିଛି, କିସ କିସ? ଗୋଟା ହଉଛି ତରଙ୍ଗ, ଆଉ ଗୋଟା ହଉଛି କଣିକା। ବୁଝିହେଲା? ଏହାକୁ କିସ କୁହାଯାଏ? ଦ୍ୱୈତ ପ୍ରକୃତି କୁହାଯାଏ। ପରୀକ୍ଷାରେ ପଡିଯାଏ ଆଲୋକର ଦ୍ୱୈତ ପ୍ରକୃତି କାହାକୁ କୁହାଯାଏ? ଲେଖିଦବ। ଆଲୋକର ଉଭୟ ତରଙ୍ଗ ଓ କଣିକା ଗୁଣ ରହିଛି, ଏହାକୁ କିସ କୁହାଯାଏ? ଆଲୋକର ଦ୍ୱୈତ ପ୍ରକୃତି କୁହାଯାଏ। ବୁଝିହେଲା? ତାପରେ ହଉଛି ଆଲୋକର ଦୁଇଟା ନିୟମ ହେଲା, ଆଲୋକର ଦୁଇଟା ନିୟମ ରହିଛି। ତୁମର ଯେମିତି କିସ ଚାରିଟା ନିୟମ ରହିଛି, କାକ ସ୍ନାନ, ବକ ଧ୍ୟାନ, ଅଳପାହାଡି, ଆଉ କିସ ଶ୍ୱାନ ନିଦ୍ରା। ଗୋଟେ ହଉଛି ଆଲୋକର ଉତ୍ତମ ଛାତ୍ରର ଚାରିଟା ନିୟମ ରହିଛି ହେଲା, କାକ ସ୍ନାନ, ବକ ଧ୍ୟାନ, ସ୍ୱଳ୍ପାହାରୀ, ଶ୍ୱାନ ନିଦ୍ରା। ସେମିତି ହଉଛି ଆଲୋକର ଦୁଇଟା ନିୟମ ରହିଛି, କିସ କିସ? ପ୍ରତିଫଳନ ନିୟମ, ପ୍ରତିସରଣ ନିୟମ। ବୁଝିହେଲା? ସାର୍ ପ୍ରତିଫଳନ କିସ ବୁଝି ହଉନି ହେଲା, ପଢା ପଢା ଲାଗୁଛି। କିଛି ନାହିଁ, ମୁଁ ପଢେଇ ଦେଲେ ହଉଛି ସାଧା ଲାଗବ ହେଲା। ପ୍ରତିଫଳନ ହଉଛି କିସ କୁହ ନା? ତୁମେ ଦେଖିଥିବ ଲେଜର ଲାଇଟ ଗୋଟେ ଆଣ ହେଲା, ଏଇଟା ଗୋଟେ ଆଇନା। ବୁଝିହେଲା? ଏଇଟା ହେଲା ଏଇ ପେଜରେ କରୁଛି। ଏଇଟା ହଉଛି କି ତୁମର ଆଇନା ହେଲା, ସେଇ ଆଇନା ଯୋଉ ଆଇନାଟା ହଉଛି କି କେବେ ମିଛ କହେ ନା ହେଲା, ସେଇ ଆଇନା କଥା ବୁଝୁଛି ହେଲା। ପ୍ରତିଫଳନ କିସ, ପ୍ରତିସରଣ କିସ, ଏଇଠି ପୁରା ଆମେ କ୍ଲିୟର ବୁଝିଯିବା। ବୁଝିହେଲା? ପ୍ରତିଫଳନ କିସ ଜିନିଷ କହ ନା? ତୁମେ ଗୋଟେ କାମ କର, ତୁମେ ହଉଛି ଆଇନା ଆଣ ହେଲା। କୋଉ ଆଇନା ଆଣବ? ଯୋଉ ଆଇନାଟା ହଉଛି କି ମିଛ କହେ ନା ହେଲା, ଗୀତ ଗାଏ ନା ଆଇନା କେବେ ମିଛ କହେ ନା, ସେଇ ଆଇନା ହେଲା। ତେବେ ହଉଛି ତୁମେ ଲେଜର ଲାଇଟ, ଛୋଟବେଳେ ସେଇ 50 ଟଙ୍କିଆ ବାଲା ଲେଜର ଲାଇଟ ହଉଛି କିସ କିଣିଥାଉ, ସେଇ ଲେଜର ଲାଇଟ ଏଇ ଆଇନାରେ ପକାଅ। ବୁଝିହେଲା? ପକେଇଲ, ତେବେ ହଉଛି ଏଇଠି ଭିତରକୁ ପାରେଇ ଯିବ କି ଏପଟେ ପାରେଇ ଆସିବ କି ନା? ଏଇଟା ହଉଛି କି ଏପଟେ ଘୁରିଯିବ ହେଲା। ଏଇଟାକୁ କିସ କୁହାଯାଏ? ଆଲୋକର ପ୍ରତିଫଳନ। ବୁଝିହେଲା? କିନ୍ତୁ ପ୍ରତିସରଣ କିସ କହ? ପ୍ରତିସରଣ ହଉଛି ତୁମେ ଏଇଟା ହଉଛି ଗୋଟେ ହଉଛି କାଚ ଭିତରେ ହେଲା, ଗୋଟେ ହଉଛି ଏଇଟା ଆଇନା ନୁହଁ, କାଚ। କାଚର ହଉଛି ଲେଜର ଲାଇଟ ପକେଇଲ, ଏଇଟା ହଉଛି କିସ ହବ? ଏପଟେ ପାରେଇ ଯିବ ହେଲା। ଏଇଟାକୁ କିସ କୁହାଯାଏ? ପ୍ରତିସରଣ। ବୁଝିହେଲା? ଏଇଟାକୁ କିସ କୁହାଯାଏ? ପ୍ରତିସରଣ। ଗୋଟେ ଜିନିଷ ଯେତେବେଳେ ହଉଛି ଘୁରି ଆସେ ହେଲା, ଯୋଉଠୁ ପଠଉଛ ସେଠକୁ ଘୁରି ଆସିଲା, ସେଇ ମାଧ୍ୟମକୁ ଘୁରି ଆସିଲା, ସେଟାକୁ କୁହାଯାଏ ପ୍ରତିଫଳନ। ଆଉ ପ୍ରତିସରଣ ହଉଛି ଯେତେବେଳେ ତୁମେ ହଉଛି ଲାଇଟ ଟା ମାରୁଛ, ସେ ଲାଇଟ ଟା ପଶିକି ଅନ୍ୟ ମାଧ୍ୟମକୁ ଯାଉଛି, ସେଟାକୁ କିସ କୁହାଯାଏ? ପ୍ରତିସରଣ। ବୁଝିହେଲା? ତ ଦେଖ ପ୍ରତିସରଣ କାହାକୁ କୁହାଯାଏ ଲେଖିଦେଇଛି। ପ୍ରତିସରଣ ହଉଛି କିସ? ପ୍ରତିସରଣ ହଉଛି ସାର୍ ଆଲୋକ ଗୋଟିଏ ମାଧ୍ୟମରୁ ଆସି ସେଇ ମାଧ୍ୟମକୁ ଫେରି ଗଲେ ତାକୁ ପ୍ରତିସରଣ କୁହାଯାଏ। ପ୍ରତିଫଳନ କାହାକୁ, ପ୍ରତିଫଳନ କାହାକୁ କୁହାଯାଏ? ପ୍ରତିଫଳନ ହଉଛି ଆଲୋକ ଗୋଟିଏ ମାଧ୍ୟମରୁ ଆସି ସେଇ ମାଧ୍ୟମକୁ ଫେରିଗଲେ ଏହାକୁ ଆଲୋକର ପ୍ରତିଫଳନ କୁହାଯାଏ। ଯେମିତି ହଉଛି ଏଇଟା ହଉଛି କି ଲାଇଟ ମାନେ ଆମର ମିରର ହେଲା। ତ ମନେ ରଖ, ଆମେ ମିରର କେମିତି ବନେଇବା କୁହନା? ମିରର ମାନେ ଆଇନା କେମିତି ବନେଇବା କୁହନା? ଖାତା ପେପରରେ ଏମିତି ବନେଇବା ହେଲା, ଏମିତି। ଏଇଟା ହଉଛି ଆଇନା। ବୁଝିହେଲା? ଆଇନା ମାନେ ହଉଛି ଏଇପଟେ ହଉଛି କି ମୁହଁଟା ଦିଶିବ, ଏଇପଟେ ହଉଛି ପଡିଲେ ଲାଇଟ ମୁହଁ ଦିଶିବ, କିନ୍ତୁ ହଉଛି ଏପଟେ ମୁହଁ ଦିଶିବନି ହେଲା। ଏପଟେ ହଉଛି ପ୍ଲାଷ୍ଟିକ ଟା। ବୁଝିହେଲା? ଏପଟେ ହଉଛି ପ୍ଲାଷ୍ଟିକ ଟା। ତେବେ ଏଇଠି ଯଦି ତୁମେ ହଉଛି ଲେଜର ଲାଇଟ ବା ହଉଛି ଅଲଗା ଲାଇଟ ପକେଇଲ, ଏଠି ଲାଇଟ ପକେଇଲ, ନିହାତି ଘୁରିଯିବ ହେଲା। ଏଇଟାକୁ କିସ କୁହାଯାଏ? ଆଲୋକର ପ୍ରତିଫଳନ। ବୁଝିହେଲା? ଏଇପଟୁ ଆସିଲା ଲାଇଟ, କିସ ଏଠି ପଡିଲା, ତାପରେ ହଉଛି ଏପଟେ ପଳେଇଲା, ଏଟାକୁ କୁହାଯାଏ ଆଲୋକର ପ୍ରତିଫଳନ। ଆଉ ପ୍ରତିସରଣ କିସ ଜିନିଷ? ପ୍ରତିସରଣ ହଉଛି ଧରାଯାଉ ତୁମେ ହଉଛି ପାଣିରେ ଲାଇଟ ମାର, ଏଠି ଲାଇଟ ମାରିଲ ପାଣିରେ ବା କାଚ ଭିତରେ ହେଲା। ଏଠି ଏମିତି ଚିହ୍ନ ଦେବି କିରେ? ଏଠି ଏମିତି ଚିହ୍ନ ଦେବିନି, କାରଣ ହଉଛି କିସ ଲାଇଟ ଟା ପାରେଇ ଯିବ ହେଲା। ତାପରେ ହଉଛି କିସ କରିବା? ଲାଇଟ ଗୋଟେ ପକେଇଲେ, ଲାଇଟ ପକେଇଲି, ଆସିଲା ଲାଇଟ ହେଲା, ଲାଇଟ ପକେଇଲି। ତାପରେ ହଉଛି ଏଇଟା ହଉଛି କିସ କରିବ? ଏପଟେ ଘୁରିଯିବ ନା ହଉଛି ଏପଟେ ପାରେଇ ଯିବ? ପାରେଇ ଯିବ ହେଲା। ଏଇଟାକୁ କିସ କୁହାଯାଏ? ଏଇଟାକୁ କୁହାଯାଏ ହଉଛି ପ୍ରତିସରଣ। ବୁଝିହେଲା? ତେବେ ହଉଛି ଏଇ ଯେ ଆଇନାରେ ହେଲା କିଛି ଜିନିଷ ଅଛି, କିଛି ୱାର୍ଡ ଅଛି, ସେଗୁଡା ମନେ ରଖିବା ପାଇଁ ପଡିବ। ବୁଝିହେଲା?
ଏଇ ଯେ ମିରରରେ ହେଲା ବା ଆଇନାରେ ଦର୍ପଣରେ କିଛି ଜିନିଷ ଅଛି ସେଗୁଡା ମନେ ରଖିବା ପାଇଁ ପଡିବ। ଯେମିତି ହଉଛି ଆପତିତ ରଶ୍ମି କୋଉଟା, ପ୍ରତିଫଳିତ ରଶ୍ମି କୋଉଟା, ଆଉ ହଉଛି ଅଭିଲମ୍ବ କୋଉଟା ହେଲା। ଏଇ ଯେ ହଉଛି ଯୋଉ ଉପରେ ଲାଇଟ ପଡିଲା ସେଇଟାକୁ କିସ କୁହାଯାଏ, ପ୍ରତିଫଳନ ପୃଷ୍ଠ। ଲେଖି ଦଉଛି, ପ୍ରତିଫଳନ ପୃଷ୍ଠ କୋଉଟା, ଯାହା ଉପରେ ଲାଇଟ ପଡେ ଏଇଟା ହଉଛି କିସ ପ୍ରତିଫଳନ ପୃଷ୍ଠ। ବୁଝିହେଲା। ଆଉ ଯୋଉ ଲାଇଟ ଟା ଆସିଲା ମାନେ ହଉଛି ଏଇଠି ପଡିଲା ସେଇଟାକୁ କିସ କୁହାଯାଏ, ଆପତିତ ରଶ୍ମି। ଆପତିତ ରଶ୍ମି। ବୁଝିହେଲା। ଆଉ ହଉଛି ଯୋଉ ଲାଇଟ ଟା ହଉଛି ଫେରିଗଲା ସେଇଟାକୁ କିସ କୁହାଯାଏ, ପ୍ରତିଫଳିତ ରଶ୍ମି। ପ୍ରତିଫଳିତ ରଶ୍ମି। ବୁଝିପାରିଲ। ହେଲା। ତାପରେ ଏଇଠି ସେମିତି, ଏଇଟା ହଉଛି ମାଧ୍ୟମ ନା, ଏଇଟା ହଉଛି ମାଧ୍ୟମ। କି ମାଧ୍ୟମ, ଜଳ ମାଧ୍ୟମ ହେଲା। ତେବେ ଯୋଉ ଲାଇଟ ଟା ଆସିଲା ସେଇଟାକୁ କିସ ଆପତିତ ରଶ୍ମି। ଆଉ ହଉଛି ଯୋଉ ଲାଇଟ ଟା ହଉଛି ପଳେଇଲା ହେଲା, ପାସ୍ ହେଇଗଲା, ଏଠି ପ୍ରତିସରଣ ହେଇଛି ହେଲା, ତ ଫଳନ ପ୍ରତିଫଳିତ ରଶ୍ମି ହବନି, ଏଇଟା କିସ ହବ, ପ୍ରତିସରିତ ରଶ୍ମି ହବ। ପ୍ରତିସରିତ ରଶ୍ମି ହେଲା। ତାପରେ ହଉଛି ଯୋଉଟା ହଉଛି କିସ, ଅ ହେଲା, ଜାଣିଲ ଆପତିତ ରଶ୍ମି ପ୍ରତିଫଳିତ ରଶ୍ମି କୋଉଟା ଜାଣିଲ ହେଲା। ତେବେ ହଉଛି ଏଇଠି ଦେଖ, ଏଇଟା ହଉଛି କିସ ଦର୍ପଣ। ଏଇ ଦର୍ପଣକୁ ଗୋଟେ 90 ଡିଗ୍ରୀ, ବୁଝିହେଲା, 90 ଡିଗ୍ରୀ, ଦର୍ପଣକୁ 90 ଡିଗ୍ରୀ ଏଇଟାକୁ କିସ କୁହାଯାଏ, ଏଇଟା ହଉଛି ସତରେ ନଥାଏ କିନ୍ତୁ ହଉଛି ସେଟାକୁ କଳ୍ପନା କରାଯାଏ ହେଲା, ସେଇଟାକୁ କଣ କୁହାଯାଏ, ସେଟାକୁ କୁହାଯାଏ ଆମର ହଉଛି ଅଭିଲମ୍ବ। ବୁଝିହେଲା। ଏଇଟା ବି ସେଇ ଏହାକୁ 90 ଡିଗ୍ରୀ, ସମତଳ ପୃଷ୍ଠକୁ 90 ଡିଗ୍ରୀ କିସ କୁହାଯାଏ, ଅଭିଲମ୍ବ। ବୁଝିପାରିଲ, ଏଇଟାକୁ କିସ କୁହାଯିବ, ଅଭିଲମ୍ବ। ଏଇଟା ଗୋଟେ ହଉଛି କାଳ୍ପନିକ ରେଖା ଯୋଉଟା ହଉଛି ଦର୍ପଣକୁ ହଉଛି କିସ, ଆମର ହଉଛି ସମତଳ। ବୁଝିହେଲା, ଦର୍ପଣକୁ 90 ଡିଗ୍ରୀ ସେଇଟାକୁ କୁହାଯାଏ ଆମର ହଉଛି ଅଭିଲମ୍ବ। ବୁଝିପାରିଲ, ଆପତିତ ରଶ୍ମି କୋଉଟା, ପ୍ରତିଫଳିତ ରଶ୍ମି କୋଉଟା, ଅବିଲମ୍ବ କୋଉଟା, ବୁଝିହେଲାନି। ତୁମେ ହଉଛି ଗୋଟେ କାମ କର, ଏଇଟା ହଉଛି ମିରର ହେଲା, ଏଇଟା ହଉଛି ମିରର, ଏଇଟା ହଉଛି କିସ, ଲାଇଟ। ଲାଇଟ ହଉଛି ଲେଜର ଲାଇଟ ମାରିଲ ଏଇଠି, ଲେଜର ଲାଇଟ ମାରିଲ, ଏଇ ଯେ ଲାଇଟ ଟା ଆସିକି ଏଇଠି ପଡିଲା ସେଇ ରଶ୍ମିଟାକୁ କିସ କୁହାଯାଏ, ସେଇ ରଶ୍ମିଟାକୁ କୁହାଯାଏ ହଉଛି ଆପତିତ ରଶ୍ମି। ତାପରେ ଏଇଠି ବାଜିକି କିସ ଘୁରିଯିବ, ଘୁରିଗଲା, ଏଇଠୁ କିଛି ଆସିକି ଘୁରିଗଲା, ସେଇଟାକୁ କିସ କୁହାଯାଏ, ପ୍ରତିଫଳିତ ରଶ୍ମି ହେଲା। ତାପରେ ଏଇଟା ଯଦି ମିରର ହବ ହେଲା, ଏଇ ମିରରକୁ ଗୋଟେ 90 ଡିଗ୍ରୀ ବନେଇଦବ, ବୁଝିହେଲା, ସେଇଟାକୁ କିସ କୁହାଯାଏ, ଅଭିଲମ୍ବ। ବୁଝିହେଲା, 90 ଡିଗ୍ରୀ ହଉଛି କିସ, ଅଭିଲମ୍ବ। ସେଇଟା ଆକ୍ଚୁଆଲି ଦର୍ପଣରେ ସତରେ ତୁମେ ଦେଖିପାରିବନି, ସେଟା ଗୋଟେ କିସ କାଳ୍ପନିକ, ମାନେ ହଉଛି ସେଟା ଅନୁମାନ କରାଯାଏ ହେଲା, ଏଇଟାକୁ କିସ କୁହାଯାଏ, ଅଭିଲମ୍ବ। ବୁଝିପାରିଲ। ଅଲ କ୍ଲିୟର। ଆପତିତ ରଶ୍ମି କି ଏଇଟା, ପ୍ରତିଫଳିତ ରଶ୍ମି କୋଉଟା ଜାଣିପାରିଲ ହେଲା। ତ କିସ ଲେଖିଛି ପ୍ରତିଫଳନରେ, ଆଲୋକ ଗୋଟିଏ ମାଧ୍ୟମରୁ ଆସି ସେଇ ମାଧ୍ୟମକୁ ଫେରିଗଲେ ଏହାକୁ ଆଲୋକର ପ୍ରତିଫଳନ କୁହାଯାଏ ହେଲା। ଦେଖ ନା, ଏଇଟା ହଉଛି କି ମାଧ୍ୟମ, ତୁମେ ବାୟୁରେ ଥାଇ ହଉଛି ଲାଇଟ ମାରୁଛ ନା ହେଲା, ସେଇ ମାଧ୍ୟମ ଯୋଉ ମାଧ୍ୟମରୁ ମାରୁଛ ଲାଇଟ ଟା ପଡିକି ସେଇ ମାଧ୍ୟମକୁ ଫେରିଗଲା, ସେଇ ବାୟୁକୁ ହିଁ ଫେରିଗଲା, ଏଟାକୁ କିସ କୁହାଯାଏ, ପ୍ରତିଫଳନ। କିନ୍ତୁ ହଉଛି ପ୍ରତିସରଣ ବେଳେ ହେଲା, ଏଇଟା ହଉଛି ପାଣିର ହଉଛି ଉପରଟା ହେଲା, ଏଇଠି ଲାଇଟ ମାରଲ, ବାୟୁରୁ ଲାଇଟ ଟା ମାରଲ, ଏଇଠି ବାଜିକି କିସ ପାଣି ଭିତରକୁ ପଳେଇଲା ହେଲା। ତେବେ ହଉଛି ଆଉ ଗୋଟେ ମାଧ୍ୟମ, ବାୟୁ ମାଧ୍ୟମରୁ ଆସିକି କିସ, ଏଠୁ ବାୟୁରୁ ଆସିକି ଏଇ ମାଧ୍ୟମର ନାମ କିସ, ବାୟୁ ମାଧ୍ୟମ ଆସିକି କିସ ପାଣି ମାଧ୍ୟମକୁ ପଳେଇଲା, ଏଇଟା କିସ କୁହାଯାଏ, ପ୍ରତିସରଣ। କୁହାହେଇଛି ନା, ପ୍ରତିସରଣ ହଉଛି କିସ, ଗୋଟିଏ ମାଧ୍ୟମରୁ ଆସିକି ଅନ୍ୟ ମାଧ୍ୟମକୁ ପ୍ରବେଶ କଲେ ଏହାକୁ ପ୍ରତିସରଣ କୁହାଯାଏ। ବୁଝିପାରିଲ। ହେଲା। ଭେରି ଗୁଡ। ତାପରେ ପଢବା ହଉଛି ହେଲା, ଭେରି ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ, ସର୍ଟ କ୍ୱେଶ୍ଚନ, ପ୍ରତିଫଳନର ଦୁଇଟା ନିୟମ କୁହ ହେଲା, ପ୍ରତିଫଳନର ଦୁଇଟା ନିୟମ, ପ୍ରତିସରଣର ଦୁଇଟା ନିୟମ। ବୁଝିହେଲା। କହିଦେବା, ଟେନସନ ନିଅନି ହେଲା। ପ୍ରତିଫଳନର ଦୁଇଟା ନିୟମ ପଡେ ପରୀକ୍ଷାରେ ହେଲା, ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ, ବହୁତ ସାଧା କ୍ୱେଶ୍ଚନ, ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ। ଦୁଇଟା ପଏଣ୍ଟ ଏଇନା ହିଁ ଚୁଟକିରେ ମନେ ରଖିଦବ ହେଲା। ପ୍ରତିଫଳନର ଦୁଇଟା ନିୟମ ହଉଛି, ଆମର ଦେଖୁନା ବାବୁ, ଏଇଟା ହଉଛି କିସ, ଦର୍ପଣ। ଏଇଟା ହଉଛି କିସ, ଦର୍ପଣ ହେଲା, ସିଧା ହେଇଥାନ୍ତା। ବୁଝିହେଲା। ଏଇଟା ହଉଛି କିସ, ଅଭିଲମ୍ବ। ବୁଝିହେଲା। ତୁମେ ପ୍ରତିଫଳନର ଦୁଇଟା ନିୟମ ହଉଛି କିସ କନା, ଆପତିତ ଫାର୍ଷ୍ଟ ନିୟମ କହୁଛି ହେଲା, ଏଇଟା ହଉଛି କିସ, ଆପତିତ ରଶ୍ମି। ତାପରେ ହଉଛି ଏଇଟା କିସ, ପ୍ରତିଫଳିତ ରଶ୍ମି ହେଲା। ତେବେ ଏଇଟା ହଉଛି କିସ କନା, ଏଇ ଯେ କୋଣଟା ହେଲା, ଏଇ ଅଭିଲମ୍ବ ଆଉ ଆପତିତ ରଶ୍ମି ଭିତରେ କୋଣଟା ହେଲା, ସେଇଟାକୁ କିସ କୁହାଯାଏ, ଆଇ କୁହାଯାଏ ହେଲା, ସେଇଟାକୁ କିସ କୁହାଯାଏ, ଆଇ ବା ହଉଛି ଏଙ୍ଗେଲ ଅଫ ଇନସିଡେନ୍ସ। ବୁଝିହେଲା। ଇନସିଡେନ୍ସ ମାନେ ହଉଛି ଆପତିତ ରଶ୍ମି। ବୁଝିହେଲା। ଆଉ ହଉଛି ଏଇ କୋଣଟାକୁ କିସ କୁହାଯାଏ, ଏଇ କୋଣଟାକୁ, ଅଭିଲମ୍ବ ଆଉ ହଉଛି ପ୍ରତିଫଳିତ ରଶ୍ମି ଭିତରେ କୋଣଟାକୁ କିସ କୁହାଯାଏ, ଆର ବା ହଉଛି କିସ, ଆମର ହଉଛି ଏଙ୍ଗେଲ ଅଫ ରିଫ୍ଲେକ୍ସନ ହେଲା। ତ ମନେ ରଖ, ଏଇଟାକୁ ଓଡିଆରେ କୁହାଯାଉଛି ଆପତନ କୋଣ, ଏଇଟାକୁ କିସ କୁହାଯାଏ, ପ୍ରତିଫଳନ କୋଣ। ବୁଝିହେଲା। ତ ଏଇଟା ସବୁବେଳେ ସମାନ ହବ। ବୁଝିହେଲା, ଏଇଟା ସବୁବେଳେ ସମାନ ହବ। ବୁଝିପାରିଲ। ଆପତନ କୋଣ, ପ୍ରତିଫଳନ କୋଣ ପରସ୍ପର ସମାନ, ଏଇଟା ହଉଛି ପ୍ରଥମ ନିୟମ। ବୁଝିହେଲା। ତ ଯଦି ଏଇଠି ହଉଛି ସମାନ ହେଲା, ସେମିତି ଏଇଟା ଗୋଟେ ମିରର, ତୁମେ ହଉଛି କିସ, ଏଇଟା ହଉଛି ଅବିଲମ୍ବ, ଲାଇଟ ଟାକୁ ଏମିତି ତେରଛା ପକେଇଲ, ବୁଝିହେଲା, ଏଇଠୁ ତେରଛା ବାହାରିକି ଯିବ, ମାନେ ଏଇ କୋଣଟା ସବୁବେଳେ ସମାନ ହବ। ବୁଝିହେଲା। ତୁମେ ଯୋଉ ପଟୁ ଲାଇଟ ପକାଅ, ଏଇ ପଟୁ ପକାଅ ହେଲା, ଏପଟେ ବାହାରିବ, ମାନେ ଏଇଟା ଏଇଟା ସମାନ ହବ। ଏଇପଟୁ ପକାଅ,
এইପଟେ ବାହାରି ଯିବ ବୁଝିଗଲା। ଯେତେବେଳେ ତୁମେ 90 ଡିଗ୍ରୀରେ ପକେଇବ ଲାଇଟ୍, ସେତେବେଳେ 90 ଡିଗ୍ରୀ ହିଁ ବାହାରିବ। ତୁମେ ଦେଖ ନା ଗୋଟେ ଲାଇଟ୍ ଟାକୁ, ହେଲା ଗୋଟେ ଲାଇଟ୍ କୁ ଗୋଟେ ମିରରରେ ପୁରା ସିଧା, ପୁରା ସିଧାରେ ପକାଅ, ଏମିତି ପୁରା ଟର୍ଚ୍ଚ କର ହେଲା, ତେବେ ହଉଛି ଯୋଉ ପଟୁ ଯାଇଥିବ ସେଇପଟେ ଘୁରି ଆସେ ନା ନାଇଁ? ଘୁରି ଆସେ। ମାନେ ଆପତନ କୋଣ କେତେ? 0। ପ୍ରତିଫଳନ କୋଣ ବି କେତେ? 0 ଡିଗ୍ରୀ। ବୁଝିହେଲା? ଭେରି ଗୁଡ। ହେଲା, ତାପରେ ଦେଖ ହଉଛି ପ୍ରତିଫଳନ ହଉଛି କିସ, ଆଉ ଗୋଟେ ପଏଣ୍ଟ, ଆଉ ଗୋଟେ ପଏଣ୍ଟ ହଉଛି, ଦୁଇଟା ପଏଣ୍ଟ କହିଲି, ଗୋଟେ ପଏଣ୍ଟ କହିଦେଲି ହେଲା। ଦୁଇଟା ପଏଣ୍ଟ ହଉଛି, ପ୍ରଥମ ପଏଣ୍ଟ ହଉଛି ଆପତନ କୋଣ ପ୍ରତିଫଳନ କୋଣ ପରସ୍ପର ସମାନ, ବା ତାକୁ ଆଇ ମେଜରମେଣ୍ଟ ଆଙ୍ଗେଲ ଆଇ ଇକ୍ୱାଲ ଟୁ ମେଜରମେଣ୍ଟ ଆଙ୍ଗେଲ ଆର ଲେଖିଦେଲେ ବି ହବ। ବୁଝିହେଲା? ତାପରେ ହଉଛି ସେକେଣ୍ଡ ପଏଣ୍ଟ ହଉଛି ଆପତିତ ରଶ୍ମି। ହେଲା ଦେଖ, ଆପତିତ ରଶ୍ମି, ପ୍ରତିଫଳିତ ରଶ୍ମି ଆଉ ଅଭିଲମ୍ବ ଗୋଟେ ସମତଳରେ ରହୁଛନ୍ତି ନା ନାଇଁ? ଗୋଟେ ସମତଳରେ ରହୁଛନ୍ତି। ବୁଝିହେଲା? ଦୁଇଟା ପଏଣ୍ଟ ହେଇଗଲା। ତାପରେ ହଉଛି ପ୍ରତିସରଣର ଦୁଇଟା ନିୟମ ପଢିଦବା। ପ୍ରତିସରଣର ହଉଛି ଦୁଇଟା ନିୟମ ଦେଖ, ଏଇଟା ହଉଛି କିସ, ଆମର ହଉଛି ପ୍ରତିସରଣ ପୃଷ୍ଠ ହେଲା। ତେବେ ହଉଛି ଲାଇଟ୍ ଆସିଲା, ତାପରେ ହଉଛି କିସ ପଳେଇଲା। ତାପରେ ହଉଛି ଏଇଟା ହଉଛି ଅବିଲମ୍ବ ହେଲା, ଅବିଲମ୍ବ। ତେବେ ହଉଛି ପ୍ରଥମ ନିୟମ ହଉଛି ଆପତିତ ରଶ୍ମି, ପ୍ରତିସରିତ ରଶ୍ମି ହେଲା, ଏଇଟା କିସ କୁହାଯାଏ? ପ୍ରତିସରିତ ରଶ୍ମି ଆଉ ଅଭିଲମ୍ବ ଗୋଟେ ସମତଳରେ ରହୁଛନ୍ତି। ଏଇଟା ଗୋଟେ ସମତଳ ନା ନାଇଁ? ଗୋଟେ ସମତଳରେ ରୁହନ୍ତି ହେଲା। ତାପରେ ହଉଛି ଏଇଟା ହଉଛି କିସ, ଆମର ହଉଛି ଏଙ୍ଗେଲ ଅଫ ଇନସିଡେନ୍ସ, ମାନେ ହଉଛି କିସ, ଆମର ଆପତନ କୋଣ। ଆଉ ଏଇଟା ହଉଛି ଏଙ୍ଗେଲ ଅଫ ରିଫ୍ରାକ୍ସନ ବା ହଉଛି କିସ, ପ୍ରତିସରଣ କୋଣ ହେଲା। ତ ମନେ ରଖିବ, ସେକେଣ୍ଡ ପଏଣ୍ଟ ହଉଛି ସାଇନ ଆଇ ହେଲା, ବା ହଉଛି କିସ, ଆମେ ଯଦି ଏଇ କୋଣର ସାଇନ ନେବା ଆଉ ହଉଛି ଏଇ କୋଣର ସାଇନ ନେବା, ସେଇଟା ଗୋଟେ କିସ ନିର୍ଦ୍ଦିଷ୍ଟ ସ୍ଥିରାଙ୍କ ବାହାରିବ। ବୁଝିହେଲା? ମାନେ ହଉଛି କନଷ୍ଟାଣ୍ଟ ବାହାରିବ। ବୁଝିପାରିଲ? ଆଉ ଯୋଉମାନେ ବୁଝିପାରୁନ, ସାଇନ ଆଇ ଇକ୍ୱାଲ ଟୁ ସାଇନ ଆଇ ବାଇ ସାଇନ ଆର ଇକ୍ୱାଲ ଟୁ କିସ, ସ୍ଥିରାଙ୍କ। ଏଇଟା ମନେ ରଖ। ଦୁଇଟା ପଏଣ୍ଟ, ଛୋଟ ଛୋଟ ପଏଣ୍ଟ ହେଲା, ତ ମନେ ରହିବ ଆଶା କରୁଛି। ତାପରେ ଚାଲ, ତାପରେ ପଢବା ହଉଛି କି ଦର୍ପଣ ବିଷୟରେ ପଢବା। ଦର୍ପଣ ମାନେ ହଉଛି କି ଆଇନା ହେଲା। ଯୋଉ ଆଇନା ହଉଛି କେବେ ମିଛ କହେ ନା, କହ ନା ଗୀତ ଗାଉ, ଆଇନା କେବେ ମିଛ କହେ ନା, ସେଇ ଦର୍ପଣ ବିଷୟରେ ପଢବା ହେଲା। ସେଇ ଆଇନା ବିଷୟରେ ପଢବା। ଦର୍ପଣ ହଉଛି କିସ ଜିନିଷରେ ଯୋଉଟା ହଉଛି ମୁହଁ ଦିଶା ହେଲା, ଯୋଉଟା ହଉଛି କିସ, ତୁମେ ଦର୍ପଣ ଦେଖିକି ଏମିତି ଚୁଟିଟାକୁ ନେଇଦିଅ ହେଲା, ସେଇଟା ହଉଛି କିସ ଦର୍ପଣ। ତେବେ ହଉଛି ଦର୍ପଣ ବି ଦୁଇ ପ୍ରକାର। ଦୁଇ ପ୍ରକାର ଦର୍ପଣ, କେତେ ପ୍ରକାର? ଦୁଇ ପ୍ରକାର। ଗୋଟେ ହଉଛି ସମତଳ ଦର୍ପଣ, ବୁଝିଲା, ଯୋଉଟା କହୁଛି ତୁମେ ଘରେ ବ୍ୟବହାର କର ହେଲା, ଧରେ 30 ଟଙ୍କା 40 ଟଙ୍କା ବାଲା ଦର୍ପଣ ବ୍ୟବହାର କରାଯାଏ, ସେଇଟା ହଉଛି କିସ ସମତଳ ଦର୍ପଣ। ଆଉ ଗୋଟେ ହଉଛି ବର୍ତ୍ତୁଳାକାର ଦର୍ପଣ, ବର୍ତ୍ତୁଳାକାର ଦର୍ପଣ ହେଲା। ତ ଲେଖବା, ସମତଳ ଦର୍ପଣ କାହାକୁ କୁହାଯାଏ, ବର୍ତ୍ତୁଳାକାର ଦର୍ପଣ କାହାକୁ କୁହାଯାଏ? ବୁଝିଲା? ଭେରି ସିମ୍ପଲ ଡେଫିନେସନ। ସମତଳ ହଉଛି କିସ, ଯାହାର ପ୍ରତିଫଳନ ପୃଷ୍ଠ, ପ୍ରତିଫଳନ ପୃଷ୍ଠ ମାନେ କିସ, ଯୋଉଠି ହଉଛି ଲାଇଟ ଟା ପଡିବ, ମାନେ ଯୋଉଠି ମୁହଁଟା ଦିଶିବ, ସେଇଟା ଯଦି ପ୍ଲେନ ଥିବ, ତେବେ ହଉଛି କିସ, ସେଇଟା ସମତଳ ଦର୍ପଣ। ଆଉ ହଉଛି ଯୋଉଠି ମୁହଁଟା ଦିଶେ, ସେଇଟା ଯଦି ପ୍ଲେନ ନଥାଇକି ଏମିତି ହେଇଥିବ ହେଲା, ଏମିତି ଭିତରକୁ ପଶି ଯାଇଥିବ, ବୁଝିଲା, ଏମିତି ଭିତରକୁ ପଶି ଯାଇଥିବ, କିମ୍ବା ହଉଛି କିସ ଏମିତି ଫୁଲି ଯାଇଥିବ, ଏମିତି ଫୁଲି ଯାଇଥିବ, ସେଇଟା ହଉଛି କିସ ବର୍ତ୍ତୁଳାକାର ଦର୍ପଣ। ବୁଝିହେଲା? ଚିତ୍ର କରି ବୁଝେଇ ଦଉଛି ଦେଖ। ସମତଳ ଦର୍ପଣ ହଉଛି ଯାହାର ପ୍ଲେନ ଥିବ, ବୁଝିଲା, ଏଇଟା ଦେଖ ପ୍ଲେନ, ଏଇଟା ଗୋଟେ ମାନେ ଦର୍ପଣ, ତାର ପ୍ଲେନ ଅଛି, ଏଇଟା ହଉଛି ପ୍ଲେନ ଅଛି ହେଲା, ସେଇଟା ହଉଛି ସମତଳ ଦର୍ପଣ। କିନ୍ତୁ ହଉଛି ବର୍ତ୍ତୁଳାକାର ଦର୍ପଣ ହଉଛି କି ସବୁ, ମାନେ ଯୋଉଟା ହଉଛି ଏମିତି ଖାଲିଆ ଥିବ, ମାନେ ଟିକେ ଫୁଲି ହେଇଥିବ, ମାନେ ବୃତ୍ତର ଅଂଶ ହେଲା। ମାନେ ହଉଛି ଗୋଟେ ବୃତ୍ତ ନିୟ, ଏଇ ବୃତ୍ତଟାକୁ କାଟି ଦିଅ ହେଲା, ଏଇ ବୃତ୍ତଟାକୁ କାଟିଦେଲେ ଏଇ ଅଂଶଟା ହଉଛି କି ଗୋଟେ ବର୍ତ୍ତୁଳାକାର ଦର୍ପଣ। ଯେମିତି ଏଇଟା ହଉଛି ଗୋଟେ ବର୍ତ୍ତୁଳାକାର ଦର୍ପଣ, ୟାର ଅଂଶଟା ପ୍ଲେନ ଅଛି କି ନା, ୟାର ହଉଛି ଖାଲୁଆ ଅଛି ହେଲା। ଏଇଟା ହଉଛି ବର୍ତ୍ତୁଳାକାର, ୟାର ଦର୍ପଣର ଅଂଶ ମାନେ ପ୍ରତିଫଳନ ପୃଷ୍ଠଟା କି ସବୁ ବର୍ତ୍ତୁଳାକାର, ମାନେ ବୃତ୍ତର ଅଂଶ। ଏଇ ପ୍ରତିଫଳନ ପୃଷ୍ଠଟା ହଉଛି, ଏଇଠି ହଉଛି ମୁହଁ ଦିଶିବ ହେଲା। ଏଇ ପ୍ରତିଫଳନ ପୃଷ୍ଠଟା କି ସବୁ ବୃତ୍ତର ଅଂଶ, ତେଣୁ ହଉଛି ଏଇଟା ହଉଛି ବର୍ତ୍ତୁଳାକାର। ସେମିତି ଆଉ ଗୋଟେ ହଉଛି, ଏଇଟା ବି ତାର ପ୍ରତିଫଳନ ପୃଷ୍ଠ କି ସବୁ ବୃତ୍ତର ଅଂଶ, ତେବେ ହଉଛି ଏଇଟା ବି କି ସବୁ ବର୍ତ୍ତୁଳାକାର ଦର୍ପଣ। ଭେରି ଗୁଡ, ବୁଝିଗଲା ହେଲା। ତେବେ ହଉଛି କିସ କନା, ସମତଳ ଦର୍ପଣ ହଉଛି ଯୋଉ ଦର୍ପଣର ପ୍ରତିଫଳନ ପୃଷ୍ଠ ସମତଳ, ବୁଝିଲା। ଆଉ ବର୍ତ୍ତୁଳାକାର ଦର୍ପଣ ହଉଛି ଯୋଉ ଦର୍ପଣର ପ୍ରତିଫଳନ ପୃଷ୍ଠ ବର୍ତ୍ତୁଳାକାର, ତାକୁ ହଉଛି ବର୍ତ୍ତୁଳାକାର ଦର୍ପଣ କୁହାଯାଏ। ବୁଝିଲା? ତ ମନେ ରଖ, ସମତଳ ଦର୍ପଣରେ ସୃଷ୍ଟି ହଉଥିବା ପ୍ରତିବିମ୍ବର ପ୍ରକୃତି କିପରି ହେଲା। ଏଇଟା ଗୋଟେ ଭେରି ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ, 2 ମାର୍କ ସର୍ଟ କ୍ୱେଶ୍ଚନ ପଡେ ପରୀକ୍ଷାରେ ହେଲା। ସମତଳ ଦର୍ପଣରେ ଯେ ପ୍ରତିବିମ୍ବ ସୃଷ୍ଟି ହୁଏ, ମାନେ ହଉଛି ସମତଳ ଦର୍ପଣରେ ଯେ ତୁମର ଫଟୋଟା ତିଆରି ହୁଏ, ସେଟା ଦେଖିବା ପାଇଁ କେମିତି ହେଲା, ଦେଖିବା ପାଇଁ କେମିତି, ସିଧା ନା ବାଙ୍କା ତିଆରି ହେଇଥାଏ? ଏଇଟା ଯଦି ତୁମର ଆଇନା ହେଲା, ଏଇଟା ଯଦି ତୁମର ଆଇନା, ବୁଝିହେଲା? ଦେଖ, ଏଇଟା ହଉଛି ଯଦି ମୋବାଇଲ ଟା ହଉଛି ମୋର ଆଇନା, ଏଇଠି ଯଦି ମୁଁ କିସ ମୋର ଫଟୋ ଦେଖିବି ହେଲା, ସିଧା ଥିବ ନା ଉଲ୍ଟି ହେଇଥିବ କଣ? ଏଇ ପେନ୍ ଟା ହଉଛି, ଏଇଠି ହଉଛି ଧରାଯାଉ ଏଇଟା ହଉଛି ମିରର ହେଲା, ଏଇଟା ହଉଛି କିସ ମିରର, ଏଇଟା ହଉଛି ଆମର ମିରର ହେଲା, ଏଇଟା ହଉଛି ମିରର। ଏଇ ପେନ୍ ଟାକୁ ଯଦି ୟାର ଆଗରେ ରଖୁଛି ହେଲା, ୟାର ଆଗରେ ରଖୁଛି ପେନ୍ ଟାକୁ, ୟାର ଆଗରେ ରଖିଲି ପେନ୍ ଟାକୁ, ଯଦି ଏଇଠି ଯେ ଫଟୋଟା ତିଆରି ହବ, ଏଇ ଯେ ପେନ୍ ଟା ଦେଖ ସିଧା ତିଆରି ଛିଡା ହେଇଛି ହେଲା, ଏଇଟା ଉଲ୍ଟା ହବ ନା, ଏଇଠି ଫଟୋ ଯେ ଦିଶିବ ଉଲ୍ଟା ଦିଶିବ ନା ହଉଛି ସିଧା ଦିଶିବ? ସିଧା ଦିଶିବ।
ତେବେ ହଉଛି ବର୍ତ୍ତୁଳାକାର ଦର୍ପଣ ନାହିଁ, ସରି ସମତଳ ଦର୍ପଣରେ ହଉଛି ପ୍ରତିବିମ୍ବ କିସ ସୃଷ୍ଟି ହବ, ସିଧା ପ୍ରତିବିମ୍ବ ସୃଷ୍ଟି ହବ। ତାପରେ ହଉଛି ଏଇଟା ଧରାଯାଉ ଆଇନା, ଏଇଟା ହଉଛି କିସ ଆମର ହଉଛି ଆମ୍, ମାନେ ବସ୍ତୁ ବା ହଉଛି ପେନ୍। ତେବେ ଏଇଠି ଯେ ସୃଷ୍ଟି ହବ ଏଇ ଜିନିଷର ମାନେ ହଉଛି କି ଆକାର ଆଉ ଏଇ ପ୍ରତିବିମ୍ବର ଆକାର ସମାନ ଥିବ ନା ନାଇଁ? ସମାନ ଥିବ। ଭେରି ଗୁଡ। ତୁମେ ଗୋଟେ କାମ କର ହେଲା, ଏଇଟା ହଉଛି ତୁମର ଘରର ଆଇନା, ଏଠି ତୁମେ ଛିଡା ହେଲ। ଏଇଠି ତୁମେ ଯେତିକି ବଡ ଛିଡା ହେଇଛ, ଏଠି ବି ତୁମର ହାଇଟ ଟା ସେତିକି ବଡ ଥିବ ନା ହଉଛି ଡେଙ୍ଗା ହେଇଥିବ? ସେତିକି ବଡ ଥିବ ହେଲା। ନହେଲେ ଦେଖ ଗୋଟେ କାମ କର, ମୁହଁଟା ହଉଛି ପାଖକୁ ନେଇକି ଆସ ହେଲା। ପାଖକୁ ନେଇକି ଆସିବ, ଦେଖିବ ମୁହଁଟା ବଡ ହେଇযাব ହେଲା। ନହେଲେ ହଉଛି କିସ ତୁମେ ଦର୍ପଣରେ ଛିଡା ହେଇକି, ଏଇଆ ହଉଛି ତୁମର ହଉଛି ବଡ ହଉଛି ଆଇନା ଅଛି ହେଲା। ଏଇଠି ହଉଛି ତୁମେ ଛିଡା ହେଇଛ, ଏଇଠି ତୁମେ କିସ ଛିଡା ହେଇଛ ଆଗରେ, ଆଇନା ଆଗରେ। ତେବେ ତୁମେ ମାପିକି ଦେଖ ନା, ଏମିତି ମାପିକି ଦେଖ। ଦେଖ ତୁମର ହାଇଟ ଯେତିକି ପ୍ରତିବିମ୍ବର ହାଇଟ ମଧ୍ୟ ସେତିକି ହେବ, ବୁଝିହେଲା। ତେବେ ହଉଛି ବସ୍ତୁର ଆକାର ଆଉ ପ୍ରତିବିମ୍ବର ଆକାର ସମାନ ହେଲା। ତାପରେ ହଉଛି ତୁମେ ଯେତିକି ଦର୍ପଣ ଠାରୁ ଯେତିକି ଦୂରରେ ଛିଡା ହେଇଥିବ ହେଲା, ଏଇଟା ଧରାଯାଉ ଦର୍ପଣ ହେଲା। ତୁମେ ଏତିକି ଦୂରରେ ଛିଡା ହେଇଛ, ବୁଝିହେଲା। ତେବେ ହଉଛି ପ୍ରତିବିମ୍ବଟା ଦର୍ପଣ ପଛଆଡେ ସେତିକି ଦୂରରେ ତିଆରି ହବ, ବୁଝିହେଲା। ଏପଟେ ଯେତିକି ଦୂରତା ଅଛି ପ୍ରତିବିମ୍ବର ଦୂରତା ବି କିସ ସେତିକି ଦୂରତା ହବ, ବୁଝିପାରିଲ। ଭେରି ଗୁଡ। ତାପରେ ଏଇଠି ହଉଛି କିସ ହବ ନା, ଆମର ହଉଛି ବାସ୍ତବ ପ୍ରତିବିମ୍ବ ସୃଷ୍ଟି ହୁଏ କି ନା, ଏଠି ହଉଛି କିସ ଆଭାସୀ ପ୍ରତିବିମ୍ବ ବା ହଉଛି କିସ ଅବାସ୍ତବ ପ୍ରତିବିମ୍ବ ସୃଷ୍ଟି ହୁଏ। ଅବାସ୍ତବ ହେଲା, ଏଠି ପ୍ରତିବିମ୍ବ କେମିତି ସୃଷ୍ଟି ହୁଏ? ଅବାସ୍ତବ। ଅବାସ୍ତବ ମାନେ ହଉଛି କିସ ନା, ଯୋଉ ପ୍ରତିବିମ୍ବଟା ହଉଛି ମାନେ ହଉଛି କିସ ଦର୍ପଣ ପଛଆଡେ ସୃଷ୍ଟି ହୁଏ। ଦର୍ପଣ ପଛଆଡେ ଯୋଉ ପ୍ରତିବିମ୍ବଟା ସୃଷ୍ଟି ହୁଏ ତାକୁ କଣ କୁହାଯାଏ? ଅବାସ୍ତବ, ବୁଝିହେଲା। ଦର୍ପଣ ପଛଆଡେ, ଏଇଟା ହଉଛି ଦର୍ପଣ ହେଲେ, ଏଇଠି ତୁମେ ଯଦି ଛିଡା ହେଇଛ ପ୍ରତିବିମ୍ବଟା ଦର୍ପଣ ପଛଆଡେ ସୃଷ୍ଟି ହଉଛି ନା ହଉଛି ଆଗୁଆଡେ ସୃଷ୍ଟି ହଉଛି କୁହ ନା? ପଛଆଡେ ସୃଷ୍ଟି ହଉଛି। ଏଇଟାକୁ କିସ କୁହାଯାଏ? ଆମର ହଉଛି ଅବାସ୍ତବ, ବୁଝିହେଲା। ତାପରେ ହଉଛି ବର୍ତ୍ତୁଳାକାର ଦର୍ପଣ ହେଲା। ତ ବର୍ତ୍ତୁଳାକାର ଦର୍ପଣ ବିଷୟରେ ଟିକେ ପଢିଦେବା, ତା ପୂର୍ବରୁ ଦେଖିଦେବା ୟା ବିଷୟରେ ଆଉ କିଛି ଅଛି, ବୁଝିହେଲା। ତ ସମତଳ ଦର୍ପଣ କୋଉଠି ବ୍ୟବହାର ହୁଏ କହ? ସମତଳ ଦର୍ପଣ ହଉଛି ଆମର ଦୈନନ୍ଦିନ ଜୀବନରେ ବା ଘରେ ବ୍ୟବହାର ହୁଏ, ବୁଝିହେଲା। ଘରେ ଯୋଉ ମୁହଁଟା ଦେଖୁଛ ସେଇଟା କୋଉ ଦର୍ପଣରେ ଦେଖୁଛ? ଆମର ସମତଳ ଦର୍ପଣରେ ଦେଖୁଛ ମୁହଁଟା, ବୁଝିହେଲା। ତାପରେ ପଢବା ହଉଛି ବର୍ତ୍ତୁଳାକାର ଦର୍ପଣ ହେଲା। ଆମର ବିଷୟର ସମତଳ ଦର୍ପଣ ବିଷୟରେ ଛୋଟ କ୍ଲାସରେ ପଢିଛ ହେଲା। ଛୋଟ କ୍ଲାସ ମାନେ 8 କ୍ଲାସରେ ପଢିଛ ହେଲା। କିନ୍ତୁ ବର୍ତ୍ତୁଳାକାର ଦର୍ପଣ ହଉଛି କିସ ନୂଆ ହେଲା। ଏଇଥର ମାନେ କିସ 10 କ୍ଲାସର ହଉଛି ବର୍ତ୍ତୁଳାକାର ଦର୍ପଣ ବିଷୟରେ ବେଶୀ ପଢା ହବ। ବର୍ତ୍ତୁଳାକାର ଦର୍ପଣ କାହାକୁ କୁହାଯାଏ? ବର୍ତ୍ତୁଳାକାର ଦର୍ପଣ ହଉଛି ଯୋଉ ଦର୍ପଣର ପ୍ରତିଫଳନ ପୃଷ୍ଠ ବର୍ତ୍ତୁଳାକାର, ବୁଝିହେଲା। ଯୋଉ ଦର୍ପଣର ପ୍ରତିଫଳନ ପୃଷ୍ଠ କିସ ବର୍ତ୍ତୁଳାକାର, ତାହାକୁ ବର୍ତ୍ତୁଳାକାର ଦର୍ପଣ କୁହାଯାଏ। ଧରାଯାଉ ଏଇଟା ଗୋଟେ ଦର୍ପଣ ଯାହାର ପ୍ରତିଫଳନ ପୃଷ୍ଠ ମାନେ ଯୋଉଠି ହଉଛି ମୁହଁ ଦିଶିବ, ସେଇଟା ହଉଛି କି ବର୍ତ୍ତୁଳାକାର ମାନେ ହଉଛି ଗୁଲଟା, ବୁଝିହେଲା। ଏଟାକୁ ବର୍ତ୍ତୁଳାକାର ଦର୍ପଣ କୁହାଯାଏ। ତେବେ ବର୍ତ୍ତୁଳାକାର ଦର୍ପଣରେ କିଛି ଅଂଶ ଥାଏ, ବୁଝିହେଲା। ବର୍ତ୍ତୁଳାକାର ଦର୍ପଣରେ କିଛିଟା ଅଂଶ ଥାଏ, ସେଇଗୁଟା ବିଷୟରେ ଜାଣିବା ପାଇଁ ପଡିବ। ଦେଖ ଗୋଟେ ବର୍ତ୍ତୁଳାକାର ଦର୍ପଣ ବନେଇଦେଲି ହେଲା। ଏଇଟା ଗୋଟେ ବର୍ତ୍ତୁଳାକାର ଦର୍ପଣ, ବୁଝିହେଲା। ଗୋଟେ ଏକ୍ଜାମ୍ପଲ ଦଉଛି, ବଢିଆ ଏକ୍ଜାମ୍ପଲ। ଚାମୁଚ ଦେଖିଛ? ଚାମୁଚ ଏମିତି ଯେ ଚାମୁଚ ଏମିତି ହେଲା, ଏପଟେ ଫୁଲିକି ଥାଏ ହେଲା। ଏଇଟା ହଉଛି ଚାମୁଚ। ଏଇ ଚାମୁଚର ଏଇ ଖାଲୁଆ ଅଂଶରେ ତୁମର ମୁହଁ ଦିଶେ ନା? ଦିଶେ। ସେଇଟା ହଉଛି ତାର ଏମିତି ବାଙ୍କି ହେଇକି ଥାଏ, ସେଇଟା ହଉଛି କି ବର୍ତ୍ତୁଳାକାର ଦର୍ପଣ। ପଛଆଡେ ବି ମୁହଁ ଦିଶେ, ସେଇଟା ବି କି ବର୍ତ୍ତୁଳାକାର ଦର୍ପଣ ହେଲା। ତ ଗୋଟେ ବନେଇ ଦେଇଛି କି ସେଇ ଚାମୁଚର ଭିତର ଅଂଶଟା ବନେଇ ଦେଇଛି ହେଲା, ମାନେ ଭିତର ଆଡେ ମୁହଁ ଦିଶି ହେଲା। ସେଇଟା ହଉଛି ଦର୍ପଣ ଗୋଟେ ବନେଇ ଦେଇଛି, ବର୍ତ୍ତୁଳାକାର ଦର୍ପଣ। ଏଠି କେତେଟା ଜିନିଷ ଥାଏ ଦେଖ ହେଲା। ଏଠି ବହୁତ ଗୁଡା ଜିନିଷ ଥାଏ। ଏଇ ବର୍ତ୍ତୁଳାକାର ଦର୍ପଣର ଏଇଟା ହଉଛି କିସ, ଏଇଟା ହଉଛି ପ୍ରତିଫଳନ ପୃଷ୍ଠ, ମାନେ ହଉଛି ଏଇଠି ଲାଇଟ ପଡିକି ହଉଛି ଘୁରିଯାଏ ହେଲା। ଏଇଟା ହଉଛି ପ୍ରତିଫଳନ ପୃଷ୍ଠ। ଏଇ ପ୍ରତିଫଳନ ପୃଷ୍ଠର ମଝି ବିନ୍ଦୁକୁ ମାନେ ମଧ୍ୟ ବିନ୍ଦୁକୁ ବା ହଉଛି ପ୍ରତିଫଳନ ପୃଷ୍ଠର ମଧ୍ୟ ବିନ୍ଦୁକୁ କିସ କୁହାଯାଏ? ପୋଲ କୁହାଯାଏ, ବା ହଉଛି ତାକୁ ସଂକେତ କିସ ଦିଆଯାଏ? ପି ଦିଆଯାଏ, ବୁଝିହେଲା। ବର୍ତ୍ତୁଳାକାର ଦର୍ପଣର ମଝି ବିନ୍ଦୁକୁ, ପ୍ରତିଫଳନ ପୃଷ୍ଠର ମଝି ବିନ୍ଦୁକୁ କିସ କୁହାଯାଏ? ପୋଲ ହେଲା। ତାପରେ ହଉଛି ଏଇଟା ବର୍ତ୍ତୁଳାକାର ଦର୍ପଣ, ଏଇ ବର୍ତ୍ତୁଳାକାର ଦର୍ପଣର ଗୋଟେ ବୃତ୍ତର ଅଂଶ ନା ନାଇଁ? ଏଇ ବୃତ୍ତର ଅଂଶ ହେଲା, ଯଦି ତାକୁ ଏମିତି ବଢେଇଦବା ଏଇଟା ଗୋଟେ ବୃତ୍ତ ହେଇଯିବ ନା ନାଇଁ? ଗୋଟେ ବୃତ୍ତର ଅଂଶ ହେଲା। ଏବେ ସେଇ ବୃତ୍ତର କେନ୍ଦ୍ର ବିନ୍ଦୁକୁ ହେଲା, ବର୍ତ୍ତୁଳାକାର ଦର୍ପଣ ଯୋଉ ବୃତ୍ତର ଅଂଶ, ସେଇ ବୃତ୍ତର କେନ୍ଦ୍ର ବିନ୍ଦୁ କୋଉଟା ହବ? ଏଇଟା। ସେଇ ବୃତ୍ତର କେନ୍ଦ୍ର ବିନ୍ଦୁକୁ କଣ କୁହାଯିବ? ବକ୍ରତା କେନ୍ଦ୍ର, ବୁଝିହେଲା। ପଢବ ଡେଫିନେସନ ପଢବ, ବକ୍ରତା କେନ୍ଦ୍ର କିସ କୁହାଯାଏ, କାହାକୁ କୁହାଯାଏ? ବର୍ତ୍ତୁଳାକାର ଦର୍ପଣ ଯୋଉ ବୃତ୍ତର ଅଂଶ, ସେଇ ବୃତ୍ତର କେନ୍ଦ୍ର ବିନ୍ଦୁକୁ କିସ କୁହାଯାଏ? ବକ୍ରତା କେନ୍ଦ୍ର। ତାପରେ ହଉଛି ଏଇ ବକ୍ରତା କେନ୍ଦ୍ର ତ ଏଇଟା, ତାକୁ ଓ ବୋଲି କୁହାଯାଏ। ବକ୍ରତା କେନ୍ଦ୍ର ଆଉ ପୋଲର ମଝି ବିନ୍ଦୁକୁ କିସ କୁହାଯାଏ? ଫୋକସ, ବୁଝିହେଲା। ବକ୍ରତା କେନ୍ଦ୍ର ଆଉ ପୋଲର ମଝି ବିନ୍ଦୁକୁ କିସ କୁହାଯାଏ? ଫୋକସ, ବୁଝିପାରିଲ। ତାପରେ ହଉଛି ବକ୍ରତା ବ୍ୟାସାର୍ଧ। ପୋଲ ପଢି ଦେଇଛି ହେଲା। ତାପରେ ବକ୍ରତା ବ୍ୟାସାର୍ଧ। ବକ୍ରତା ବ୍ୟାସାର୍ଧ କିସ? ବକ୍ରତା ବ୍ୟାସାର୍ଧ ହଉଛି ତାକୁ କୁହାଯାଏ ଇଂଲିଶରେ ଆର ହେଲା। ବକ୍ରତା ବ୍ୟାସାର୍ଧ ହଉଛି ଆର। ଏଇଟା ହଉଛି ବର୍ତ୍ତୁଳାକାର ଦର୍ପଣ ବନେଇଥିଲି। ଏଇଟା ହଉଛି କିସ ଆମର ହଉଛି ବକ୍ରତା କେନ୍ଦ୍ର।
ଏଇଟା ହଉଛି କି ଫୋକସ ଦୂରତା ବନେଇଥିଲି ହେଲା। ଏଇଟା ହଉଛି ପୋଲ। ବକ୍ରତା ବ୍ୟାସାର୍ଦ୍ଧ ହଉଛି ଏଇ ବକ୍ରତା କେନ୍ଦ୍ରରୁ ଆମର ହଉଛି ପୋଲ ମଝିରେ ଦୂରତାକୁ କିସ କୁହାଯାଏ? ବକ୍ରତା କେନ୍ଦ୍ର ଆଉ ପୋଲ ମଝିରେ ଦୂରତାକୁ ବକ୍ରତା ବ୍ୟାସାର୍ଦ୍ଧ କୁହାଯାଏ। ବୁଝିହେଲା? ତାପରେ ହଉଛି ଫୋକସ ବି ପଢି ଦେଇଛି ହେଲା। ଫୋକସ ବି ପଢି ଦେଇଛି। ବକ୍ରତା କେନ୍ଦ୍ର ଆଉ ହଉଛି ପୋଲର ମଝି ବିନ୍ଦୁକୁ ଫୋକସ କୁହାଯାଏ। ମନେ ରଖିବ ଏଠି ଗୋଟେ ସମ୍ପର୍କ ଆର ଇକ୍ୱାଲ ଟୁ କିସ କୁହ ନା 2f। ମାନେ ହଉଛି ଆମର ବକ୍ରତା ବ୍ୟାସାର୍ଦ୍ଧ ହଉଛି ଫୋକସ ଦୂରତାର 2 ଗୁଣ। ବୁଝିହେଲା? ଦେଖ ଆର ଇକ୍ୱାଲ ଟୁ 2f ମାନେ ଏଇଠୁ ଏତିକି ଯେତିକି ଏପଟେ ବି ସେତିକି ହେଲା। ତେବେ ହଉଛି ଏଇଠୁ ଏତିକି ହେଲା, ୟାର 2 ଗୁଣ ହବ ନା ନାଇଁ? ଏଇ ଫୋକସ ଦୂରତାର 2 ଗୁଣ ହବ ନା ନାଇଁ? ହବ। ହବ। ବୁଝିହେଲା? ସେଇଟା କହିବି। ତାପରେ ଚାଲ ନେକ୍ସଟ ହେଲା। ତାପରେ ପଢବା ହଉଛି ଦର୍ପଣ। ସେ ଯୋଉ କହିଲେ ନା ବର୍ତ୍ତୁଳାକାର ଦର୍ପଣ, ସେଇଟା ହଉଛି କେତେ ପ୍ରକାର? 2 ପ୍ରକାର। ବର୍ତ୍ତୁଳାକାର ଦର୍ପଣ 2 ପ୍ରକାର। ଗୋଟା ହଉଛି ଦେଖ, ବର୍ତ୍ତୁଳାକାର ଦର୍ପଣ 2 ପ୍ରକାର। ଯେମିତି ଚାମୁଚ କଥା କହିଲି ହେଲା, ଚାମୁଚ କଥା କହିଲି। ଗୋଟେ ଏପଟେ ବି ଦର୍ପଣ ହେଇପାରିବ, ଆଉ ହଉଛି କି ଚାମୁଚର ବାହାର ପଟେ ବି ଦର୍ପଣ ହେଇପାରିବ। ବୁଝିହେଲା? ଯୋଉ ଦର୍ପଣ ରହୁଛି ଭିତର ପଟେ ଖାଲିଆ ହେଲା, ମାନେ ଖାଲିଆ ପଟେ ମୁହଁ ଦିଶେ, ମାନେ ଏଇଟା ଗୋଟେ ଦର୍ପଣ ହେଲା। ଏଇଟା ଗୋଟେ ଚାମୁଚ ହେଲା। ଏଇଟା ଗୋଟେ ଚାମୁଚ। ଏଇପଟେ ମୁହଁ ଦିଶୁଛି ଖାଲିଆ ପଟେ ହେଲା। ଏପଟେ ମୁହଁ ଦିଶୁନି, ଏପଟେ ହଉଛି କି ମୁହଁ ଦିଶୁଛି ଧରାଯାଉ। ଏପଟଟାକୁ କିସ କୁହାଯିବ? ଏପଟଟାକୁ କୁହାଯିବ ହଉଛି ଆମର ହଉଛି ଅବତଳ ଦର୍ପଣ। ବୁଝିହେଲା? କିନ୍ତୁ ଯେତେବେଳେ ହଉଛି ଏପଟେ ମୁହଁ ଦିଶିବ ହେଲା, ଏଇ ଫୁଲା ପଟେ ମୁହଁ ଦିଶିବ, ଏଇ ଫୁଲା ପଟେ ମୁହଁ ଦିଶିବ ହେଲା, ଏଇପଟେ ମୁହଁ ଦିଶିବ, ଏପଟେ ମୁହଁ ଦିଶିବ। ବୁଝିହେଲା? ସେଟାକୁ କିସ କୁହାଯାଏ? ଆମର ଉତ୍ତଳ ଦର୍ପଣ। ବୁଝିହେଲା? ତବେ ଏଇ ଦର୍ପଣଟା କୁହ ନା କୋଉ ପ୍ରକାର ଦର୍ପଣ? ଏଇଟା କୋଉ ପ୍ରକାର ଦର୍ପଣ ହବ କୁହ ହେଲା? ଏଇଟା କୋଉ ପ୍ରକାର ଦର୍ପଣ ହବ? ଏଇଟା କୋଉ ପ୍ରକାର ଦର୍ପଣ ହବ? ଭେରି ଗୁଡ। ଏଇଟା ହଉଛି କି ଖାଲୁଆ ପଟେ ମୁହଁ ଦିଶୁଛି, ମାନେ ହଉଛି କି ଅବତଳ ଦର୍ପଣ। ତାପରେ ହଉଛି ଏଇଟା କୋଉ ପ୍ରକାର ଦର୍ପଣ ହବ? ଏଇଟା ଏଇଟା ବି ଖାଲୁଆ ପଟେ ମୁହଁ ଦିଶିବ। ଏପଟେ ହଉଛି ଗାର ଦେଇ ଦେଇଛି, ମାନେ ଏପଟେ ତ ମୁହଁ ଦିଶିବନି ହେଲା। ଏଇଟା ବି ଖାଲୁଆ ପଟେ ମୁହଁ ଦିଶିବ। ତେବେ ଏଇଟା ବି କିସ ଅବତଳ ଦର୍ପଣ। ବୁଝିପାରିଲ? ଅବତଳ ଦର୍ପଣ। ଉତ୍ତର ଦର୍ପଣ ହଉଛି ଯେ ଏପଟେ ହଉଛି କିସ ଫୁଲା ଆଡେ ମୁହଁଟା ଦିଶେ। ବୁଝିହେଲା? ସେଟା ହଉଛି କିସ ଉତ୍ତର ଦର୍ପଣ। ତାପରେ ଦେଖ ଉତ୍ତର ଦର୍ପଣ କାହାକୁ କୁହାଯାଏ? ପରୀକ୍ଷାରେ ଯଦି ପଡବ ଉତ୍ତର ଦର୍ପଣ କାହାକୁ କୁହାଯାଏ? ପାର୍ଥକ୍ୟ ପଡିଲେ ଲେଖିଦବ ହେଲା। ପ୍ରତିଫଳନ ପୃଷ୍ଠ କିସ ବାହାର ଆଡକୁ ଥାଏ। ଦେଖ ପ୍ରତିଫଳନ ପୃଷ୍ଠ ମାନେ ଲାଇଟ ଟା କୋଉଠି ପଡବ? ଏଇ ବାହାର ଆଡେ ପଡବ ହେଲା। ଏପଟେ ତ ଗାର ଦେଇଦେଇଛି, ମାନେ ଏପଟେ ହଉଛି ପ୍ରତିଫଳନ ହବନି ହେଲା। ୟାର ବି ପ୍ରତିଫଳନ ପୃଷ୍ଠ କୋଉ ଆଡେ ଅଛି? ବାହାର ଆଡେ ଅଛି ହେଲା। କିନ୍ତୁ ହଉଛି ଏଇଟା ହଉଛି କିସ ନା ଆମର ପ୍ରତିଫଳନ ପୃଷ୍ଠ ଭିତର ଆଡକୁ ଅଛି, ମାନେ ହଉଛି କିସ ଏଇଟା ହଉଛି କିସ ଆମର ହଉଛି ଉତ୍ତର ଅବତଳ ଦର୍ପଣ। ୟାର ବି ପ୍ରତିଫଳନ ପୃଷ୍ଠ ଭିତର ଆଡକୁ ଅଛି। ସାର ଜାଣବା କେମିତି ଭିତର ଆଡକୁ ଅଛି ବୋଲି? ବାହାର ଆଡକୁ ଦେଖ ଗାର ଦିଆ ହେଇଛି, ଭିତର ଆଡେ ଫାଙ୍କା କିଛି ନାହିଁ, ମାନେ ସେଇଟା ହଉଛି କିସ ଆମର ଅବତଳ ଦର୍ପଣ। ତାପରେ ଏଇଟା କୋଉଠି ବ୍ୟବହାର ହୁଏ କହ ନା ଉତ୍ତଳ ଦର୍ପଣ? ଆମର ଗାଡି ଆଇନାରେ ବ୍ୟବହାର ହୁଏ ହେଲା। ଗାଡିରେ ଯୋଉ ଆଇନା ଗୁଡା ଥାଏ ନା, ସେଇଗୁଡାରେ ଆମର କିସ ଉତ୍ତଳ ଦର୍ପଣ ବ୍ୟବହାର ହୁଏ। ଆଉ ସିକ୍ୟୁରିଟି ମିରରରେ ବ୍ୟବହାର ହୁଏ ହେଲା। ଆଉ ହଉଛି ଆମର ପ୍ରତିଫଳନ ପୃଷ୍ଠ ମାନେ ଅବତଳ ଦର୍ପଣ କୋଉଠି ବ୍ୟବହାର ହୁଏ? ସେଲୁନରେ ବ୍ୟବହାର ହୁଏ। ଆଉ ହଉଛି ଆମର ଡେଣ୍ଟିଷ୍ଟ ମାନେ ଦାନ୍ତ ଗୁଡାକୁ ଦେଖିବା ପାଇଁ ବ୍ୟବହାର କରନ୍ତି। ଆଉ ଟର୍ଚ ରେ ବ୍ୟବହାର ହୁଏ ହେଲା। ହେଡ ଲାଇଟ ରେ ବ୍ୟବହାର ହୁଏ। ବୁଝିପାରିଲ? ବ୍ୟବହାର ବି ମନେ ରଖ। ତାପରେ ହଉଛି ଏଇଟା ଲଙ୍କୁଶ୍ଚାନ। ଏଇଟା ହଉଛି କି ଲଙ୍କୁଶ୍ଚାନ ହେଲା। ଏଇଟା ଗୋଟେ ଲଙ୍କୁଶ୍ଚାନ, ଏଇଟା ଗୋଟେ ଲଙ୍କୁଶ୍ଚାନ। ବୁଝିହେଲା? ପର୍ବ ହଉଛି ଉତ୍ତର ଦର୍ପଣରେ ସୃଷ୍ଟି ହଉଥିବା ପ୍ରତିବିମ୍ବର ପ୍ରକୃତି ବା ଗଠନ ହେଲା। ଆଉ ଅବତଳ ଦର୍ପଣରେ କେମିତି ପ୍ରତିବିମ୍ବ ସୃଷ୍ଟି ହୁଏ। ବୁଝିହେଲା? ଆମେ ଗୋଟେ ଏପଟେ ଉତ୍ତର ଦର୍ପଣ ତିଆରି କରିଦେଇଛେ, ଏପଟେ ହଉଛି ଅବତଳ ଦର୍ପଣ ତିଆରି କରିଦେଇଛେ। ତିଆରି କରିଦବା। ଏଇଟା ହଉଛି କିସ ଆମର ହଉଛି ଅବତଳ ଦର୍ପଣ। ବୁଝିହେଲା? ତେବେ ଆମେ ବସ୍ତୁକୁ 6ଟା ଜାଗାରେ ରଖବା। ବୁଝିହେଲା? କେତେ ଜାଗାରେ? 6ଟା ଜାଗାରେ। ଅବତଳ ଦର୍ପଣରେ ବସ୍ତୁକୁ 6ଟା ଜାଗାରେ ରଖବା। ତାପରେ ହଉଛି ଉତ୍ତର ଦର୍ପଣରେ 2ଟା ଜାଗାରେ ରଖବା ହେଲା। ସବୁ ଗୁଡା ଲେଖିଦେଲେ ଲଙ୍କୁଶ୍ଚାନ କମ୍ପ୍ଲିଟ ହେଇଯିବ। ଏଇଟାକୁ କିସ କୁହାଯିବ? ପୋଲ କୁହାଯିବ ହେଲା। ଏଇଟାକୁ କିସ କୁହାଯିବ? ଏଫ। ଏଇଟାକୁ କିସ କୁହାଯିବ? ଓ ବା ବକ୍ରତା କେନ୍ଦ୍ର ହେଲା। ତ ବସ୍ତୁଟି ଅନନ୍ତ ଦୂରତାରେ ଥିଲେ ବୁଝିହେଲା। ଏଇଟା ପ୍ରଥମ କରୁଛି, ଏଇଟା ପ୍ରଥମ କରୁଛି, ତାପରେ ସେପଟଟା କରିବା। ବୁଝିହେଲା? ମୁଁ କିସ କହିଲି? ଆମର ବର୍ତ୍ତୁଳାକାର ଦର୍ପଣ ବା ଅବତଳ ଦର୍ପଣରେ ପ୍ରତିବିମ୍ବର ଗଠନ ହେଲା। ପ୍ରଥମ ବସ୍ତୁଟାକୁ ବନେଇଦେଲି, ଆମର କିସ ଅବତଳ ଦର୍ପଣ ବନେଇଦେଲି ହେଲା। ତେବେ ପ୍ରଥମଟା ମନେ ରଖିବ ହଉଛି କିସ ବସ୍ତୁଟି ଅନନ୍ତ ଦୂରତାରେ। ଅନନ୍ତ ଦୂରତାରେ ଥିଲେ ଆମର ଲାଇଟ ଗୁଡା କେମିତି ଆସେ କହନା? କେମିତି ପଡବ କହନା? ଅନନ୍ତ ଦୂରତାରେ ଥିଲେ ହଉଛି ହେଲା, ବହୁତ ଦୂରିଆରେ ଅଛି। ଧରାଯାଉ ଏପଟେ ଅଛି ହେଲା। ଏପଟେ ଆମର ଏ ବସ୍ତୁଟା ଅଛି, ସେଇଠୁ ଲାଇଟ ଆସୁଛି। ବୁଝିହେଲା? ବସ୍ତୁ ପାଖରୁ ଲାଇଟ ଆସୁଛି, ଏଇଠି ପଡିଗଲା। ବୁଝିହେଲା? କାହାର ଉପରେ? ଆମର ହେଲା। ଏଇଟାକୁ ଏମିତି ବନଉଛି, ଏତେ ଲମ୍ବା ବନଉନି। ଏତେ ଲମ୍ବା ବନଉନି ହେଲା। ଏଇଟାକୁ ଛୋଟିଆ କରି ବନଉଛି। ଲାଇଟ ଆସୁଛି କେଡୁ? ଅନନ୍ତ ଦୂରତାରୁ। ବୁଝିହେଲା? ଅନନ୍ତ ଦୂରତାରୁ ଲାଇଟ ଆସିକି ଏଇଠି ପଡୁଛି। ବୁଝିହେଲା? ଆସୁଛି ମାନେ ଏମିତି ଚିହ୍ନ ଦେଲି। ତାପରେ ହଉଛି ସେଇଟା ହଉଛି ଆମର ପାରେଇ ଯିବ ନା ଘୁରିଯିବ କଣ? ଘୁରିଯିବ ହେଲା। ତ ମନେ ରଖ କାହାର ଭିତରେ ଦେଇକି ଯାଏ? ଆମର ହଉଛି ଫୋକସ
ମାନେ ପଏଣ୍ଟ ଦେଖି ଯାଏ ହେଲା, ଫୋକସ ପଏଣ୍ଟ ଦେଖି ଯାଏ। ତେବେ ହଉଛି ପ୍ରତିବିମ୍ବ କୋଉଠି ସୃଷ୍ଟି ହବ? ଏଇଠି ଫୋକସ ପାଖରେ ସୃଷ୍ଟି ହବ, ବୁଝିହେଲା? କୋଉଠି ସୃଷ୍ଟି ହବ? ଆମର ଫୋକସ ରେ ସୃଷ୍ଟି ହବ, ଏଫ ଠାରେ, ବୁଝିହେଲା? ତେବେ ବସ୍ତୁଟି ଯଦି ଅନନ୍ତ ଦୂରତାରେ ଥିବ, ପ୍ରତିବିମ୍ବ କୋଉଠି ସୃଷ୍ଟି ହବ? ଏଫ ଠାରେ ସୃଷ୍ଟି ହବ, ବୁଝିହେଲା? ମନେ ରଖିଲ। ତାପରେ ହଉଛି ସେ ଯେ ପ୍ରତିବିମ୍ବଟା ସୃଷ୍ଟି ହବ ସେଟା ବହୁତ ଛୋଟିଆ, ବୁଝିହେଲା? ବହୁତ ଛୋଟିଆ। ପ୍ରତିବିମ୍ବ ମାନେ ଫଟୋଟା, ବୁଝିହେଲା? ଅତ୍ୟନ୍ତ କ୍ଷୁଦ୍ର ଆଉ ବିନ୍ଦୁ ସମ, ହେଲା? ଆଉ ଏଇଠି ଯୋଉ ପ୍ରତିବିମ୍ବଟା ସୃଷ୍ଟି ହବ ସେଇଟା କିସ? ବାସ୍ତବ ଆଉ ଓଲଟା, ବୁଝିହେଲା? ଓଲଟା ପ୍ରତିବିମ୍ବ ସୃଷ୍ଟି ହବ, ବୁଝିପାରିଲ? ତାପରେ ହଉଛି ଏଇ ଜାଗାରେ ହେଲା, ମାନେ ବସ୍ତୁଟି ଯଦି ଆମର ଏଇଟା ଫାଷ୍ଟ କରିସାର ହେଲା, ଅବତଳ ଦର୍ପଣରେ ପ୍ରତିବିମ୍ବ ଗଠନ କରିସାର, ତାପରେ ଉତ୍ତର ଯିବା, ବୁଝିହେଲା? ତାପରେ ହଉଛି ସେକେଣ୍ଡ ହଉଛି ବସ୍ତୁଟାକୁ କୋଉଠି ରଖବାକୁ ନା, ସେକେଣ୍ଡ ହଉଛି ଚିତ୍ର ଆମର ବନେଇଦେଲି, କି ଚିତ୍ର ବନେଇବି? ଆମର ହଉଛି ଅବତଳ ଦର୍ପଣ ବନେଇଦେଲି, ହେଲା? ତାପରେ ହଉଛି ଏଇଟାକୁ କିସ କୁହାଯିବ? ଏଇଟାକୁ ପୋଲ କୁହାଯିବ। ଏଇଟାକୁ କିସ କୁହାଯିବ? ଏଫ ମାନେ ଫୋକସ। ଏଇଟାକୁ କିସ କୁହାଯିବ? ଓ ବା ହଉଛି ବକ୍ରତା କେନ୍ଦ୍ର, ହେଲା? ତେବେ ବସ୍ତୁଟିକୁ ସେକେଣ୍ଡରେ କୋଉଠି ରଖିବି? ସି ପଛରେ, ହେଲା? ସରି, ଏଇଟାକୁ ସି କୁହାଯାଏ, ହେଲା? ସି ବା ଓ, ସି ପଛରେ, ବୁଝିହେଲା? ସି ପଛରେ ରଖାଗଲା ବସ୍ତୁଟିକୁ, କୋଉଠି? ସି ପଛରେ ରଖାଗଲା, ବୁଝିହେଲା? ସି ପଛରେ ରଖାଗଲେ ଏଇଠି ଧରାଯାଉ ରଖିଲି, ଏଇଟା ହଉଛି ମଣିଷ ଜଣେ ଛିଡା ହେଇଛି। ତେବେ ଏଇଠୁ ଲାଇଟ ଗଲା, ହେଲା? ଏଇଠୁ ଲାଇଟ ଗଲା। ତେବେ ହଉଛି କିସ? ସେଇଟା ହଉଛି ଫୋକସ ଦେଇକି ପଳେଇବ, ହେଲା? ଫୋକସ ଦେଇକି ପଳେଇବ, ବୁଝିପାରିଲ? ଏମିତି ଚିତ୍ରଟା ମନେ ରଖ, ହେଲା? ପ୍ରଥମେ ଏଇଠୁ ଲାଇଟ ଆସିଲା, କାହାର ଦେଇକି ପଳେଇବ? ଏଇଠି ବାଜିକି କାହାର ଦେଇକି ପଳେଇବ? ଫୋକସ ଦେଇକି ପଳେଇବ, ବୁଝିହେଲା? ଏବେ ହଉଛି ଆଉ ଗୋଟେ ଲାଇଟ ଆସିଲା, ଆଉ ଗୋଟେ ଲାଇଟ ଏଇଠି ପଡିଲା, ହେଲା? ଆଉ ଗୋଟେ ଲାଇଟ ଏଇଠି ପଡିଲା, ଏଇ ଦେଇକି ପଳେଇବ, ବୁଝିହେଲା? ତେବେ ହଉଛି ଆମର ପ୍ରତିବିମ୍ବଟା କୋଉଠି ସୃଷ୍ଟି ହବ? ସି ଆଉ ଏଫ ମଝିରେ, କୋଉଠି ସୃଷ୍ଟି ହବ? ସି ଆଉ ଏଫ ମଝିରେ, ଏଇଠି ତିଆରି ହେଲା, ବୁଝିହେଲା? ଆମର ପ୍ରତିବିମ୍ବ କୋଉଠି ସୃଷ୍ଟି ହବ? ଏଫ ଆଉ ସି ମଝିରେ, ବୁଝିପାରିଲ? ଭେରି ଗୁଡ। ତେବେ ପ୍ରତିବିମ୍ବର ଆକାର କେମିତି? କ୍ଷୁଦ୍ର, ହେଲା? କ୍ଷୁଦ୍ର ଆଉ ହଉଛି କିସ? ବାସ୍ତବ ଅଲଟା ଟିକେ ଛୋଟିଆ ତିଆରି ହେଇଥିବ, ୟାଠୁ କିସ ଇଏ ହଉଛି ଛୋଟ, ଆଉ ହଉଛି ଅଲଟା। ଅଲଟା ତିଆରି ହେଇଛି ନା ନାଇଁ? ଦେଖ ନା, ଅଲଟା ତିଆରି ହେଇଛି, ବୁଝିହେଲା? ତ ମନେ ରଖିବ, ଦୁଇଟା ମନେ ରଖିଲ। ପ୍ରତିବିମ୍ବକୁ ଫାଷ୍ଟ କୋଉଠି ରଖିଲେ? ଅନନ୍ତ ଦୂରତାରେ। ସେକେଣ୍ଡ ରଖିଲା ହଉଛି ସି ପଛରେ, ବୁଝିହେଲା? ଥାର୍ଡ ରଖିବା ହଉଛି ସି ଠାରେ, ବୁଝିହେଲା? ବନେଇ ଦିଅ ଚିତ୍ର। କାହାର ଚିତ୍ର ବନେଇବ? ଆମର ହଉଛି ଦର୍ପଣ। କୋଉ ଦର୍ପଣ? ଆମର ଅବତଳ ଦର୍ପଣ। ଅବତଳ ଦର୍ପଣ ବନେଇଲ, ହେଲା? ଏଇଟାକୁ କୁହାଯାଏ ମୁଖ୍ୟ ଅକ୍ଷ, ବୁଝିହେଲା? ଏଇଟାକୁ କୁହାଯାଏ, ମଝିରେ ଯେ ଗାରଟା ଦେଲେ ସେଟାକୁ କିସ କୁହାଯାଏ? ମୁଖ୍ୟ ଅକ୍ଷ। ଏଇଟା ହଉଛି ପି, ଏଇଟା ହଉଛି କିସ? ଏଫ, ଏଇଟା ହଉଛି ସି। କାହା ଉପରେ ରଖବା? ସି ଠାରେ, ନା ସି ଉପରେ ରଖିବା। ବସ୍ତୁଟାକୁ ଯଦି ସି ଉପରେ ରଖବା, ତେବେ ଲାଇଟ ଆସିଲା, ଏଇଠି ବାଜିକି ଏଫ ଦେଇକି ପଳେଇଲା, ହେଲା? ଆଉ ଗୋଟେ ଲାଇଟ ବି ଆସିଲା, ଏଇଠି ଏଇଠି ସୃଷ୍ଟି ହବ, ବୁଝିହେଲା? ମନେ ରଖିବ, କୋଉଠି ସୃଷ୍ଟି ହବ? ଏଇଠି, ବୁଝିହେଲା? ଏଇଠି ସୃଷ୍ଟି ହବ, ମାନେ ସି ଉପରେ ହିଁ ସୃଷ୍ଟି ହବ। ଏଇ ଲାଇଟ୍ ଟା ଏପଟେ ଆସିଛି, ସେଇ ପାଇଁ ଏପଟେ ତୀର ଚିହ୍ନ ଦେଲି। ଏଇଠୁ ବାଜିକି ଏପଟେ ଘୁରିଛି, ସେଇ ପାଇଁ ଏପଟେ ଦେଲି, ହେଲା? ତେବେ ହଉଛି ବସ୍ତୁଟି ସି ଉପରେ ଥିଲେ ପ୍ରତିବିମ୍ବ କୋଉଠି ସୃଷ୍ଟି ହବ? ସି ଠାରେ ହିଁ ସୃଷ୍ଟି ହବ। ପ୍ରତିବିମ୍ବ ହଉଛି କି ଆକାର ଆଉ ବସ୍ତୁର ଆକାର ସମାନ, ବୁଝିହେଲା? ଏଠି ମନେ ରଖିବ, ପରୀକ୍ଷାରେ 1 ମାର୍କ ସର୍ଟ କ୍ୱେଶ୍ଚନ ପଡେ। ଆମର ଅବତଳ ଦର୍ପଣରେ ବସ୍ତୁଟି କୋଉଠାରେ ଥିଲେ ଆମର ପ୍ରତିବିମ୍ବର ଆକାର ବସ୍ତୁର ଆକାର ସମାନ ହୁଏ? କୋଉଠି? ସି ଉପରେ, ବୁଝିହେଲା? ବକ୍ରତା କେନ୍ଦ୍ର ଉପରେ ଥିଲେ ପ୍ରତିବିମ୍ବର ଆକାର ବସ୍ତୁର ଆକାର ସମାନ। ଆଉ ପ୍ରତିବିମ୍ବଟା କି ସବୁ ବାସ୍ତବ ଅଲଟା। ପ୍ରତିବିମ୍ବଟା ଦେଖ ନା, ଅଲଟା ନା ନାଇଁ? ଅଲଟା, ବୁଝିହେଲା? ତାପରେ ହଉଛି ଆମର ବସ୍ତୁଟାକୁ ସି ଆଉ ଏଫ ମଝିରେ ରଖ। କୋଉଠି ରଖବା? ସି ଆଉ ମଝିରେ। ତିଆରି କରିଦିଅ ଚିତ୍ର, ବର୍ତ୍ତୁଳ ଆମର ଅବତଳ ଦର୍ପଣର। ଭେରି ଗୁଡ, ଏମିତି ବନେଇଦେଲ, ବୁଝିହେଲା? ଏମିତି ବନେଇଦେଲ। ତାପରେ ହଉଛି ମୁଖ୍ୟ ଅକ୍ଷ ବନେଇଦେଲ। ପି ହଉଛି ଏଇଟା, ଏଫ ହଉଛି କୋଉଟା? ଏଇଟା। ସି ହଉଛି ଏଇଟା। କାହା ଉପରେ କାହା ଭିତରେ ରଖବା? ସି ଆଉ ଏଫ ମଝିରେ, ହେଲା? ଏଇଠି ରଖିଲ। ତେବେ ହଉଛି ଏଇଠୁ ଲାଇଟ ଗଲା, ପ୍ରଥମ ଲାଇଟ ଟା କୋଉଠି? ଏଫ ଦେଇକି ପାରେଇବ, ବୁଝିହେଲା? ତାପରେ ସେକେଣ୍ଡ ଲାଇଟ ଟେ ଗଲା, ହେଲା? ବଢିଆ କରି ବନେଇବ, ଏଇପଟେ ସୃଷ୍ଟି ହବ। କୋଉ ପଟେ ସୃଷ୍ଟି ହବ? ଆମର ସି ପଛରେ ସୃଷ୍ଟି ହବ, ବୁଝିହେଲା? ସି ପଛରେ ସୃଷ୍ଟି ହବ। ଏଇଟା ହଉଛି ସି ପଛରେ, ହେଲା? ଏମିତି ଗୋଟେ ଭଲ କରି ଚିତ୍ରଟା ହେଲାନି, ଆଉ ଥରେ ବନଉଛି। ଏଇଟା ହଉଛି କିସ? ଆମର ଦର୍ପଣ, ବୁଝିହେଲା? କି ଦର୍ପଣ? ଭେରି ଗୁଡ, ବର୍ତ୍ତୁଳାକାର ଦର୍ପଣ ବା ଅବତଳ ଦର୍ପଣ, ହେଲା? ଏଇଟା ହଉଛି କି ଗାରଟା ନାଲି ମୁଖ୍ୟ ଅକ୍ଷ। ଏଟାକୁ କିସ କୁହାଯିବ? ପି। ଏଟାକୁ କିସ କୁହାଯିବ? ଆମର ହଉଛି ଏଫ ବା ଫୋକସ। ଆଉ ହଉଛି ଏଟାକୁ କିସ କୁହାଯିବ? ଓ ବା ସି, ହେଲା? ଆମର ଏଟାକୁ କୋଉଠି ରଖା ହେଇଛି? ଏଇଠି। ଆମର ବସ୍ତୁକୁ କୋଉଠି ରଖା ହେଇଛି? ଏଇଠି, ହେଲା? ବସ୍ତୁକୁ ଏଇଠି ରଖା ହେଇଛି। ତେବେ ହଉଛି ଆମର ପ୍ରତିବିମ୍ବ କୋଉଠି ସୃଷ୍ଟି ହଉଛି ଦେଖ।
এইଠି ସୃଷ୍ଟି ହବ କୋଉଠି ସି ପଛରେ ସୃଷ୍ଟି ହବ ବୁଝିହେଲା। ତେବେ ଆଉ ଗୋଟେ ଲାଇଟ୍ ଆସିଲା ଏଇଠି ପଡିଲା ଏଇ ଦିକେ ଯିବ ମାନେ ସି ପଛରେ ସୃଷ୍ଟି ହବ ହେଲା। ଏଇ ଦିକେ ଆସିଲା ଏପଟେ ଘୁରିଗଲା ହେଲା ସି ପଛରେ ସୃଷ୍ଟି ହବ ମନେ ରଖିପାରିବ ବୁଝିପାରିଲ। ତେବେ ଏଇଠି ବି ଯୋଉ ପ୍ରତିବିମ୍ବ ସୃଷ୍ଟି ହେଲା ସି ପଛରେ ସୃଷ୍ଟି ହବ ଲେଖିଦେଇଛି। ତାପରେ ପ୍ରତିବିମ୍ବ ଆକାର କି ଟିକେ ବଢିଥିବ ବସ୍ତୁର ଆକାର ଯଦି ଏତିକି ଟିକେ ହେଲା ପ୍ରତିବିମ୍ବର ଆକାର କେତେ ଏତେ ବଢିଯାଇଥିବ ବୁଝିହେଲା। ତାପରେ ହଉଛି ବାସ୍ତବ ଓଲଟା ଓଲଟା ସୃଷ୍ଟି ହେଇଛି ବୁଝିପାରିଲ ଭେରି ଗୁଡ। ତାପରେ ହଉଛି ବସ୍ତୁଟାକୁ କୋଉଠି ରଖବା ଏଫ ଠାରେ ରଖବା ହେଲା। ବନେଇ ଦିଅ ଚିତ୍ର ବନେଇଦେଲ। ତାପରେ ହଉଛି ଏଇଟା ହଉଛି କିସ ଏଇଟା ହଉଛି ଆମର ପଲ୍ ଏଇଟା ହଉଛି ଏଫ ଏଇଟା ହଉଛି ସି। ବସ୍ତୁଟିକୁ କୋଉଠି ରଖବା ଏଫ ଠାରେ ରଖବା ବୁଝିହେଲା। ତେବେ ଲାଇଟ୍ ଆସିକି ଗୋଟେ ଏମିତି ପଳେଇଲା ହେଲା। ଆଉ ଗୋଟେ ହଉଛି କିସ ଏମିତି ଆସିକି ଏମିତି ପଳେଇଲା। ଅନନ୍ତ ଦୂରତାରେ ସୃଷ୍ଟି ହବ ଆମର କେଠି କେବେ ଛେଦ କରିବେନି ହେଲା। ଆମର ଯେ ଦୁଇଟା ରଶ୍ମି ଯୋଉଠି ଛେଦ କରୁଛନ୍ ସେଇଠି ଏଇଠି ଦେଖ ଏଇଠି ଛେଦ କରୁଛନ୍ ଏଇଠି ହଉଛି ତାର ପ୍ରତିବିମ୍ବ ସୃଷ୍ଟି ହେଲା। କିନ୍ତୁ ଏମାନେ ଛେଦ କରୁଛନ୍ତି କି ନା ଏମାନେ ଛେଦ କରୁନାହାନ୍ତି ମାନେ ହଉଛି ତାଙ୍କର ପ୍ରତିବିମ୍ବ କୋଉଠି ଅନନ୍ତ ଦୂରତାରେ ସୃଷ୍ଟି ହବ ବୁଝିହେଲା। ତେବେ ହଉଛି ସେଇଟା କିସ କନା ସେଟା ହଉଛି ବହୁତ ବଡ ହେଲା। ଯଦି ହଉଛି ତୁମର ବସ୍ତୁଟା ଏତିକି ବଡ ହେଲା ତୁମର ଫଟୋଟା କେତେ ବଡ ତିଆରି ହବ ବହୁତ ବଡ ତିଆରି ହବ ବୁଝିହେଲା। ତାକୁ ହଉଛି ବାସ୍ତବ ଅଲଟା ବୁଝିପାରିଲ। ତେବେ ତୁମକୁ ମନରେ କ୍ୱେଶ୍ଚନ ଥିବ ସାର୍ ଫଟୋ ଫଟୋ କି ଏଠି କିସ କହୁଛନ୍ତି ବୁଝି ହଉନି ହେଲା। ତ ଏଗୁଡା ହଉଛି କିସ ପ୍ରାକ୍ଟିକାଲ ଲାଇଫରେ କିସ କନା ଗୋଟେ ଦେଖେଇ ଦଉଛି ଚାମଚ ହେଲା। ଏଇଟା ହଉଛି କିସ ଚାମଚ ଏମିତି ଆମର ଭିତର ଆଡେ ମୁହଁ ଦିଶିବ। ଏଇଟା ହଉଛି ଚାମଚ ୟାର ବି ଗୋଟେ ନିହାତି ଫୋକସ ଦୂରତା ଥିବ ନା ନାଇଁ ଫୋକସ ଦୂରତା ହେଲା। ଯଦି ଏଇ ଫୋକସ ଦୂରତାରେ ତୁମେ ହଉଛି କିସ ଜିନିଷଟାକୁ ରଖିଦବ ବୁଝା ଏଇ ଫୋକସ ଦୂରତାରେ ତୁମେ ଯଦି କିସ ଜିନିଷଟାକୁ ରଖିଦବ ତେବେ ହଉଛି ତାର ହଉଛି କିସ ପ୍ରତିବିମ୍ବଟା ଅନନ୍ତ ଦୂରତାରେ ତିଆରି ହବ। ଅନନ୍ତ ଦୂରତାରେ ତିଆରି ହବ ମାନେ କିସ ଏଇ ଇୟାରେ ମାନେ ଏଇ ଆମର କିସ ଚାମଚରେ ତୁମର ହଉଛି କିସ ପ୍ରତିବିମ୍ବ ହିଁ ଦିଶିବନି ବୁଝିହେଲା। ତେବେ ସେଇ ପ୍ରତିବିମ୍ବର ପ୍ରକୃତି କିସ ବାସ୍ତବ ଅଲଟା ହେଲା। ତୁମେ ଖାଲି ମନେ ରଖ ବୁଝିହେଲା। ବସ୍ତୁଟିକୁ ପ୍ରଥମ କୋଉଠି ରଖା ହେଇଥିଲା ଅନନ୍ତ ଦୂରତାରେ ଅନନ୍ତ ଦୂରତାରେ ତାପରେ ସେକେଣ୍ଡରେ କୋଉଠି ରଖା ହେଲା ସି ପଛରେ ତାପରେ ସି ଉପରେ ତାପରେ ସି ଆଉ ଏଫ ମଝିରେ ତାପରେ ଏଫ ଉପରେ ହେଲା। ତାପରେ ରଖବା ହଉଛି ଏଫ ଆଉ ପି ମଝିରେ ଏଫ ଆଉ ପି ମଝିରେ ବୁଝିହେଲା। ବନେଇ ଦଉଛି ଚିତ୍ର। ଏଇଟା ହଉଛି କି ଦର୍ପଣ ଆମର ହଉଛି ଅବତଳ ଦର୍ପଣ। ଏଇଟା ହଉଛି କି ପି ଏଇଟା ହଉଛି ଏଫ ଏଇଟା ହଉଛି ସି। ବସ୍ତୁଟିକୁ କୋଉଠି ରଖବା ସି ଆଉ ଏଫ ମଝିରେ। ପ୍ରଥମ ଆସିଲା ଲାଇଟ ହେଲା। ତାପରେ ହଉଛି କିସ ଏମିତି ପଡିଲା ଏଫ ଦେଇକି ବୁଝିପାରିଲ। ତାପରେ ଆସିଲା ଏମିତି ଏମିତି ପଡିଲା ହେଲା। ତେବେ ହଉଛି ଏମାନେ ବି କିସ ପ୍ରତିବିମ୍ବ ଏପଟେ ସୃଷ୍ଟି କରିପାରିବେନି ହେଲା। ଏମାନେ ହଉଛି ଦର୍ପଣ ପଛଆଡେ ସୃଷ୍ଟି କରିବା ବୁଝିହେଲା। ଦର୍ପଣ ପଛପଟେ ସୃଷ୍ଟି କରିବା ପ୍ରତିବିମ୍ବ ବୁଝିହେଲା। ତେବେ ହଉଛି ଦର୍ପଣ ପଛଆଡେ ସୃଷ୍ଟି କଲେ ହେଲା ପ୍ରତିବିମ୍ବ ଦର୍ପଣ ପଛଆଡେ ତାପରେ ହଉଛି ଏଇଟା ହଉଛି ପରିବର୍ଦ୍ଧିତ ମାନେ ଟିକେ ବଡ ଥିବ। ତାପରେ ହଉଛି ଏଇ ପ୍ରତିବିମ୍ବର ଆକାର କିସ ଆଭାସୀ ମାନେ ଅବାସ୍ତବ ପଛଆଡେ ସୃଷ୍ଟି ହେଇଛି ଏବେ କିସ ଆଭାସୀ ବା ଅବାସ୍ତବ ଆଉ ସଳକ ବୁଝିହେଲା ସିଧା ପ୍ରତିବିମ୍ବ ବୁଝିପାରିଲ। ତେବେ ଆମର ଯେ ଦର୍ପଣରେ କୁହ ନା ଆମର ଯେ ଚାମଚର ମୁହଁ ଦିଶେ ଆମର ସିଧା ତିଆରି ହୁଏ ନା ଉଲ୍ଟା ତିଆରି ହୁଏ ସିଧା ତିଆରି ହୁଏ। ତେବେ ହଉଛି କିସ କଣ ଆମେ କାହାର ମଝିରେ ଥାଉ ଆମେ ହଉଛି ପଲ ଆଉ ହଉଛି ଫୋକସ ମଝିରେ ଥାଉ ବୁଝିହେଲା। ସେଇ ପାଇଁ ହଉଛି ଦର୍ପଣ ପଛଆଡେ ତିଆରି ହୁଏ। କିନ୍ତୁ ହଉଛି ଯଦି ଆମେ ହଉଛି ସେଇ ଚାମୁଚର କିସ ଆମର ଏଫ ଠାରେ ଛିଡା ହେଇଯିବା ତେବେ କିସ ଆମର ପ୍ରତିବିମ୍ବଟା ଅସଂଖ୍ୟ ଦୂରତାରେ ତିଆରି ହବ ବୁଝିହେଲା। ଅସଂଖ୍ୟ ଦୂରତାରେ ତିଆରି ହବ ବୁଝିପାରିଲ। ଦେଖ ବୁଝେଇ ଦଉଛି ଆଉ ଥରେ। ଆମେ କିସ କରିବା ପ୍ରଥମ ହଉଛି ପ୍ରତିବିମ୍ବଟାକୁ କୋଉଠି ରଖବା ବସ୍ତୁଟାକୁ କୋଉଠି ରଖବା ଏଇଠି ଏଇଟା ହଉଛି ଧରାଯାଉ ଅବତଳ ଦର୍ପଣ। ଅବତଳ ଦର୍ପଣ କେତେଟା ଜିନିଷ ଥାଏ ଏଇଟା ହଉଛି ପୋଲ ଏଇଟା ହଉଛି ଫୋକସ ଏଇଟା ହଉଛି କିସ ସେଣ୍ଟର ଅଫ କାର୍ଭେଚର ବା ବକ୍ରତା କେନ୍ଦ୍ର। ପ୍ରଥମ ହଉଛି ଅନନ୍ତ ଦୂରତାରେ ରଖବା ଏପଟେ ହେଲା। ତେବେ ପ୍ରତିବିମ୍ବ କୋଉଠି ସୃଷ୍ଟି ହଉଥିଲା ଏଇଠି। ତାପରେ ରଖବା ହଉଛି ଏଇ ପଛରେ ଏବେ ପ୍ରତିବିମ୍ବ ସୃଷ୍ଟି ହଉଥିଲା କୋଉଠି ଏଇଠି ସି ଆଉ ଏଫ ମଝିରେ। ତାପରେ ରଖବା ସି ଉପରେ ରଖିଲେ କୋଉଠି ସୃଷ୍ଟି ହଉଥିଲା ସେଇ ସି ଉପରେ। ତାପରେ ରଖବା ହଉଛି ଏଇ ମଝିରେ ରଖିଲେ କୋଉଠି ସୃଷ୍ଟି ହଉଥିଲା ଏପଟେ। ତାପରେ ଏଫ ଠାରେ ରଖିଲେ କୋଉଠି ସୃଷ୍ଟି ହଉଥିଲା ଅନନ୍ତ ଦୂରତାରେ। ତାପରେ ହଉଛି ଏଇଠି ରଖିଲା ହଉଛି କୋଉଠି ସୃଷ୍ଟି ହଉଥିଲା ଆମର ଦର୍ପଣ ପଛଆଡେ। ଏତିକି ଯଦି ଲେଖିଦେଲ ତୁମର କି ଲଙ୍ଗ କ୍ୱେଶ୍ଚନ କମ୍ପ୍ଲିଟ ଫୁଲ କୁ ଫୁଲ ମାର୍କ ପାଇଯିବ। ଚିତ୍ର ସହ ବନେଇବ ବୁଝିହେଲା। କେତେଟା ଚିତ୍ର ହବ ଛଅଟା ଚିତ୍ର ଛଅଟା ଜାଗା ଛଅଟା ଚିତ୍ର ବୁଝିହେଲା। ଯୋଉମାନେ ହଉଛି ଗୋଟେ ଥରରେ ବୁଝିପାରିଲନି ସେମାନେ ଆଉ ଥରେ ରିପିଟ ଦେଖ ବୁଝିହେଲା। ଆଉ ଥରେ ରିପିଟ ଦେଖ 2x ବୁଝିପାରିଲ ଦୁଇଥର କିମ୍ବା ତିନିଥର ଦେଖିଦେଲେ ଭିଡିଓ କିମ୍ବା ଦୁଇଥର ଲେଖିବା ପ୍ରାକ୍ଟିସ କରିଦବ ଭିଡିଓ ଦେଖି ସାରିକି କି ସମାନ ରହିଯିବ ପୁରା ଲଙ୍ଗ କ୍ୱେଶ୍ଚନ ଘୁଷି ହେଇଯିବ ବୁଝିପାରିଲ ହେଲା। ତାପରେ ଏଇଠି ଦେଖ ତାପରେ ହଉଛି ଏଇଟା ଅବତଳ ଦର୍ପଣ ପଡିଲେ
ତାପରେ ପଢବା ଉତ୍ତର ଦର୍ପଣର ପ୍ରତିବିମ୍ବ ଗଠନ। ଉତ୍ତର ଦର୍ପଣର ପ୍ରତିବିମ୍ବ ଗଠନ କୋଉଠି କହନା? ପ୍ରଥମ ହଉଛି ଆମେ କୋଉଠି ରଖବା? ଅନନ୍ତ ଦୂରତାର ବସ୍ତୁକୁ ରଖବା। ଅନନ୍ତ ଦୂରତାର ବସ୍ତୁକୁ ରଖିଲା ହଉଛି ଲାଇଟ୍ ଏମିତି ଆସିଲା, ହେଲା, ଏମିତି ଆସିଲା। ତେବେ ହଉଛି ଇଏ ପାରେଇବ କି? ନା ପାରେଇବନି, ହେଲା। କେପଟେ ଘୁରିବ? ଏପଟେ ଘୁରିଯିବ। ଇଏ ବି କେପଟେ ଘୁରିଯିବ? ଏପଟେ ଘୁରିଯିବ। ତେବେ ହଉଛି ଏପଟେ ପାରେଇବନି। କିନ୍ତୁ ହଉଛି ଏମାନଙ୍କୁ ଯଦି ଡଟ 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 କରିକି ମିଶେଇବା, ଏପଟେ ହଉଛି ତାଙ୍କର କିସ ଛେଦ କରିବେ, ହେଲା। ତେବେ ଏଇଠି ଆମର ପ୍ରତିବିମ୍ବଟା ସୃଷ୍ଟି ହବ ଏଫ ଠାରେ, ହେଲା। ଏପଟେ ବି ଏଫ ଥିବ ନା? ଏପଟେ ତ ଏଫ ଥିବ କି? ଏପଟେ ଏଫ ଟା କୋଉଠି ଥିବ? ଏପଟେ ଥିବ। ଏପଟେ ତ ଏଫ ଥିବନି, ହେଲା। ଏପଟେ ଆମର ଫୋକସ ଦୂରତା ଥିବ କି? ନା, ହେଲା। କି ଏପଟେ ଆମର ସି ଥିବ କି? ନା। କି ପାଇଁ ହଉଛି ଆମର ବକ୍ରତା ବ୍ୟାସାର୍ଧ ଏପଟେ ଅଛି, ହେଲା। ବକ୍ରତା କେନ୍ଦ୍ର ଏପଟେ ଅଛି। ତେବେ ଏଇଠି ସୃଷ୍ଟି ହବ, ବୁଝିହେଲା? ତ ମନେ ରଖ ହଉଛି ଏଇ ଚିତ୍ରଟା ମନେ ରଖ। ଆଉ ହଉଛି ତାର ସୌକିଶ ମନେ ରଖିବ। ଏଇଟା ହଉଛି ଏପଟେ, ହେଲା। ପ୍ରତିବିମ୍ବଟି ଦର୍ପଣ ପଛଆଡେ ସୃଷ୍ଟି ହବ ଏଫ ଠାରେ। ଦର୍ପଣ ଏଇଟା ହଉଛି ଦର୍ପଣର ପ୍ରତିଫଳନ ପୃଷ୍ଠ, ପଛଆଡେ ମାନେ ଏପଟେ ସୃଷ୍ଟି ହେଲା, ବୁଝିହେଲା? ଏଫ ଠାରେ ଅତ୍ୟନ୍ତ କ୍ଷୁଦ୍ର ମାନେ ବହୁତ ଛୋଟ ପ୍ରତିବିମ୍ବ ସୃଷ୍ଟି ହବ। ଆଉ ହଉଛି ଆଭାସୀ ଆଉ ସଳଖ। ଏପଟେ ଯୋଉ ପ୍ରତିବିମ୍ବଟା ସୃଷ୍ଟି ହେଇଥିବ ସେଇଟା କିସ? ଆଭାସୀ ଆଉ ସଳଖ ମାନେ ଅବାସ୍ତବ। ଦର୍ପଣ ପଛଆଡେ ମାନେ ଅବାସ୍ତବ, ଆଉ ସଳଖ ମାନେ ସିଧା। ତାପରେ ସେମିତି ପ୍ରତିବିମ୍ବକୁ ଏଇନା କୋଉଠି ସରି ବସ୍ତୁକୁ କୋଉଠି ରଖବା? ଏଇଟା ହଉଛି ଆମର କି ଦର୍ପଣ? ଏଇଟା ହଉଛି ଆମର ଉତ୍ତଳ ଦର୍ପଣ। ଆମର ଏଇଟା ବସ୍ତୁକୁ କୋଉଠି ରଖବା? ବସ୍ତୁକୁ ରଖବା ହଉଛି ଅନନ୍ତ ବିନ୍ଦୁ ଆଉ ପି ମଝିରେ, ବୁଝିହେଲା? ଏଇଟା ହଉଛି ପି, ଅନନ୍ତ ବିନ୍ଦୁ ଆଉ ପି ମଝିରେ। ଏଇଠି ଯଦି ବସ୍ତୁଟାକୁ ରଖିଲେ, ହେଲା, ଏଇଠି ଯଦି ବସ୍ତୁଟାକୁ ରଖିଲେ କୋଉଠି ସୃଷ୍ଟି ହବ ଦେଖ? ଏଇଠି ଲାଇଟ୍ ଆସିଲା, ଏଇଠି ପଡିଲା, ଏପଟେ ପଳେଇବ, ହେଲା। ତାପରେ ଏଇଠୁ ବି ଲାଇଟ୍ ଆସିଲା, କିସ ଏପଟେ ପଳେଇବ। ତେବେ ଆମର ପ୍ରତିବିମ୍ବ କୋଉଠି ସୃଷ୍ଟି ହଉଛି ଦେଖ? ଏଟାକୁ ଏପଟେ ବଢେଇଲି, ଏଟାକୁ ଏପଟେ ବଢେଇଲି, ଏଇଠି ସୃଷ୍ଟି ହବ। କୋଉଠି? ଏଇଠି, ହେଲା। ଏଇଠି ସୃଷ୍ଟି ହବ। ଆମର ହଉଛି କି ଏଇଠି ଏଇଟା ହଉଛି ଏଫ ହେଲେ ଏଟା ପି ଆଉ ଏଫ ମଝିରେ ସୃଷ୍ଟି ହବ, ବୁଝିହେଲା? ପ୍ରତିବିମ୍ବଟି ଦର୍ପଣ ପଛଆଡେ ପି ଆଉ ଏଫ ମଝିରେ ସୃଷ୍ଟି ହବ। ତାପରେ ହଉଛି ପ୍ରତିବିମ୍ବର ଆକାର କି ସକ୍ଷୁଦ୍ର ଆଉ ଆଭାସୀ ଆଉ ସଳଖ, ହେଲା। ୟାର ଲଙ୍ଗ କ୍ୱେଶ୍ଚନ ଏତିକିରେ କମ୍ପ୍ଲିଟ। ୟାକୁ ଆଉ ଅଲଗା ଅଲଗା ଜାଗାରେ ରଖିପାରବାନି, ବୁଝିହେଲା? ତାପରେ ପଢବା ହଉଛି ସଂକେତ, ହେଲା। କିଛି ସଂକେତ ଯେମିତି ବସ୍ତୁର ଦୂରତା ଆମର ହଉଛି, ତ ଏଇଟା ହଉଛି ଧରାଯାଉ ହଉଛି କିସ ଆମର ହଉଛି ଅବତଳ ଦର୍ପଣ। କିସ? ଅବତଳ ଦର୍ପଣ। ଏଇଟା ହଉଛି କିସ? ପି। ଏଇଟା ହଉଛି ପି ବିନ୍ଦୁ। ଏଇଟା ହଉଛି କିସ? ଏଫ। ଏଇଟା ହଉଛି କିସ? ସି। ତେବେ ହଉଛି ଧରାଯାଉ ଏଇଠି ହଉଛି କିସ? ଗୋଟେ ବସ୍ତୁ ଛିଡା ହେଇଛି। ତେବେ ବସ୍ତୁର ଦୂରତା ମାନେ ଏଇଠୁ ଏତିକି ଦୂରତା, ହେଲା। ବସ୍ତୁର ଦୂରତା କେମିତି ବାହାର କରବା? ଏଇଠୁ ପୋଲ ଯାଇ ଦୂରତା ମାପିଦବା, ହେଲା। ଏଇଟାକୁ କିସ କୁହାଯାଏ? ୟୁ କୁହାଯାଏ। ତାପରେ ଧରାଯାଉ ପ୍ରତିବିମ୍ବ କୋଉଠି ସୃଷ୍ଟି ହବ? ଏଇଠି ସୃଷ୍ଟି ହବ। ତେବେ ପ୍ରତିବିମ୍ବର ଦୂରତା କୋଉଠୁ କେମିତି କୋଉଠୁ ମାପା? ଏଇଠୁ ମାପିଦବା ପୋଲ ଯାଇ, ହେଲା। ଏଇଟାକୁ କୁହାଯିବ ହଉଛି ପ୍ରତିବିମ୍ବର ଦୂରତା ବା ହଉଛି ଭି କୁହାଯିବ, ହେଲା। ଆଉ ଫୋକସ ଦୂରତା ହଉଛି କିସ? ଫୋକସ ଦୂରତା ହଉଛି ଏଇଟା। ଫୋକସ ଦୂରତାକୁ ଏଫ କୁହାଯିବ, ବୁଝିପାରିଲ? ତ ମନେ ରଖ ବସ୍ତୁର ଦୂରତା ହଉଛି କିସ କହନା? ୟୁ। ପ୍ରତିବିମ୍ବର ଦୂରତା ହଉଛି ଭି। ଆଉ ଫୋକସ ଦୂରତା ହଉଛି ଏଫ, ବୁଝିହେଲା? ତ ମନେ ରଖିବ ଆମର ପୋଲ ରୁ ବାମ ପଟେ ଯେତେ ଜିନିଷ ମପାଯାଏ, ବୁଝିହେଲା? ପୋଲ ରୁ ବାମ ପଟେ ଯେତେ ଜିନିଷ ମପାଯାଏ ସେଟାକୁ ନେଗେଟିଭ ରେ ଲେଖାଯାଏ। ଡାହାଣ ପଟେ ଯେତେ ଜିନିଷ ମପାଯାଏ ତାକୁ ପଜିଟିଭ ରେ ଲେଖାଯାଏ। ଆଉ ଉପରକୁ ଯେତେ ଜିନିଷ ମପାଯାଏ ସେଟାକୁ ପଜିଟିଭ ରେ, ଆଉ ହଉଛି ତଳକୁ ଯେତେ ଜିନିଷ ମପାଯାଏ ସେଟା ନେଗେଟିଭ ରେ ଲେଖାଯାଏ, ବୁଝିହେଲା? ତାପରେ ମନେ ରଖ ଦର୍ପଣର ସୂତ୍ର। ଦର୍ପଣର ଗୋଟେ ସୂତ୍ର ଅଛି যেটা হচ্ছে 1/v প্লস 1/u ইকুয়াল টু 1/f। বুঝিপারল? ভিটা কি প্রতিবিম্বর দূরতা, ইউ হচ্ছে আমার কি বস্তুর দূরতা, এফ হচ্ছে ফোকস দূরতা, বুঝলা? এটার ম্যাথ গোটে পড়ে। ম্যাথ মানে হচ্ছে প্রতিবিম্বর দূরতা ଦେଇଥିବ, বস্তুর দূরতা ଦେଇଥିବ, ফোকস দূরতা মাগিଥିବ। କରିପାରିବ, ହେଲା। ଗୋଟେ ମ୍ୟାଥ୍ କରିବା ଦେଖ। ମ୍ୟାଥ୍ କରିବା ପୂର୍ବରୁ ଆଉ ଗୋଟେ ଜିନିଷ ପଢିଦେବା। ବସ୍ତୁର ପ୍ରତିବିମ୍ବର ଆକାର ବସ୍ତୁ ତୁଳନାରେ କେତେ ବଡ ଏହାକୁ ତାକୁ ତାର ପରିବର୍ତ୍ତନ ହେଲା। ଧରାଯାଉଛି ବସ୍ତୁ ଏତିକି ବଡ ଥିଲା କିନ୍ତୁ ତାର ପ୍ରତିବିମ୍ବଟା ଏତିକି ବଡ ତିଆରି ହେଲା, ହେଲା। ତେବେ ହଉଛି ଏଇ ତୁଳନାରେ ଏଇଟା କେତେ ବଡ, ହେଲା। ସେଟାକୁ କିସ କୁହାଯାଏ? ଆମର ବସ୍ତୁ ତୁଳନାରେ ପ୍ରତିବିମ୍ବଟି କେତେ ବଡ ବା କେତେ ଛୋଟ ସେଟାକୁ ପରିବର୍ତ୍ତନ କୁହାଯାଏ। ପରିବର୍ତ୍ତନକୁ ଏମ କୁହାଯାଏ, ହେଲା। ତାର ସୂତ୍ର ହଉଛି ବସ୍ତୁର ଉଚ୍ଚତା ବିଭକ୍ତ କିସ ଆମର ହଉଛି ପ୍ରତିବିମ୍ବର ଉଚ୍ଚତା ବା ବସ୍ତୁର ଉଚ୍ଚତା। ଆଉ ତାକୁ ଫର୍ମୁଲାର ଆଉ ଦୁଇଟା ଫର୍ମୁଲା ଅଛି, ଗୋଟେ ହଉଛି ମାଇନାସ ଭି ବାଇ ୟୁ। ପ୍ରତିବିମ୍ବର ଦୂରତା ବାଇ ବସ୍ତୁର ଦୂରତା, ହେଲା। ଗୋଟେ ମ୍ୟାଥ୍ କରବା। କ୍ୱେଶ୍ଚନ ହଉଛି ଗୋଟେ ଗାଡିର, ହେଲା, ଗୋଟିଏ ଗାଡିର ଆମର
ବକ୍ରତା ବ୍ୟାସାର୍ଦ୍ଧ ହଉଛି 3 ମିଟର। ବକ୍ରତା ବ୍ୟାସାର୍ଦ୍ଧ କେତେ? ଗୋଟେ ଗାଡିରେ ଲାଗିଥିବା ଆଇନାର ବକ୍ରତା ବ୍ୟାସାର୍ଦ୍ଧ 3 ମିଟର। ବକ୍ରତା ବ୍ୟାସାର୍ଦ୍ଧ ମାନେ କିସ? ବକ୍ରତା ବ୍ୟାସାର୍ଦ୍ଧ ମାନେ ହଉଛି କିସ? ଆର। ଆର ଦେଇଛି 3 ମିଟର ହେଲା। ତାପରେ ହଉଛି ଦର୍ପଣ ପଛଆଡେ ଗୋଟିଏ ବସ୍ ଦର୍ପଣ ଠାରୁ 5 ମିଟର ଦୂରରେ ଅଛି ହେଲା। ଦର୍ପଣ ଠାରୁ ଗୋଟେ ବସ୍ କେତେ ମିଟର ଦୂରରେ ଅଛି? 5 ମିଟର। ମାନେ ହଉଛି ସେଟା କିସ? ବସ୍ତୁଟା ବସ୍ ହଉଛି ବସ୍ତୁ, ମାନେ ୟୁ ହଉଛି କେତେ? 5 ମିଟର। ବୁଝିହେଲା? ତେବେ ତାହାର ପ୍ରତିବିମ୍ବର ଅବସ୍ଥିତି ଆଉ ପ୍ରକୃତି ଆଉ ହଉଛି କିସ? ଆକାର ବର୍ଣ୍ଣନା କର। ତେବେ ଆକାର ଜାଣିବା ପାଇଁ ପ୍ରଥମ କିସ? ଆମର ଭି ବାହାର କରିବା ପାଇଁ ପଡିବ। ଭି ମାନେ କିସ? ଭି ମାନେ ହଉଛି ଆମର ହଉଛି ପ୍ରତିବିମ୍ବର ଦୂରତା ହେଲା। ଧରାଯାଉ ଏଇଟା ହଉଛି କିସ? ଆମର ବର୍ତ୍ତୁଳାକାର ଦର୍ପଣ ଗାଡିରେ ଲାଗିଛି ହେଲା। ବର୍ତ୍ତୁଳାକାର ମିରର କୋଉଠି ଲାଗିଛି? ଗାଡିରେ। ତେବେ ହଉଛି ଏଇଟା ହଉଛି କିସ? ଗାଡିରେ କୋଉ ପ୍ରକାର ମିରର ଲାଗେ? ଗାଡିରେ ଆମର ଲାଗେ ହଉଛି ଆମର ଗାଡିରେ କୋଉ ପ୍ରକାର ମିରର ଲାଗେ? ଗାଡିରେ ଲାଗେ ଅବତଳ ଦର୍ପଣ। ଗାଡିରେ କୋଉ ପ୍ରକାର ଦର୍ପଣ ଲାଗେ? ଅବତଳ ଦର୍ପଣ ପଢିଛେ ଟିକେ ପୂର୍ବରୁ, ଗାଡିରେ ଅବତଳ ଦର୍ପଣ ଲାଗେ ହେଲା। ଗାଡି ଆଇନାରେ କିସ? ଆମର ଅବତଳ ଦର୍ପଣ ଲାଗେ, ପାର୍ଥକ୍ୟରେ ପଢିଥିଲେ। ସରି, ଗାଡି ଆଇନାରେ ଉତ୍ତଳ ଦର୍ପଣ ଲାଗେ। ଉତ୍ତଳ ଗାଡି ଆଇନାରେ ଉତ୍ତଳ ଦର୍ପଣ ଲାଗେ। କିସ କହିଲି? ଏଇଟା ହଉଛି ଗୋଟେ ଦର୍ପଣ। ମନେଇ ଦଉଛି ଆଉ ଥରେ। ଏଇଟା ହଉଛି କିସ? ଆମର ଗୋଟେ ଉତ୍ତଳ ଦର୍ପଣ ହେଲା, ବା ଗାଡିର ଆଇନା। ଏଇଠୁ ଗାଡିର ଆଇନା ଠୁ କିସ? ଆମର ବସ୍ ଟା କେତେ ଦୂରରେ ଅଛି? ବସ୍ ଟା ଅଛି ଏଇଠି, ଧରାଯାଉ ବସ୍ତୁ ମାନେ ବସ୍ ଟା କେତେ ଦୂରରେ ଅଛି? ଆମର 5 ମିଟର ଦୂରରେ। 5 ମିଟର ଦୂରରେ ମାନେ ସେଇଟା କିସ ହବ? ଆମର ହଉଛି କିସ ହେଇଯିବ? ୟୁ। ବସ୍ତୁର ଦୂରତା ହଉଛି ୟୁ ହେଲା। ତେବେ ଏପଟେ ମପା ହେଇଛି ଲେଫ୍ଟ ସାଇଡ କୁ। ଲେଫ୍ଟ ସାଇଡ କୁ କିସ କୁହାଯିବ? ନେଗେଟିଭ କୁହାଯାଏ ହେଲା। ଲେଫ୍ଟ ସାଇଡ ରେ ଯାହା ପୋଲ ଠାରୁ ଲେଫ୍ଟ କୁ ଯାହା ମପା ଯାଏ ସେଟାକୁ କିସ? ନେଗେଟିଭ ରେ ଲେଖାଯାଏ। ତେବେ ହଉଛି ୟୁ କେତେ? ଆମର ହଉଛି -5 ମିଟର। -5 ମିଟର। ବୁଝିପାରିଲ? ତାପରେ ହଉଛି କିସ କହିଛି? ଆମର ହଉଛି ବକ୍ରତା ବ୍ୟାସାର୍ଦ୍ଧର ହଉଛି କିସ? ମାନେ ଆର। ବକ୍ରତା ବ୍ୟାସାର୍ଦ୍ଧ ମାନେ କିସ? ଆର। ବକ୍ରତା ବ୍ୟାସାର୍ଦ୍ଧ ହଉଛି କେତେ? 3 ମିଟର କହିଛି। 3 ମିଟର ବକ୍ରତା ବ୍ୟାସାର୍ଦ୍ଧ ହଉଛି 3 ମିଟର। ତେବେ ହଉଛି ତୁମେ ଏଇଠୁ ଏଫ ବାହାର କରିପାରିବ ନା ନାଇଁ? ଏଫ। ଏଫ ମାନେ କିସ ଜିନିଷ? ଏଫ ମାନେ ହଉଛି ଫୋକସ ଦୂରତା। ଫୋକସ ଦୂରତା ତୁମେ ମନେ ପକାଅ। ଏଫ ଇକ୍ୱାଲ ଟୁ କିସ? ଆର ଇକ୍ୱାଲ ଟୁ କିସ ଲେଖିଥିଲ? 2r। ମାନେ ଏଫ ଟା କେତେ ହେଇଯିବ? r/2 ହେଲା। ଏଫ ଟା ହେଇଯିବ r/2। ମାନେ କେତେ ହେଇଯିବ? 3/2 ମାନେ 1.5 ହେଇଯିବ ହେଲା। 1.5 ମିଟର। ବୁଝିପାରିଲ? ତାପରେ ହଉଛି କିସ ହବ ନା, ଆମର ଗୋଟେ ଫର୍ମୁଲା ଅଛି ଦର୍ପଣର ସୂତ୍ର 1/v ପ୍ଲସ 1/u ଇକ୍ୱାଲ ଟୁ କେତେ? 1/f। ତେବେ ଏଠି 1/v ଜାଗାରେ କେତେ ପକେଇବ? v ଜାଗାରେ କେତେ ପକେଇବ? 1/v ଜାଗାରେ ପକେଇବା ହଉଛି, ଦେଇନି v ଟା ଦେଇନି ହେଲା। ତେବେ 1/v କୁ 1/v ରହିଲା। ତାପରେ ଏଇ 1/u ଟାକୁ ଏପଟେ ନେଇ ଆସିଲି, କେତେ ହେଇଯିବ? 1/f ମାଇନାସ 1/u। ଏଇଟା ହେଇଯିବ। ତେବେ 1/f ଜାଗାରେ 1.5 ପକେଇଲି। 1 ଜାଗାରେ କେତେ ପକେଇବି? ୟୁ ଜାଗାରେ ପକେଇବି ହଉଛି 5 ହେଲା। ୟୁ ଜାଗାରେ କେତେ ପକେଇବି? -5। ତେବେ ଏଇଟାକୁ ସମାଧାନ କରିଦେଲେ ଭିଟା ବାହାରି ଯିବ ହଉଛି କିସ? 1.15 ମିଟର। ବୁଝିପାରିଲ? ଭିଟା ବାହାରି ଯିବ କିସ? +1.15 ମିଟର। ତେବେ ପ୍ଲସ ରେ ବାହାରିଛି ମାନେ କିସ? ଏଇଟା ହଉଛି ସିଧା ହେଇଥିବ, ସଳଖ ହେଇଥିବ। ଆଉ ହଉଛି କୋଉଠି ତିଆରି ହେଇଥିବ? ଦର୍ପଣ ପଛଆଡେ ତିଆରି ହେଇଛି ମାନେ ଏଇଟା ହଉଛି ଦର୍ପଣ ପଛଆଡେ ବସ୍ତୁ ଅଛି ମାନେ ଏଠି କେଠି ତିଆରି ହେଇଥିବ? ଆମର ହଉଛି ପ୍ରତିବିମ୍ବ ହଉଛି ଦର୍ପଣ ପଛଆଡେ ସୃଷ୍ଟି ହେଇଥିବ ହେଲା। ବୁଝିପାରିଲନି? ଆଉ ଥରେ କରୁଛି ଫାଙ୍କା ପାଇବରେ। ଦେଖ ଆମର କ୍ୱେଶ୍ଚନ ଅଛି, ଗୋଟିଏ ଯାନର ପଛ ଦେଖିବା ପାଇଁ ଲାଗିଥିବା ଉତ୍ତଳ ଦର୍ପଣ ଠାରୁ ଉତ୍ତଳ ଦର୍ପଣର ବକ୍ରତା ବ୍ୟାସାର୍ଧ ସମାନ କେତେ? 3 ମିଟର ଦେଇଛି। ତାପରେ ହଉଛି
ବସ୍ ଠାରୁ ଦର୍ପଣର ଦୂରତା ହଉଛି 5 ମିଟର। ବସ୍ ଠାରୁ ଦର୍ପଣର ଦୂରତା ଇକ୍ୱାଲ ଟୁ 5 ମିଟର। ହେଲା, ତେବେ ପ୍ରତିବିମ୍ବର ଅବସ୍ଥିତି ପ୍ରକୃତି ଆକାର ନିର୍ଣ୍ଣୟ କର। ହେଲା, ତାମାନେ କି ସବୁ ଅଛି, ଗୋଟେ ଧରାଯାଉ ବାଇକ୍, ଏଇଟା ହଉଛି ବାଇକ୍ ର ମିରର ହେଲା। ବାଇକ୍ ପଛରେ ଗୋଟେ ବସ୍ ଅଛି, କେତେ ଦୂରରେ? ବାଇକ୍ ପଛରେ ଅଛି ଗୋଟେ ବସ୍, ମାନେ ସେଇ ଆଇନା ଠୁ କେତେ ଦୂରରେ? ଆମର ଅଛି 5 ମିଟର ଦୂରରେ। କେତେ ମିଟର? 5 ମିଟର ଦୂରରେ। ହେଲା, ଆଉ ହଉଛି ସେଇ ଆଇନାର ଦେଇ ଦେଇଛି କି ସବା ଆଇନାର ବକ୍ରତା ବ୍ୟାସାର୍ଧ ଦେଇଯାଇଛି 3 ମିଟର। ବୁଝିଲା? ଏବେ ପଚାରୁଛି ଯେ ସେଇ ଆଇନା ଭିତରେ ଯେ ବସଟାର ଫଟୋଟା ତିଆରି ହବ, ସେଇ ଫଟୋଟା କେମିତି ହବ? ମାନେ ସିଧା ତିଆରି ହବ ନା ହଉଛି ଉଲ୍ଟା ତିଆରି ହବ? ଆଉ ସେଇ ଫଟୋଟା କେତେ ବଡ ତିଆରି ହବ? ବୁଝିଲା? ମାନେ ତାର ପରିବର୍ତ୍ତନ କେତେ ହବ, ମାନେ କେତେ ବଡ ଫଟୋଟା ତିଆରି ହବ? ବୁଝିଲା? ସେଇଟା ବାହାର କର କହୁଛି। ତେବେ ଲେଖିଦବା, କିସ କିସ ଦିଆହେଇଛି। ପ୍ରଥମ ଦିଆହେଇଛି ଆମକୁ କିସ? ଆମକୁ ଦିଆହେଇଛି ବକ୍ରତା ବ୍ୟାସାର୍ଧ। ବକ୍ରତା ବ୍ୟାସାର୍ଧ ଗୋଟେ ଚିତ୍ର ବନେଇଦବା। ଆମେ ଉତ୍ତର ଦର୍ପଣର ଗୋଟେ ଚିତ୍ର ବନେଇଦବା। ଉତ୍ତର ଦର୍ପଣ ଦେଖିବା ପାଇଁ କେମିତି? ଏମିତି। ହେଲା, ଉତ୍ତର ଦର୍ପଣ ଦେଖିବା ପାଇଁ ଏମିତି ବନେଇଦେଲି ଚିତ୍ର। ତାପରେ ହଉଛି ଏଇଠି ହଉଛି ପୋଲ, ଏଇଟା ହଉଛି କି ସବୁ ବସ୍ ଅଛି। ଏଇଠୁ ଏଇଟା ଦୂରତା କେତେ? 5 ମିଟର। ବୁଝିପାରିଲ? ଏଇଠୁ ଏଇଟା ଦୂରତା ହଉଛି 5 ମିଟର। ମାନେ ୟୁଟା ଦେଇଛି କେତେ? ୟୁଟା ବସ୍ତୁର ଦୂରତା କେତେ? ଆମର ହଉଛି 5 ମିଟର, ମାନେ -5। କି ପାଇଁ -5? ଲେଫ୍ଟ ସାଇଡ୍, ପୋଲରୁ ଲେଫ୍ଟ ସାଇଡ୍ କୁ ମପା ହଉଛି। ପୋଲରୁ ଲେଫ୍ଟ ସାଇଡ୍ କୁ ମପା ହେଲେ କିସ ମାଇନସରେ ମପା ହୁଏ। ୟୁଟା ହଉଛି 5 ମିଟର, -5 ହେଲା। ତାପରେ ହଉଛି ବକ୍ରତା ବ୍ୟାସାର୍ଧ। ବକ୍ରତା ବ୍ୟାସାର୍ଧ ମାନେ ଆର କେତେ? ବକ୍ରତା ବ୍ୟାସାର୍ଧ ଏପଟେ ହବ ନା ଏପଟେ ହବ? କହନା। ବକ୍ରତା ବ୍ୟାସାର୍ଧ ଭେରି ଗୁଡ, ଏପଟେ ହବ। ବୁଝିଲା? ଆର କେତେ? ଏଇଠୁ ଏତିକି ଆର କେତେ? ଏଇଠୁ ଏତିକି ହଉଛି କେତେ? ଆମର ହଉଛି 3 ମିଟର। ବୁଝିପାରିଲ? ଆର ହଉଛି 3 ମିଟର ଦେଇଛି, +3 ମିଟର। ବୁଝିଲା? ଏବେ ଆର ଦେଇଛି ଯଦି ଏଫ୍ ବାହାର କରିପାରିବ ନା ନାହିଁ? କି ପାଇଁ ନା ଆମର ଦର୍ପଣ ସୂତ୍ରରେ ପକେଇବା ନା, 1/v + 1/u = 1/f। ଏଇଠୁ ଏଇଠୁ ବାହାର କରିବା ନା, ଆମର ଭି ଟା ବାହାର କରିବା, ମାନେ ପ୍ରତିବିମ୍ବର ଦୂରତା ବାହାର କରିବା। ହେଲା, ଏବେ ହଉଛି ଏଫ୍ ଟା କେତେ ହବ? ଏଫ୍ ଟା ହେଇଯିବ ଏଫ୍ ଇକ୍ୱାଲ ଆର ଇକ୍ୱାଲ ଟୁ 2f ପଢିଥିବ। ଏବେ ଏଫ୍ ଇକ୍ୱାଲ ଟୁ କେତେ ହେଇଯିବ? r/2। ହେଲା, r/2। ତେବେ ହଉଛି ଆର କେତେ? ଆର ହଉଛି ଆମର ହଉଛି 3/2। ଆର ଇକ୍ୱାଲ ଟୁ 3/2। 3/2 ମାନେ କେତେ ହେଇଯିବ? 3/2 ହେଇଯିବ 1.5। ହେଲା, ତେବେ ହଉଛି ଆର କେତେ ହେଇଗଲା? ସରି, ଏଫ କେତେ ହେଇଗଲା? 1.5। ତେବେ ଏଇନା ପୁଟ୍ କରିଦେବା ଫର୍ମୁଲା। ହେଲା, ପୁଟ୍ କରିଦେବା ଫର୍ମୁଲାରେ। ତେବେ ହଉଛି ଆମେ କିସ ବାହାର କରିବା? ଆମେ ହଉଛି 1/v ବାହାର କରିବା ପ୍ରଥମ। 1/v ଇକ୍ୱାଲ ଟୁ କେତେ ହେଇଯିବ? 1/v ଇକ୍ୱାଲ ଟୁ 1/f ମାଇନାସ 1/u। 1/u ଟା ଏପଟେ ପଳେଇ ଆସିଛି। ହେଲା, 1/u। ତେବେ ପକେଇଦେଲି, 1/v କୁ v ରହିଲା, 1/f ଜାଗାରେ 1.5 ରହିଲା, ବିୟୋଗ 1/u କୁ ଜାଗାରେ କେତେ ପକେଇବି? -5 ପକେଇବି। ଏଠି କେତେ ପକେଇବି? -5। ତାପରେ ହଉଛି ୟାର କାଲକୁଲେସନ ଟା ଦେଖ, ତୁମକୁ ଫଟୋରେ ଦେଖି ଦଉଛି। ବୁଝିଲା? ୟାର କାଲକୁଲେସନ ଟା ଦେଖ, ଫଟୋରେ ଦେଖି ଦଉଛି, ଆମର ଜାଗା ନାହିଁ। ହେଲା, ୟାର କାଲକୁଲେସନ ଟା ଦେଖ। ହେଲା, ଏଇଟା ଦେଖ, ଜାଣି ପକେଇଲ। 1/v ଇକ୍ୱାଲ ଟୁ କେତେ ହେଲା? 1/f ମାଇନସ 1/u। ତେବେ ହଉଛି ଏଇଠି ପକେଇଦେଲୁ 1/1.5। ହେଲା, ଜିରୋଟା ବସେଇଦେବା, ଯାହା ନ ବସେଇବା ତାହା। ତାପରେ ମାଇନସ, ଏଠି ବି -5 ପକେଇଲି। ତେବେ ମାଇନସ ମାଇନସ କିସ ହେଇଯିବ? ପ୍ଲସ। ଏଗୁଡା ଦୁଇଟାକୁ ଲସାଗୁ ନିଆଗଲା। ଲସାଗୁ କେତେ ହେଲା? 7.5। ତାପରେ ଏଇଟା ହରଣ ଏଇଟା କରାଗଲା। ତେବେ ହଉଛି ସେଇଟାକୁ 5 ହେଲା, ସେଇଟାକୁ ଗୁଣନ କରାଗଲା। ବୁଝିଲା? ଏଇଟା କାଲକୁଲେସନ କରିକି ବାହାରିଛି ଏତିକି। ହେଲା, କେତେ ବାହାରିଛି? କାଲକୁଲେସନ କର। କାଲକୁଲେସନ ଜାଣିନ ଯଦି ତୁମେ କିସ ଗଣିତ ଟା ଟିକେ ଶିଖ। ହେଲା, ଏ କାଲକୁଲେସନ କରି କେତେ ବାହାରିଛି? ଭି ଟା ବାହାରିଛି ହଉଛି ଏତିକି। 1/v ବାହାରିଥିଲା। ହେଲା, ଏଇଟା 1/v ବାହାରିଥିଲା। ଭି ଟା କେତେ ହେଇଯିବ? ଉଲ୍ଟି ଯିବ ଏଇଟା। ତେବେ ହଉଛି କାଲକୁଲେସନ କରି କେତେ ବାହାରିଛି? ଭି ଟା ହଉଛି 1.15 ବାହାରିଛି। ହେଲା, ଏବେ ପ୍ଲସ ରେ ବାହାରିଛି। ପ୍ଲସ ରେ ବାହାରିଛି ମାନେ ଏଇଟା କୋଉଠି ସୃଷ୍ଟି ହେଇଥିବ? ଆମର ପ୍ରତିବିମ୍ବଟି ଦର୍ପଣ ପଛଆଡେ ସୃଷ୍ଟି ହେଇଥିବ। ହେଲା, ସରି, ଏଇଟା ହଉଛି ଆମର ହଉଛି ଦର୍ପଣ। ଦର୍ପଣ ପଛଆଡେ ଏପଟେ ସୃଷ୍ଟି ହେଇଥିବ। ବୁଝିପାରିଲ? ତାପରେ ହଉଛି ପ୍ରତିବିମ୍ବର ପରିବର୍ତ୍ତନ। ଏମ ର ସୂତ୍ର କିସ? ଏମ ର ସୂତ୍ର ଏଇଟା -v/u। ମାଇନସ ମାଇନସ କୁ ମାଇନସ ରହିଲା, ଭି ଜାଗାରେ କେତେ ବସେଇବ? ଏଇଟା ବାହାରିଛ। ଆଉ ୟୁ ହଉଛି କେତେ? 5 ଦେଇଥିଲା, ବସେଇଦେଲ। ଏବେ ପରିବର୍ତ୍ତନ କେତେ ହବ? ଏତିକି। ବୁଝାଲା? ଏତିକି ହବ କାଲକୁଲେସନ କଲେ। ବୁଝାଲା? ଏବେ ପ୍ରତିବିମ୍ବଟା କିସ ହବ? ଅବାସ୍ତବ। ତାପରେ ହଉଛି ବସ୍ତୁ ତୁଳନାରେ ହଉଛି କିସ? ଛୋଟ ଆ। ବୁଝିଗଲ? ଏମିତି କରାଯାଏ।
ହେଲା। ତେବେ ହଉଛି ଯଦି ପ୍ରୋବ୍ଲେମ ଗୁଡା ହଉନି, ଯେତେବେଳେ ହଉଛି ପରୀକ୍ଷା ପାଇଁ ହଉଛି କ୍ୱେଶ୍ଚନ ଗୁଡା ରିଭିଜନ କରବା, ସେତେବେଳେ ପ୍ରୋବ୍ଲେମ ଗୁଡା କି ସବୁ ପୁରା ଡିଟେଲ୍ସ ର କରବା। ବୁଝିହେଲା? ତ ମନେ ରଖ ହେଲା। ଆଉ ଯଦି ପ୍ରୋବ୍ଲେମ ଯିଏ କରିପାରୁନ ତାକୁ ଛାଡିଦବ। ବୁଝିହେଲା? ତାପରେ ପଢବା ହଉଛି ପ୍ରତିସାରଣଙ୍କ। ପ୍ରତିସାରଣଙ୍କ କିଛି ଜିନିଷ କଣ? ଆଲୋକ ପ୍ରତିସାରଣଙ୍କ ହଉଛି ଗୋଟେ ଅନୁପାତ। କାହାର କାହାର ଅନୁପାତ? ଆଲୋକର ବେଗ କୋଉଠି? ବାୟୁରେ ଆଲୋକର ବେଗ ଆଉ ହଉଛି ଯୋଉ ମାଧ୍ୟମରେ ହଉଛି କିସ ଅ ଯୋଉ ମାଧ୍ୟମର ପ୍ରତିସାରଣଙ୍କ ବାହାର କରୁଥିବ। ହେଲା, ଧରାଯାଉ ଜଳରେ ଆଲୋକର ପ୍ରତିସାରଣଙ୍କ ବାହାର କରୁଛ। ଜଳର ପ୍ରତିସାରଣଙ୍କ କେମିତି ବାହାର କରିବ? ବାୟୁର ପ୍ରତିସାରଣଙ୍କ ବେଗ। ହେଲା, ବାୟୁରେ ବେଗ, ବାୟୁରେ ଆଲୋକର ବେଗ ଯେତିକି, ସେଇଟା ହରଣ ହଉଛି କେତେ, କିସ କରିଦବ, ଜଳରେ ଯେତିକି ସ୍ପିଡ ରେ ଯାଉଥିବ ଆଲୋକ, ସେଇଟା କରିଦେଲେ ହଉଛି କିସ ପ୍ରତିସାରଣଙ୍କ ବାହାରିଯିବ। କିସ କହିଲି? ପ୍ରତିସାରଣଙ୍କ କେମିତି ବାହାରେ? ପ୍ରତିସାରଣଙ୍କ ହଉଛି ଗୋଟେ ଅନୁପାତ। ଧରାଯାଉ ହଉଛି ଜଳର ପ୍ରତିସାରଣଙ୍କ ବାହାର। କାହାର? ଜଳର ପ୍ରତିସାରଣାଙ୍କ କେମିତି ବାହାର କରିବ? ଏଇଟା ଗୋଟେ ଅନୁପାତ। ହେଲା, ବାୟୁରେ ଆଲୋକର ବେଗ, ବାୟୁରେ ଆଲୋକର ବେଗ ମାନେ କିସ, ସେଇଟାକୁ ସି କୁହାଯାଏ। 3 × 10⁸ କିସ କୁହାଯାଏ? ସି ମଧ୍ୟ କୁହାଯାଏ। ଆଉ ହଉଛି ଜଳର ପ୍ରତିସାରଣଙ୍କ ବାହାରୁଛ ମାନେ ହଉଛି ସି ବାଇ ହଉଛି ଜଳରେ ଆଲୋକର ବେଗ, ମାନେ ଜଳରେ କେତେ ସ୍ପିଡରେ ଲାଇଟ ଯାଏ ସେଇଟା ବାହାର କରିଦେଲେ ହଉଛି କିସ ପ୍ରତିସାରଣଙ୍କ ବାହାରିଯିବ। ବୁଝିହେଲା? ତ ପ୍ରତିସାରଣ କାହାକୁ କୁହାଯାଏ? ଆଲୋକର ବାୟୁରେ ବେଗ। ହେଲା, ଆଉ ହଉଛି ସେଇ ମାଧ୍ୟମରେ ବେଗର ଅନୁପାତକୁ କିସ କୁହାଯାଏ? ସେଇ ମାଧ୍ୟମର ପ୍ରତିସାରଣଙ୍କ କୁହାଯାଏ। ତାକୁ ଫର୍ମୁଲାରେ କୁହାଯାଏ N = C/V। ବୁଝିହେଲା? ଏମିତି ଗୋଟେ କ୍ୱେଶ୍ଚନ ଦେଇଛି, ଯଦି କରିପାରିବ ନା ନାଇଁ। ଆଲୋକ ପ୍ରତିସାରଣଙ୍କ ବାହାରିବ, ଜଳର ପ୍ରତିସାରଣଙ୍କ। ହେଲା, ଧରାଯାଉ ହଉଛି ଆଲୋକର ବାୟୁର ବେଗ ଜାଣିଛ, ସିଟା ଦେଇଥିବନି। ହେଲା, ସିଟା ତ ତୁମେ ଜାଣିଛ, କିନ୍ତୁ ହଉଛି ଭିଟା ଦେଇଥିବ। ହେଲା, ସେ କହିଛି ଆଲୋକର ଗୋଟିଏ ମାଧ୍ୟମରେ ବେଗ ହଉଛି 2 km/s। ବୁଝିହେଲା? ତେବେ ହଉଛି ସେଇ ମାଧ୍ୟମର ପ୍ରତିସାରଣଙ୍କ କେତେ? C/2 କରିଦବ। ବୁଝିହେଲା? ବାହାରିଯିବ ସହଜରେ। ହେଲା, ଲେଖିପାରିବ। ତାପରେ ପଢବା ହଉଛି ଲେନ୍ସ। ଲେନ୍ସ ହଉଛି କିସ ଜିନିଷ କହନା? ଲେନ୍ସ ହଉଛି ଗୋଟେ କାଚ। ବୁଝିହେଲା? ଯାହାର ଭିତରକୁ ଆଲୋକ ପଶିକି ହଉଛି କିସ ବାହାରିଯାଏ, ସେଇଟା ହଉଛି ଲେନ୍ସ। ବୁଝିପାରିଲ? ଲେନ୍ସ ଦେଖିବା ପାଇଁ କେମିତି? ଲେନ୍ସ ହଉଛି ଦେଖିବା ପାଇଁ ଏମିତି। ଏମିତି ଲେନ୍ସ ବି ଅଛି, ଦେଖିଛ? ଏମିତି ଲେନ୍ସ ବି ଦେଖିଛ? ହେଲା, ତୁମେ ସେଇ ଚଷମା ଗୁଡା ବ୍ୟବହାର କରନି, ସେଗୁଡା ଗୋଟେ ଗୋଟେ ଲେନ୍ସ। ଟର୍ଚ୍ଚ ରେ ହଉଛି 10 ଟଙ୍କା ବାଲା ଟର୍ଚ୍ଚ ରେ ହଉଛି ଥାଏ ନା ଏତିକି ବଡଟା, ସେଇଟା ବି ଗୋଟେ ଲେନ୍ସ। ସେଇଟା ଯଦି ଦେଖିବ ତୁମେ କିସ ଉଲ୍ଟା ଉଲ୍ଟା ଦେખાଏ। ହେଲା, ତୁମେ ଯଦି ଦେଖିବ ମଣିଷଟା ଉଲ୍ଟା ଦେଖିବ। ବୁଝିହେଲା? ସେଇଗୁଡା ହଉଛି କିସ ଲେନ୍ସ। ବୁଝିହେଲା? ଲେନ୍ସ ବି ଦୁଇ ପ୍ରକାର, ଗୋଟେ ହଉଛି ଉତ୍ତଳ ଲେନ୍ସ, ଆଉ ଗୋଟେ କିସ ଅବତଳ ଲେନ୍ସ। ଗୋଟେ ହଉଛି ଉତ୍ତଳ ଲେନ୍ସ, ଆଉ ଗୋଟେ କିସ ଅବତଳ ଲେନ୍ସ। ଉତ୍ତଳ ଲେନ୍ସ ହଉଛି ଦେଖିବା ପାଇଁ ଏମିତି, ଆଉ ହଉଛି ଅବତଳ ଲେନ୍ସ ଦେଖିବା ପାଇଁ କିସ ଏମିତି। ବୁଝିହେଲା? ଉତ୍ତର ଲେନ୍ସ ର କିଛି ଅଂଶ। ହେଲା, ଉତ୍ତର ଲେନ୍ସ ର ଏଇଟାକୁ କିସ କୁହାଯାଏ କହନା? ଏଇଟାକୁ କୁହାଯାଏ ହଉଛି ଓ। ହେଲା, ଏଇଟାକୁ ଏୟାର ବି କିସ କୁହାଯିବ ଓ। ବୁଝିପାରିଲ? ତାପରେ ହଉଛି ୟାର ବି ଫୋକସ ଦେଖ, ଏଇଟା ବି ଫୋକସ ଥିବ ନା ନାଇଁ? ୟାର ଦୁଇଟା ଫୋକସ ରହିବ। ହେଲା, ଏଇଟା ବି ଗୋଟେ ବୃତ୍ତର ଅଂଶ। ଦେଖ, ଏଇଟା ବି ଗୋଟେ ବୃତ୍ତର ଅଂଶ। ବୃତ୍ତର ଅଂଶ ନା ନାଇଁ? ଏଇଟା ବି ଗୋଟେ ବୃତ୍ତର ଅଂଶ। ଏଇଟା ବି ଗୋଟେ ବୃତ୍ତର ଅଂଶ। ହେଲା, ଏଇ ବୃତ୍ତର ଅଂଶ। ଏଇ ପଟଟା, ହେଲା, ଏଇ ପଟଟା ଦେଖ, ଏଇଟା ହଉଛି କୋଉ ବୃତ୍ତର ଅଂଶ? ଏଇ ବୃତ୍ତର ଅଂଶ। ହେଲା, ତେବେ ଏଇଠି ହଉଛି ଫୋକସ ଦୂରତା ଗୋଟେ ଥିବ, ଏପଟେ ବି ଗୋଟେ ଫୋକସ ଦୂରତା ଥିବ। ଏପଟର ଫୋକସ ଟାକୁ କିସ କୁହାଯାଏ? F1। ଏପଟଟାକୁ F2। ଏପଟର ହଉଛି ମାନେ ବକ୍ରତା କେନ୍ଦ୍ର, ମାନେ ହଉଛି ଏଇ ଦର୍ପଣର କେନ୍ଦ୍ର ବିନ୍ଦୁ ବକ୍ରତା କେନ୍ଦ୍ର ଗୋଟେ, ଏପଟ ହଉଛି ବକ୍ରତା କେନ୍ଦ୍ର ଗୋଟେ। ତେବେ ହଉଛି ଦୁଇଟା ବକ୍ରତା କେନ୍ଦ୍ର ଥାଏ, ଦୁଇଟା ଫୋକସ ଥାଏ। ବୁଝିହେଲା? ସେମିତି ୟାର ବି ଦୁଇଟା ଫୋକସ ଦୂରତା ଥିବ, ଦୁଇଟା ଫୋକସ ପଏଣ୍ଟ ଥିବ, ଆଉ ହଉଛି କି ଦୁଇଟା ବକ୍ରତା କେନ୍ଦ୍ର ଥିବ। ବୁଝିହେଲା? ଦେଖିବା ପାଇଁ ଏମିତି ଜାଣିପାରିଲ? ତାପରେ ହଉଛି ପଢବା ହଉଛି, ହେଲା, ୟାର ଲଙ୍ଗ କ୍ୱେଶ୍ଚନ ପଢବା। ଉତ୍ତର ଲେନ୍ସ ଦ୍ୱାରା ସୃଷ୍ଟି ହେଉଥିବା ପ୍ରତିବିମ୍ବର ଗଠନ। ବୁଝିହେଲା? ଉତ୍ତର ଲେନ୍ସ ଦ୍ୱାରା ସୃଷ୍ଟି ହେଉଥିବା ପ୍ରତିବିମ୍ବର ଗଠନ। ଉତ୍ତର ଲେନ୍ସ ଦ୍ୱାରା ପ୍ରତିବିମ୍ବ ଯେ ସୃଷ୍ଟି ହୁଏ, କେମିତି ସୃଷ୍ଟି ହୁଏ? ବୁଝିହେଲା? ତ ଦେଖ, ଗୋଟେ ଉତ୍ତର ଲେନ୍ସ ବନଉଛି। ଉତ୍ତର ଲେନ୍ସ, ଏଇଟା ହଉଛି ଉତ୍ତର ଲେନ୍ସ। ହେଲା, ଠିକ ସେମ ଜିନିଷ ଯଦି ଦର୍ପଣ ଲଙ୍ଗ କ୍ୱେଶ୍ଚନ ମନେ ରହିଗଲା, ଏଇଟା ବି ସାଙ୍ଗେ ସାଙ୍ଗେ ମନେ ରହିଯିବ। ହେଲା, ଏଇଟା ହଉଛି ଆମର କିସ ଉତ୍ତର ଲେନ୍ସ ର ଚିତ୍ର। ଏଇଟାକୁ କିସ କୁହାଯାଏ? F1। ଏଇଟାକୁ କିସ କୁହାଯିବ? C1। ଏପଟେ କିସ କୁହାଯିବ? F2। ଏପଟେ ହଉଛି C2। ପ୍ରଥମ ହଉଛି ବସ୍ତୁକୁ କୋଉଠି ରଖବା? ଅନନ୍ତ ଦୂରତାରେ। ବସ୍ତୁକୁ ଅନନ୍ତ ଦୂରତାରେ ରଖିଲେ ଆମର ପ୍ରତିବିମ୍ବ କୋଉଠି ସୃଷ୍ଟି ହବ କହନା? ପ୍ରତିବିମ୍ବ ସୃଷ୍ଟି ହବ F2 ଠାରେ। ହେଲା, F2 ଠାରେ ସୃଷ୍ଟି ହବ। ଏଇଠି ସୃଷ୍ଟି ହବ ପ୍ରତିବିମ୍ବ। କୋଉଠି ସୃଷ୍ଟି ହବ? F2 ଠାରେ। ବୁଝିଲା? ପ୍ରତିବିମ୍ବ F2 ଠାରେ ସୃଷ୍ଟି ହବ। ଅତ୍ୟନ୍ତ କ୍ଷୁଦ୍ର ବିଦୂଷମ। ତାପରେ ବାସ୍ତବ ବଲଟା। ବାସ୍ତବ ବଲଟା କି ପାଇଁ? ଏଇଟା ହଉଛି ଦର୍ପଣର କିସ କହନା? ଆର ପଟେ ସୃଷ୍ଟି ହେଇଛି। ବୁଝିଲା? ଆର ପଟେ ମାନେ ପଛଆଡେ ସୃଷ୍ଟି ହେଇନି। ଏଇଟା ଦେଖ, ପ୍ରତିବିମ୍ବଟା ସୃଷ୍ଟି ହେଇଛି କି ପାଇଁ କହନା? ବାସ୍ତବ କେତେବେଳେ କୁହାଯିବ କହନା? ବାସ୍ତବ ଯେତେବେଳେ ହଉଛି ତୁମର କିସ ଛେଦ କରିବେ। ହେଲା, ଅରିଜିନାଲ ଛେଦ କରିବେ, ଡଟ ଡଟ ବାଲା ଛେଦ ନାହିଁ। ହେଲା, ଯେମିତି ହଉଛି ଏମିତି ଡଟ 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 ଛେଦ କଲେ ହଉଛି। ହେଲା, ଯେମିତି ଆମର ଗୋଟେ ୟସ୍ ଦେଖ, ଏଇଠି ବସ୍ତୁଟା ଥିଲା, ଏଇଠୁ ଆସିକି ଏପଟେ ଗଲା। ଏପଟେ ଯେ ପ୍ରତିବିମ୍ବ ସୃଷ୍ଟି ହେଲା, ଡଟ ଡଟ ଦେଇକି ତିଆରି କରିଥିଲେ ନା ନାଇଁ? ହେଲା, ସେଇଟା ହଉଛି ଅବାସ୍ତବ। ବୁଝିହେଲା?
କିନ୍ତୁ ହଉଛି ଏପଟେ ହଉଛି କିସ ସିଧା ପାରେଇ ଯାଇଛି ହେଲା, ମାନେ ଅରିଜିନାଲ ଇଏଟା ସୃଷ୍ଟି ହବ, ବୁଝିପାରିଲ? ତେବେ ହଉଛି ସେଇଟା ହଉଛି କିସ ଆମର ହଉଛି ବାସ୍ତବ ହେଲା, ବାସ୍ତବ ସୃଷ୍ଟି ହବ। ଆଉ ହଉଛି କିସ ଓଲଟା ସୃଷ୍ଟି ହବ, ଓଲଟା ତିଆରି ହବ, ବୁଝିଲା? ମନେ ରଖିଲ। ତାପରେ ହଉଛି ଏପଟେ ବି ସେକେଣ୍ଡ ପଏଣ୍ଟ ଦେଖବା, ସେକେଣ୍ଡ ପଏଣ୍ଟ ସେକେଣ୍ଡ ଜାଗାରେ ରଖିକି ଦେଖବା, ସେକେଣ୍ଡ ଜାଗାରେ କୋଉଠି ରଖବା? ସି ପଛରେ ରଖବା, ବସ୍ତୁକୁ କୋଉଠି ରଖବା? ସି ପଛରେ। ସି ପଛରେ ରଖବା, ବସ୍ତୁକୁ ସି ପଛରେ ରଖବା, ଲେନ୍ସ ବନେଇଦେଲି। ଏଇଟା ହଉଛି କି ମୁଖ୍ୟ ଅକ୍ଷ, ଏଇଟା ହଉଛି ଓ, ଏଇଟା ହଉଛି ପି, ସରି F1, ଏଇଟା ହଉଛି C1, ଏପଟେ ହଉଛି F2, ଏପଟେ ହଉଛି କି C2। ଏଇନା ରଖବା ହଉଛି ବସ୍ତୁକୁ ସି ପଛରେ। ତେବେ ହଉଛି ଆସିଲା ହେଲା, ଆମର ହଉଛି ପ୍ରତିବିମ୍ବ ସୃଷ୍ଟି ହବ ହଉଛି ହେଲା ଏମିତି, ଏମିତି ଆସିଲା। ତାପରେ ଆଉ ଗୋଟେ ଲାଇଟ୍ ଆସିଲା, ଏଇଠି ସୃଷ୍ଟି ହବ, କୋଉଠି ସୃଷ୍ଟି ହବ? F2 ଆଉ C2 ମଝିରେ ସୃଷ୍ଟି ହବ, ବୁଝିଲା? ୟାର ଚିତ୍ର ଗୁଡା ହଉଛି ବହିରୁ ଭଲସେ ଦେଖିକି କରିବ, ବୁଝିଲା? ଚିତ୍ର ଗୁଡା ବହିରୁ ଭଲସେ ଦେଖିକି କରିବ, ବୁଝିପାରିଲ? ଏଇଠି ସୃଷ୍ଟି ହବ ପ୍ରତିବିମ୍ବ F2 ଆଉ C2 ମଝିରେ। ତାପରେ ହଉଛି ଆକାର କ୍ଷୁଦ୍ର ବାସ୍ତବ ବଲଟା। ତାପରେ ଥାର୍ଡ ରେ ଦେଖବା, ଏଇଟା ହଉଛି O, ଏଇଟା ହଉଛି କିସ ଆମର ହଉଛି F1, ଏଇଟା ହଉଛି C1, ଏଇଟା ହଉଛି F2, ଏଇଟା ହଉଛି C2। ଏଇନା ହଉଛି ଆମର ପ୍ରତିବିମ୍ବକୁ କୋଉଠି ରଖବା? ସରି, ବସ୍ତୁକୁ ରଖବା ହଉଛି C1 ଉପରେ। ବସ୍ତୁକୁ C1 ଉପରେ ରଖିଲେ ମନେ ରଖିବ ପ୍ରତିବିମ୍ବ ଆମର ସୃଷ୍ଟି ହୁଏ C2 ରେ ହେଲା। ବସ୍ତୁକୁ C1 ଉପରେ ରଖିଲେ ପ୍ରତିବିମ୍ବ କୋଉଠି ସୃଷ୍ଟି ହୁଏ? C2 ରେ ସୃଷ୍ଟି ହୁଏ, ବୁଝିପାରିଲ? ପ୍ରତିବିମ୍ବ C2 ଠାରେ। ତାପରେ ସମାନ ଆକାର ହେଲା, ପ୍ରତିବିମ୍ବ ବସ୍ତୁର ଆକାର ଯେତିକି ପ୍ରତିବିମ୍ବର ଆକାର ବି ସେତିକି। ତାପରେ ହଉଛି ବାସ୍ତବ ବଲଟା ହେଲା, ଇଏ ବି ଓଲଟା ଦେଖ। ତାପରେ ବସ୍ତୁକୁ କୋଉଠି ରଖବା? C1 ଆଉ F1 ମଝିରେ। ଏଇଟା ଆମର କିସ ଦର୍ପଣ? ଉତ୍ତଳ ଦର୍ପଣ। ଏଇଟା ହଉଛି O, ଏଇଟା ହଉଛି F1, ଏଇଟା ହଉଛି କିସ C1। ଏଇନେ ରଖବା ଆମର ଏଇଠି ହେଲା, ଏଇଠି ରଖିଲେ କୋଉଠି ସୃଷ୍ଟି ହବ? ଏଇଠି ରଖିଲେ ଆମର ସୃଷ୍ଟି ହବ, ଏପଟେ ସୃଷ୍ଟି ହବ C2 ପଛରେ ସୃଷ୍ଟି ହବ, କୋଉଠି? C2 ପଛରେ ସୃଷ୍ଟି ହବ, ବୁଝିଲା? ଆଉ ଆକାରଟା କୋଉଠି ପରିବର୍ଦ୍ଧିତ, ମାନେ ଟିକେ ବଢି ଯାଇଥିବ, ବୁଝିଲା? ଆକାରଟା ଟିକେ ବଡ ହେଇଯାଇଥିବ। ତାପରେ ହଉଛି ବାସ୍ତବ ବଲଟା ହେଲା, ଏଇନା ହଉଛି F1 ବସ୍ତୁକୁ କୋଉଠି ରଖବା? F1 ଭିତରେ ରଖବା। F1, ଏଟା ହଉଛି କିସ C1, ଏପଟେ ହଉଛି F2, ଏପଟେ ହଉଛି C2। ଯଦି ବସ୍ତୁକୁ F1 ମଝିରେ F1 ଉପରେ ରଖିଲେ, ତେବେ ମନେ ରଖିବ ବସ୍ତୁଟି କୋଉଠି ସୃଷ୍ଟି ହବ? ଅନନ୍ତ ଦୂରତାରେ ସୃଷ୍ଟି ହବ, କୋଉଠି? ଅନନ୍ତ ଦୂରତାରେ ସୃଷ୍ଟି ହବ। ବସ୍ତୁଟି କୋଉଠି ସୃଷ୍ଟି ହବ? ଅନନ୍ତ ଦୂରତାରେ ସୃଷ୍ଟି ହବ ହେଲା, ବସ୍ତୁଟି ଅନନ୍ତ ଦୂରତାରେ ସୃଷ୍ଟି ହବ। ତେବେ ହଉଛି ଅତ୍ୟନ୍ତ ପରିବର୍ଦ୍ଧିତ, ବହୁତ ବଡ ହେଇଥିବ, ବାସ୍ତବ ଅଲଟା ହେଇଥିବ, ବୁଝିଲା? ଏଇ ଚିତ୍ର ଗୁଡା କୋଉଠି ଦେଖ? ଏଇ ଚିତ୍ର ଗୁଡା ଏଇଠି ଦେଖ ହେଲା, ଦେଖେଇ ଦଉଛି। এইগুলা, এইଗୁଡା ବୁଝିହେଲା? ଅନନ୍ତ ଦୂରତାରେ ସୃଷ୍ଟି ହବ। এইଟା ଦେଖ ଅନନ୍ତ ଦୂରତାରେ ସୃଷ୍ଟି ହେଇଛି। ତାପରେ ବସ୍ତୁକୁ କୋଉଠି ରଖବା? ବସ୍ତୁକୁ ରଖବା ହଉଛି F1 ଆଉ ହଉଛି କିସ O ମଝିରେ। ବସ୍ତୁକୁ F1 ଆଉ O ମଝିରେ। ବସ୍ତୁକୁ କୋଉଠି ରଖାଯିବ ତ ଏଇନା? ବସ୍ତୁକୁ F1 ଆଉ O ମଝିରେ। ବସ୍ତୁଟି F1 ଆଉ ଆଲୋକ କେନ୍ଦ୍ର O ମଝିରେ ରହିଲେ। ଏଇଟା ହଉଛି ଆମର ଦର୍ପଣ, ସରି ଲେନ୍ସ। ଏଇଟା ହଉଛି F1, ଏଇଟା ହଉଛି C1, ଏଇଟା ହଉଛି O, ଏଇଟା ହଉଛି F2, ଏଇଟା ହଉଛି କି C2। ଏଇ ମଝିରେ ରଖବା। ଏଇ ମଝିରେ ବସ୍ତୁଟିକୁ ରଖିଲେ କୋଉଠି, ଏଇ ମଝିରେ ବସ୍ତୁଟିକୁ ରଖିଲେ କୋଉଠି ସୃଷ୍ଟି ହବ ଦେଖ। ଚିତ୍ରଟା ଭଲ ହଉନି ହେଲା। ଏଇ ମଝିରେ ଯଦି ବସ୍ତୁଟା ରହେ କୋଉଠି ସୃଷ୍ଟି ହବ ଦେଖ। ଏଇ ମଝିରେ ବସ୍ତୁଟା ରହିଲେ ଆମର ସୃଷ୍ଟି ହବ ହଉଛି ଦର୍ପଣ ପଛଆଡେ। ଏପଟେ ଡଟ 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 କରିବ ହେଲା, କୋଉଠି ସୃଷ୍ଟି ହବ? ଆମର ଦର୍ପଣ ପଛଆଡେ, ମାନେ C1 ପଛରେ, ବୁଝିହେଲା? କୋଉଠି ସୃଷ୍ଟି ହବ? C1 ପଛରେ ସୃଷ୍ଟି ହବ, ବୁଝିପାରିଲ? ବସ୍ତୁଟି ଯୋଉ ପାର୍ଶ୍ୱରେ ଅଛି ସେଇ ପାର୍ଶ୍ୱରେ ପ୍ରତିବିମ୍ବ ସୃଷ୍ଟି ହବ। ବସ୍ତୁଟି ଏପଟେ ଅଛି ହେଲା, ଏପଟେ ହିଁ ପ୍ରତିବିମ୍ବ ସୃଷ୍ଟି ହେଇଛି। ତାପରେ ହଉଛି କି ଟିକେ ବର୍ଦ୍ଧିତ ହେଇଥିବ, ଆଉ ଆଭାସୀ ସଳଖ, ମାନେ ହଉଛି ଅବାସ୍ତବ, ଆଉ ହଉଛି କି ସିଧା, ବୁଝିପାରିଲ? ତେବେ ଏଇଟା ଗୋଟେ ଲଙ୍କୁଶାନ ମନେ ରଖିଲା। ଏଇଠି କେତେଟା ଲଙ୍କୁଶାନ ଅଛି? 4ଟା ଲଙ୍କୁଶାନ, ବୁଝିପାରିଲ? ଗୋଟେ ହଉଛି ଆମର ଦର୍ପଣର 2ଟା ହଉଛି ଲଙ୍କୁଶାନ ପ୍ରତିବିମ୍ବ ଗଠନର, ଆଉ ହଉଛି ଲେନ୍ସର 2ଟା ପ୍ରତିବିମ୍ବ ଗଠନର ଲଙ୍କୁଶାନ, ବୁଝିପାରିଲ? ତାପରେ ହଉଛି ଅବତଳ ଲେନ୍ସରେ ପ୍ରଥମ ବସ୍ତୁଟାକୁ କୋଉଠି ରଖବା ହେଲା? ଅବତଳ ଲେନ୍ସ, ଅବତଳ ଲେନ୍ସର ଚିତ୍ର ବନେଇ ଦଉଛି। ଅବତଳ ଲେନ୍ସ କେମିତି? ଏମିତି ହେଲା। ଏଇଟା ହଉଛି କିସ
ତାର ମୁଖ୍ୟ ଅକ୍ଷ ବା ପ୍ରିନ୍ସିପାଲ ଆକ୍ସିସ୍ ଏଟା ହଉଛି ଓ, ଏଟା ହଉଛି F1, ଏଟା ହଉଛି C1, ଏଟା ହଉଛି F2, ଏଟା ହଉଛି କି C2। ତ ପ୍ରଥମ ବସ୍ତୁଟିକୁ କୋଉଠି ରଖିବା ନା ଅବତଳ ଦର୍ପଣରେ ପ୍ରଥମ ବସ୍ତୁଟିକୁ ଅନନ୍ତ ଦୂରତା କିସ କରିବ ଏପଟେ ଘୁରିଯିବ ନା ପାରେଇଯିବ, ଆମର ହଉଛି ଏପଟେ ଚାଲିଯିବ ବୁଝିଲା। ସେମିତି ଏପଟେ ଲାଇଟ୍ ଆସିଲା ଏପଟେ ପଳେଇଲା, ତେବେ ଆମର କୋଉଠି ସୃଷ୍ଟି ହବ କୁହ ନା ପ୍ରତିବିମ୍ବ ଏଇଠି ସୃଷ୍ଟି ହବ F1 ଟାରେ ବୁଝିଲା। ଏମିତି ଡଟ ଡଟ ହେଲା ଏମିତି ଆସିଲା ଏପଟେ ପଳେଇଲା, ଏମିତି ଆସିଲା ଏପଟେ ପଳେଇଲା ଲାଇଟ୍ ଗୁଡା। ତେବେ ଆମର ପ୍ରତିବିମ୍ବ ସୃଷ୍ଟି ହବ F1 ଠାରେ ହେଲା। ଅତ୍ୟନ୍ତ କ୍ଷୁଦ୍ର ବିଦ୍ୟୁତ ଆଭାସୀ ସଳକ ହେଲା, ୟାର ଦୁଇଟା ହିଁ ପଡବା ବୁଝିଲା, ୟାର ଦୁଇଟା ହିଁ ପଡବା। ୟାର ଶୁଣ ଦେଖ ଦୁଇଟା ସମାନ ଲଂଘୁଷଣ ହେଇଯିବ ହେଲା। ୟାର ଅବତଳ ଯେମିତି ହେଲା, ୟାର ଅବତଳ ଯେମିତି ଆମର ଅବତଳ ଲେନ୍ସ ଯେମିତି ଉତ୍ତଳ ହଉଛି କି ଦର୍ପଣ ସେମିତି, ଯେମିତି ଉତ୍ତଳ ଲେନ୍ସ ଯେମିତି ଅବତଳ ଦର୍ପଣ ସେମିତି ବୁଝିଲା। ତାପରେ ବସ୍ତୁକୁ ରଖବା କୋଉଠି ଅବତଳ ଦର୍ପଣର ହଉଛି ଅବତଳ ଲେନ୍ସ ର ବସ୍ତୁକୁ କୋଉଠି ରଖବା, ଏଇନା ହଉଛି ବସ୍ତୁକୁ ରଖବା ହଉଛି ଆମର ଅନନ୍ତ ଦୂରତା ଆଉ ଲେନ୍ସ କେନ୍ଦ୍ର ମଝିରେ ହେଲା। ଏଇଠି ରଖିଦେଲି, ତେବେ କୋଉଠି ସୃଷ୍ଟି ହବ କଣ ଏଇଟା ହଉଛି F1, ଏଇଟା ହଉଛି F2 ହେଲା। ଆଉ ହଉଛି ଏପଟେ ସରି F2 କହୁଛି, ଆମର C1 ଏଇଟା ହଉଛି F2, ଏଇଟା ହଉଛି C2। ଅବତଳ ଦର୍ପଣ ଆଉ ହଉଛି ଲେନ୍ସ ମଝିରେ ରଖିଲେ ବସ୍ତୁଟି ପ୍ରତିବିମ୍ବଟି କୋଉଠି ସୃଷ୍ଟି ହବ, ଦେଖ ଆମର ପ୍ରତିବିମ୍ବଟି ସୃଷ୍ଟି ହବ ହଉଛି ଏପଟେ ପଳେଇଲା ହେଲା। ତ ଏପଟେ ଏମିତି ଯିବ, ତାପରେ ଆଉ ଗୋଟେ ବି ଏମିତି ଆସିଲା ଏଇଠି ସୃଷ୍ଟି ହବ F1 ଆଉ କୋଉଠି ଆଲୋକ କେନ୍ଦ୍ର ମଝିରେ ସୃଷ୍ଟି ହବ, F1 ଆଉ ଆଲୋକ କେନ୍ଦ୍ର ମଝିରେ ସୃଷ୍ଟି ହବ। ଆଉ ଆମର ପ୍ରତିବିମ୍ବ ଟିକେ ହେଇଥିବ କ୍ଷୁଦ୍ର ହେଇଥିବ, ଆଉ ଅଛି ଆଭାସୀ ସଳକ ସିଧା ହେଇଥିବ, ଆଉ ତାର ସାଙ୍ଗେ ସଳକ ବୁଝିପାରିଲ। ତେବେ ଯଦି ପଡିଲା କ୍ୱେଶ୍ଚନ ରେ ହେଲା, ହେଲା ଯଦି କିସ ପଡିଲା କ୍ୱେଶ୍ଚନ କିସ କ୍ୱେଶ୍ଚନ ପଡବ ଅବତଳ ଲେନ୍ସ ଦ୍ଵାରା ସୃଷ୍ଟି ହଉଥିବା ପ୍ରତିବିମ୍ବ ପ୍ରକୃତି ଦୁଇଟା ଲେଖିଦବ ହେଲା। ପ୍ରକୃତି ଆଉ ଗଠନ ଦୁଇଟା ବନେଇଦବ, ଆଉ ଉତ୍ତର ଲେନ୍ସ ଦ୍ଵାରା ଛଅଟା ବନେଇଦବୁ ବୁଝିହେଲା। ହେଲା ଏତିକି ଥିଲା ହଉଛି ଆମର କିସ ପ୍ରତିବିମ୍ବ ଗଠନ। ତାପରେ ଲେନ୍ସ ର ସୂତ୍ର ଦର୍ପଣ ର ସୂତ୍ର ହଉଛି 1/v + 1 = 1/a। ଲେନ୍ସ ର ସୂତ୍ର ହଉଛି କିସ ପ୍ଲସ ବଦଳରେ ମାଇନାସ ହବ ବୁଝିହେଲା। ଆଉ ଲେନ୍ସ ର ପରିବର୍ତ୍ତନ ସୂତ୍ର ହଉଛି କିସ v/u, ସେଠି -v/u ହଉଥିଲା, ଏଠି ହଉଛି କିସ v/u ବା h'/h। h' ହଉଛି କିସ ପ୍ରତିବିମ୍ବର ଉଚ୍ଚତା ବାଇ ଆମର ବସ୍ତୁର ଉଚ୍ଚତା ବୁଝିପାରିଲ। ତାପରେ ହଉଛି ପାୱାର ହଉଛି କିସ କହନା ପାୱାର ହଉଛି ଫୋକସ ଦୂରତାର ବିଲମ୍ବକୁ କିସ କୁହାଯାଏ ପାୱାର। ଫୋକସ ଦୂରତାର ବିଲମ୍ବକୁ ପାୱାର କୁହାଯାଏ। ତୁମେ ଡକ୍ଟର ପାଖକୁ ଗଲେ ଡକ୍ଟର ଦିଅନି ନା ଚଷମା ହେଲା, ଏତିକି ପାୱାର ବିଶିଷ୍ଟ ଚଷମା ସେଇ ପାୱାର କଥା କୁହାହଉଛି। ସେଇଟା କେମିତି ବାହାର କରାଯାଏ ଫୋକସ ଦୂରତା ଗୋଟେ ଚଷମାର ପାୱାର କେମିତି ବାହାର କରିବ, ତାର ଯଦି ଫୋକସ ଦୂରତା ଜାଣିଥିବ ଫୋକାଲ ଲେନ୍ଥ ଜାଣିଥିବ ତେବେ ହଉଛି ସେଇଟାକୁ ଉଲଟେଇ ଦବ ୱାନ ବିଭକ୍ତ ଫୋକସ ଦୂରତା କରିଦବ, ତେବେ ହଉଛି କିସ ବାହାରିଯିବ ପାୱାର ବୁଝିହେଲା। ବିଲମ୍ବୀ ମାନେ କିସ ଜିନିଷ କହନା ଦୁଇର ଦୁଇର ବିଲମ୍ବୀ ମାନେ 1/2, ଫୋକସ ଦୂରତାର ବିଲମ୍ବୀ ମାନେ 1/f ବୁଝିହେଲା। ଏହାର ଏକକ ହଉଛି ଡାୟାପ୍ଟର ବୁଝିହେଲା। ତୁମର ଓଜନର ଏକକ ଯେମିତି କିଲୋଗ୍ରାମ, ଆମର ପାୱାର ର ଏକକ କିସ ଡାୟାପ୍ଟର। 1 ମାର୍କ ସର୍ଟ କ୍ୱେଶ୍ଚନ। ତାପରେ ୱାନ୍ ଡାୟାପ୍ଟର କାହାକୁ କୁହାଯାଏ, ୱାନ୍ ଡାୟାପ୍ଟର ହଉଛି ଯେତେବେଳେ କୌଣସି ଲେନ୍ସ ର ଫୋକସ ଦୂରତା ହଉଛି 1 ମିଟର ହେଇଥାଏ ହେଲା। ଯେତେବେଳେ ଏଇଠି 1 ମିଟର ହବ ତେବେ ହଉଛି କିସ ଆମର ପି ଟା ବାହାରିବ 1 ମିଟର ଇନଭର୍ସ ବା ହଉଛି ସେଇଟା କିସ କୁହାଯାଏ ୱାନ୍ ଡାୟାପ୍ଟର ବୁଝିପାରିଲ। ୱାନ୍ ଡାୟାପ୍ଟର ସମାନ 1 ମିଟର ଇନଭର୍ସ ବି କୁହାଯାଏ ହେଲା। ଏତିକି ଥିଲା ବିଷୟ। ତା ପୂର୍ବରୁ ବିଷୟ ସାରିବା ପୂର୍ବରୁ କିଛି ଇମ୍ପୋର୍ଟାଣ୍ଟ ଜିନିଷ କହିଦେଉଛି, ଯେମିତି ପ୍ରତିସାରଣ। ପ୍ରତିସାରଣକ ହଉଛି କି ସବୁ ବାୟୁର ପ୍ରତିସାରଣକ ଏତିକି ହେଲା, ବରଫର ପ୍ରତିସାରଣକ ଏତିକି, ଜଳର ପ୍ରତିସାରଣକ ଏତିକି, ତ ମନେ ରଖିବ ସେଗୁଡା ହେଲା। ତ ପ୍ରତିସାରଣଙ୍କର ବହୁତ ଗୁଡା ସୂତ୍ର ଅଛି। ଆଉ ଗୋଟେ ସୂତ୍ର ହଉଛି ଧରାଯାଉ ହେଲା ଦୁଇଟା ମାଧ୍ୟମ, ମନେକର ପ୍ରଥମ ମାଧ୍ୟମର ଆଲୋକର ବେଗ ହଉଛି ପ୍ରଥମ ମାଧ୍ୟମରେ ଆଲୋକର ବେଗ କେତେ v1, ଦ୍ୱିତୀୟ ମାଧ୍ୟମରେ ଆଲୋକର ବେଗ କେତେ v2। ତେବେ ପ୍ରଥମ ମାଧ୍ୟମ ତୁଳନାରେ ଦ୍ୱିତୀୟ ମାଧ୍ୟମର ପ୍ରତିସାରଣକ ଯଦି ବାହାର କରିବ କିସ ଦ୍ୱିତୀୟ ମାଧ୍ୟମର ପ୍ରତିସାରଣକ ବାହାର କରୁଛ ମାନେ n2 ହେଲା। ପ୍ରଥମ ମାଧ୍ୟମର ତୁଳନାରେ ତେବେ ହଉଛି ତାର ପ୍ରତିସାରଣକ ସୂତ୍ର କିସ ପ୍ରଥମ ମାଧ୍ୟମରେ ଆଲୋକର ବେଗ ମାନେ v1 ବିଭକ୍ତ ଦ୍ୱିତୀୟ ମାଧ୍ୟମରେ ଆଲୋକର ବେଗ ବୁଝିହେଲା। ଏଗୁଡା ବି କିସ ପ୍ରତିସାରଣଙ୍କର ସୂତ୍ର ହବ। ତେବେ ଏତିକି ଥିଲା ହଉଛି ବିଷୟ। ଯୋଉମାନେ ବୁଝିପାରିଲନି ସେମାନେ ଆଉଥରେ ଦେଖ ଭିଡିଓଟା, ଆଉ ଯଦି ହେଲେ ବି ବୁଝିବନି ତେବେ କମେଣ୍ଟ କର ହେଲା। ପୁରା ଆଉଥରେ ସରଳ ଭାଷାରେ ହଉଛି କି ସବୁ ବୁଝେଇଦେବି। ଆଜି ଟିକେ ସମୟର ଅଭାବ ଥିବାରୁ ଜଲ୍ଦି ଜଲ୍ଦି ପଢେଇଦେଲି ହେଲା, ବୁଝିପାରିଲ। ତ ଏତିକିରେ ଭିଡିଓ ଏଣ୍ଡ କରବା, ଦେଖା ହବା ନେକ୍ସଟ ଭିଡିଓରେ। ଟିଲ୍ ଦେନ୍ ସମସ୍ତଙ୍କୁ